ଦେଖିବା କ'ଣ କରିବା। ଗାଡ଼ି ଆଣରେ हेलो 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 बोला जय जगन्नाथ स्वामी की थया बैरागी थया ओम जगत पिता जगताराध्य श्री श्री श्रीमान श्री सत्यनारायण प्रीत्यर्थे एवं मंगलमय महादेव जगन्नाथ बजरंगबली गणेश्वर के प्रीत्यर्थे बोल बोल आनंदे को हरि हरि विद्या प्रदायिनी शक्ति आलाधिनी माँ शारदा प्रीत्यर्थे एवं माँ ग्राम देवती चर्चिका अंबिका दुर्गा प्रीत्यर्थे बोल आनंदे को हरि हरि बोला एठिकारे रुंडीभूत होइथिबा आबाल वृद्ध वनिता एवं संकल्पित अनुष्ठान को सत्यनारायण दीर्घाजीवी करंतु बोल मन नदी को पार हरि हरि सर्वे मना हरि को पार हरि हरि
মন চবরাতু ভমুথা হইতি কারি রে এ ভব কাননে মন চবরাতু ভ্রমুথা হইতি ଜନତା ତଥା ଏହି ଅନୁଷ୍ଠାନ ଏବଂ ଅନୁଷ୍ଠାନର କର୍ମକର୍ତ୍ତା ମହୋଦୟଙ୍କର ଗ୍ରାମର ଦେଶର ବିଶ୍ୱର ସେହି ପ୍ରଭୁ ସତ୍ୟନାରାୟଣ ଆଗନ୍ତୁକ ଚଲାପଥରେ କୁସୁମ ବୃଷ୍ଟି କରନ୍ତୁ ସର୍ବେ ବୋଲ ଆନନ୍ଦିତ ବାଦ ହରି
गुरवे नमो गणे नारायणे रुद्रेन्द्रिते भास्करे तथावेर्ण कर्तव्यं वत्सदेव नमस्ते शान्ताकारं भुजगशयन पदनाभं श्रेष्ठमस्वधर्मगुणं सकलगवनं सुभगं लक्ष्मीकान्तं कमलानयनं निर्विधानगम्यं वन्दे विष्णुं वैरं सर्वलोकैकनाथं सर्वस्वतनं वदेवगणगलम्बोदरं सुन्दरं नमस्तुते दम्बस्तुते वाक्य देवी नमस्तुते नमस्ते कौन तोरा मान उदाहरण कर हे कारण प्रभु शरण मु तुम्भ पाद तले मान उदाहरण
ଥୟ ହ ଏ ଭାଇ ଟିକେ ଥୟ ହେ ଥୟ ହ ଲେଖିଲେ ଧର୍ମ କ୍ଷେତ୍ରେ କୁରୁକ୍ଷେତ୍ର ସମବେତା ଯୁଜୁ ସାବ ପାଣ୍ଡବ ଚୈବ କୁର୍ବତ ସଞ୍ଜୟ ସଞ୍ଜୟ ମମାରାଧ୍ୟ ଚିର ସମାନାସ୍ପଦ ସାହିତ୍ୟାନୁରାଗୀ ସୁଧୀ ଦର୍ଶକ ସମାଜ ଆଜ୍ଞା ପୁରାଣ ତ ଶୁଣି ମା ମାଉସୀ କୁନା କୁନି ଭାଇ ଭଉଣୀ ଯେତେ ଅନେକ ଅପେକ୍ଷା କରିଛନ୍ତି ହେ ଆତ୍ମିକି ମହୋଦୟ ମହୋଦୟ ସାଂସ୍କୃତିକ ଅନୁଷ୍ଠାନ ଯେତେବେଳେ ତୃତୀୟ ରଜନୀରେ ପଦାର୍ପଣ କରିଛି ଆଜ୍ଞା ଆଜ୍ଞା ଆମମାନଙ୍କର ଦ୍ୱିତୀୟ ସ୍ତବକ ସେକେଣ୍ଡ ଶୋ ଯାଉ ଏ ବିଳମ୍ବିତ ପ୍ରହରରେ ଆପଣମାନଙ୍କର ବହୁମୂଲ୍ୟ ସମୟକୁ ନଷ୍ଟ ନ କରି ନକରି ଚିରାଚରିତ ଧାରରେ ପରମ୍ପରାକୁ ବଞ୍ଚେଇବାକୁ ଯାଇ ଆଜ୍ଞା ଆଜ୍ଞା ସର୍ବୋପରି ଆପଣମାନଙ୍କ ନିକଟରେ ଗୋଟେ ଶ୍ଳୋକ ଆବୃତ୍ତି କରିଛି ଏ ଶ୍ଳୋକର କର୍ତ୍ତା ଯିଏ ଆସିବେ ଆଜ୍ଞା ଆପଣମାନଙ୍କର ମଙ୍ଗଳ ବିଧାନ କରିବେ ଧ୍ୟାନ କରିବେ ବସ ସବୁ ଯାଉ ହଉ ଯୁଦ୍ଧର ଅୟାରମ୍ଭ ମାତ୍ର ହଁ ଉଭୟ ଦଳ ମଝିରେ ନନ୍ଦିଘୋଷ ରଥ ଦଣ୍ଡାୟମାନ ଆଜ୍ଞା ଆଜ୍ଞା ଯୋଉ ରଥରେ ରଥି ହେଉଛନ୍ତି ଅଦ୍ୱିତୀୟ ଧନୁଷ୍ପାଣୀ ଗାଣ୍ଡିବଧାରୀ ଅର୍ଜୁନ ହଁ ସେ ରଥର ସାରଥି ହେଲେ ବିଶ୍ୱପତି ଠାକୁର ବାସୁଦେବ ଭଗବାନ କୃଷ୍ଣ ଶୁଣ ହୁଏତ ଗୋଟାଏ ପାଖରେ କୌରବ ସେନା ଅନ୍ୟ ପାଖରେ ପାଣ୍ଡବ ସେନା ହଁ ଏଠି ଯୁଦ୍ଧରେ ହୁଏତ ଆଗ୍ରହ ରକ୍ଷା କରି ଆଜ୍ଞା ଯାଇଥିବା ଅର୍ଜୁନ ହଁ ସେଦିନ କହିଛନ୍ତି ହେ କେଶବ ହେ ଅଚ୍ୟୁତ ଉଭୟ ଦଳ ମଝିରେ ଟିକେ ମୋ ନନ୍ଦିଘୋଷ ରଥଟାକୁ ରଖିଦିଅ ହଁ ମୋ ପ୍ରତିପକ୍ଷର ଶତ୍ରୁ କିଏ ସେ ତାଙ୍କୁ ମୁଁ ଟିକେ ଦେଖିବି ସେ କହିଲେ ପ୍ରଭୁ ଚିନ୍ତା କଲେ ୟାଙ୍କ ମନରେ ଗୋଟେ ଲାଳସା ରହିଲାଣି ଆଜ୍ଞା ଯେ ଇଏ ଯୋଦ୍ଧା ଆଉ ଯୁଦ୍ଧ କରିବେ ଆଜ୍ଞା ଆଜ୍ଞା ଠିକ ଅଛି ହଉ ଉଭୟ ଦଳ ମଝିରେ ସିନା ନନ୍ଦିଘୋଷ ରଥ ଦଣ୍ଡାୟମାନ ଆଜ୍ଞା ଆଜ୍ଞା ହେଲେ ପ୍ରତିପକ୍ଷର ଶତ୍ରୁ ମାନଙ୍କୁ ଦେଖି ହଁ ଅର୍ଜୁନଙ୍କ ମନରେ ଆଜ୍ଞା ଏମିତି ମୋହ ସୃଷ୍ଟି ହେଲା ସେଦିନ ମୋହ ଦୂରୀଭୂତ କରିବା ପାଇଁ ଅର୍ଜୁନଙ୍କ ମନରୁ ଅଷ୍ଟାଦଶ ଅଧ୍ୟାୟ ଗୀତାର ସୃଷ୍ଟି ହେଲା ଆଜ୍ଞା 18ଟା ଯୋଗ ଶିଖେଇଲେ Yes. 18 ଅଧ୍ୟାୟ ଗୀତା ବିଶ୍ୱପତି ଠାକୁର ଭଗବାନ କୃଷ୍ଣ ବିଶ୍ୱରୂପ ଦେଖେଇଲେ ଆଜ୍ଞା ଜଣେ ଲୋକ ବାଟକୁ ଆସୁ ଅବାଟକୁ ଯାଉଛି ଆଜ୍ଞା ଆଚ୍ଛା ଯୋଉ ଗୀତାର ସୃଷ୍ଟି ମୋହ ଦୂରୀଭୂତ କରିବା ପାଇଁ ସୃଷ୍ଟି ହେଇଥିଲା ହଁ ସେ ଗୀତାର ପ୍ରଥମ ଶ୍ଲୋକଟି ଆପଣମାନଙ୍କ ଉପସ୍ଥାପନା କରିଛି ଆଜ୍ଞା ଗୀତାର ପ୍ରଥମ ଶ୍ଲୋକରେ ମୋହ ପରିପୂର୍ଣ୍ଣ ଭାବରେ ରହିଛି ଇଏ ଦୂର କରିବେ କ'ଣ ମୋହର ସୃଷ୍ଟି ସେ ପ୍ରଥମରୁ ଆଜ୍ଞା କାହିଁ ନା ଅନ୍ଧ ରାଜା ଧୃତରାଷ୍ଟ୍ର ଭାରତ ବର୍ଷର ଜଣେ ଅନନ୍ୟ ପ୍ରତିଭା ଆଜ୍ଞା ବାପା ମହାମନ୍ତ୍ରୀ ସଞ୍ଜୟଙ୍କୁ ବସେଇ ପଚାରୁଛନ୍ତି ହେ ମହାମନ୍ତ୍ରୀ ସଞ୍ଜୟ ମାମକା ପାଣ୍ଡବା ଚୈବ କିମ କୁର୍ବତ ମୋ ପୁଅ ମାନେ ଆଉ ପାଣ୍ଡବ ମାନେ ଇଏ କ'ଣ କରୁଛନ୍ତି ଆଜ୍ଞା ଦେଖନ୍ତୁ ଯୋଉ ଘରେ ପୁଅ କଳି ଲାଗିଲେ Yes. ବାପା ଟିଭି ଲଗେଇ ବସି ଆଜ୍ଞା ପିଲାଙ୍କର ମାଡ଼ ଗୋଡ଼ ସିଧା ପ୍ରସାରଣ ଦେଖୁଛି ହଁ ସେ ଘର କେତେ ସଜଡ଼ା କେତେ ଉଜୁଡ଼ା ଆଜ୍ଞା ଆଜ୍ଞା ଏଠି ମୋହ କାହିଁକି ସୃଷ୍ଟି ହେଇଛି ସମସ୍ତେ କହିଲେ ଧୃତରାଷ୍ଟ୍ର ଅନ୍ଧ ଅନ୍ଧ କ'ଣ ଆଖି ଫୁଟି ଯାଇଛି ସେଇଥିପାଇଁ ଅନ୍ଧ ଯଦି ଆଖି ଫୁଟି ଗଲେ ଅନ୍ଧ ହେଇଯାଆନ୍ତା ମଣିଷ ଆଜ୍ଞା ତାକୁ ଦିଶନ୍ତାନି ନାଇଁ ତାହେଲେ ଆପଣ ମାନଙ୍କର ସନ୍ଥ କବି ଭୀମ ଭୋଇ ଆଜ୍ଞା କାଲି ପାଢୀ ଭାଇ ସେଇ ପଦଟି ଗାଇଥିଲେ ହଁ। କହିଲେ ପ୍ରାଣୀକାର ତ ଦୁଃଖ ପ୍ରମିତ ଦେଖୁ ଦେଖୁ କେବେ ଅନ୍ଧକୁ କୁଆଡେ ଦିଶେନି ନାଇଁ ଯଦି ଆଖି ଫୁଟିଲେ ଦିଶେନି ଇଏ ରାଜାଙ୍କର ତ ଯୋଡ଼ିକ ଯାକ ଆଖି ନାହିଁ 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 ଗୋଟେ ଇଏ ତ ଫୁଟି ଯାଇଛି ଅନ୍ଧ ଆଜ୍ଞା ୟାକୁ କେମିତି ଦିଶିଲା ଯେ ଇଏ କହିଲେ ପ୍ରାଣୀ ମାନଙ୍କର ଦୁଃଖ ଦେଖି ମୁଁ ସହିପାରୁନି କହିପାରୁନି ତମେ ତ ବାଲ୍ୟ ଅନ୍ଧ ଆଜ୍ଞା ତମେ କହିଥାନ୍ତ ପ୍ରାଣୀକାର ତ ଦୁଃଖ ପ୍ରମିତ ଶୁଣୁ ଶୁଣୁ କେବେ ଆସ ଭଲ ହେଇଥାନ୍ତା ସେଇଟା ଭଲ ହେଇଥାନ୍ତା ଆଜ୍ଞା ଆଜ୍ଞା ତମକୁ ଦିଶୁନି ତମେ କ'ଣ କହୁଛ ଦେଖୁ ଦେଖୁ କେବେ ଆସ ସେମିତି କ'ଣ କହିଲ ତାହେଲେ ଆଖି ନଥାଇ ଭୀମ ଭୋଇକି ଦିଶିଛି ଆଜ୍ଞା ତାହେଲେ ଆଖି ସହିତ ଦେଖିବାର ସମ୍ପର୍କ କିଛି ନାହିଁ ନାଇଁ ନାଇଁ ସେଇଥିପାଇଁ କବି କହିଲେ ଆଖି ବୁଝିଦେଲେ ଆଲୋକ ଆସେ ଆଖି ଖୋଲିଦେଲେ ଅନ୍ଧାର ଦିଶେ
ବାବାଜୀ ଶମ୍ଭୁ ରାମ ଦାସ କହିଲେ ଆଖି ଯେ ବନ୍ଦ କରିଛି ଆଜ୍ଞା ତାକୁ ସବୁ ଦିଶିଛି, ଆଜ୍ଞା ଆଖି ଯେ ଖୋଲିଛି ତାକୁ କିଛି ଦିଶିନି। ଦିଶିନି। ଆପଣ ପାଲା ସାରିବେ, ଆଜ୍ଞା କବି ଲେଖିଲେ, ହଁ। ପାଲା ବାଲା ବୁଲିଲେ, ହଁ। ଆପଣ ଗଲାବେଳେ ଆଖି ବନ୍ଦ କରି ଚାଲିବେ। ବାଟ ଚାଲିବେ କାଲି ଆଉ ପାଲା ଦେଖି ଆସିବେ? ନାଇଁ ନାଇଁ ଆଜ୍ଞା ଗୋଟିଏ ନଖ ରହିବନି। ସବୁ ପୁଡ଼ିଯିବ। ତାହେଲେ ବାବାଜୀ ଏଡେ ବଡ ଭ୍ରମ କହିଲେ କାହିଁକି? ଗଞ୍ଜେଇ ଖାଇ ଦେଇଥିଲେ ନା। ଆଉ ସିଏ କହିଲେ ଯାହାର ଆଖି ନାହିଁ ତାକୁ ଦିଶୁଛି, ଯଥା ଭୀମ ଭୋଇ ଆଖି ନାହିଁ ଆଜ୍ଞା। ତାକୁ ଦିଶିଲା, ଯିଏ ଆଖି ବନ୍ଦ କରିବ ତାକୁ ଜଗତ ଦିଶିଛି, ଆଜ୍ଞା। କିନ୍ତୁ ଯିଏ ଆଖି ଖୋଲିଛି ତାକୁ କିଛି ଦିଶିବନି। ନା, ନା। ତାହେଲେ କୋଉ ଆଖି ଖୋଲିଲେ ଦିଶେନି? ଆପଣ ମାନଙ୍କର ଓଡିଆ ଭାଗବତ ଆଜ୍ଞା। ପଞ୍ଚସଖା ସାହିତ୍ୟ ଯୁଗର ଆଲୋକପାତ୍ୟ ସ୍ତମ୍ଭ ହଁ। ମହାପୁରୁଷ ଅତିବଡି ଜଗନ୍ନାଥ ଦାସ ଆଜ୍ଞା। ସିଏ କହିଲେ ଯେ ଜଗତ ଭିତରେ ଯୋଉଠି ଆଖି ଫିଟିଯାଏ ଆଜ୍ଞା। ତାକୁ କିଛି ଦିଶେନି। କହିଲେ ଇଏ କହିଲେ ନାଇଁ, ଆଖି କିଏ? କହିଲେ ବିଷୟ ଯୋଉଠି ଆଜ୍ଞା ଆଖିଟା ବିଷୟ ହେଇଯିବ, ମୋ ପୁଅ, ମୋ ଝିଅ, ମୋ ଘର, ମୋ ସଂସାର, ମୁଁ, ୟା ଭିତରେ ଯିଏ ରହିଲା ଆଜ୍ଞା। ତାକୁ ତ କିଛି ଦିଶିବନି। ଆଉ ମାୟା ପଟଳ ତାକୁ ଏମିତି ଢାଙ୍କି ଦବ ଆଜ୍ଞା। ସେ ଆଉ ଜଗତକୁ ଦେଖି ପାରିବନି, ନାଇଁ, ନାଇଁ। ଖାଲି ନିଜକୁ ଦେଖିବ। ଆଜ୍ଞା। ତାହେଲେ ଏଠି ଆଖି ଫୁଟି ଯାଇ ଇଏ ଅନ୍ଧ ନୁହଁ, ଇଏ ହଉଛନ୍ତି ମୋହଗ୍ରସ୍ତ ଅନ୍ଧ। ଆଜ୍ଞା। ସବୁବେଳେ କହିଲେ ମୋ ପିଲାମାନେ କଣ କରୁଛନ୍ତି? ତମେ ପରା ବାପା, ତମେ ରାଜା, ତମେ କ୍ଷିତିପତି, ତମେ ମହିପତି, ଭାରତ ବର୍ଷର ବରେଣ୍ୟ ପ୍ରତିଭା, ଆଜ୍ଞା। ତମେ କାହିଁକି କହିଲ ମୋ ପୁଅ ମାନେ ପାଣ୍ଡବ ମାନେ କଣ କଣ କରୁଛନ୍ତି? କରୁଛନ୍ତି? ମୋ ପିଲା କହିଲେ କଣ ଭୁଲ ହେଇଥାନ୍ତା? ନାଇଁ ତ। ତାହେଲେ ଭାଇ ମାନଙ୍କୁ ଭାଗ କରେଇଛି କିଏ? କାଲି ଭାଇ କହୁଥିଲେ ପାଢୀ ଭାଇ ଆଜ୍ଞା କହିଲେ ସ୍ୱାଇଁ ଭାର ସବୁ ଭଲ, ହଁ। ସେ ଟିକେ ରାଗି। ରାଗି କଣ ତ। ତମେ ରାଗି କହିଦେଲେ ମୁଁ ରାଗି ଯିବି ନା କଣ? ଜମା। ସିଏ ଭାବିଲେ ରାଗି ବୋଲି କହିଲେ ହଁ। ଇଏ ରାଗି ଯିବ। ଆଉ ହଁ। କିଏ ରାଗିଲେ ତ କଥା ଦିଶିବନି, ମୁଁ ରାଗିବି କାହିଁକି? ମୋର ଅସୁବିଧା କଣ କଣ ଅଛି ଦରକାର? କାହିଁକି କଥା କହୁଛି? ତମେ କଣ ମୋ ଜମି ଛଡେଇ ନେଇଛ? ନାଇଁ ତ। ନା ମୋ ପାଲା ପଇସା ତମକୁ ଅଧିକା କିଏ ସେ ଦେଇଦେବେ? ନାଇଁ, କେହି ମୋର ନହେଲେ ଭଲ ନହବ। ହଁ। ତମର ତ ଭଲ ହଉଛି। ଆଉ? କିଏ ଯୋଡାଏ ଭାଇ, ହଁ। ଗୋଟେ ଯଦି ମୂଲ ଲାଗୁଛି, ହଁ। ଆଉ ଜଣେ ଚାକିରି କରିଛି, ହଁ। ସେ ଯଦି ଏକାଠି ଥିଲା ବେଳେ 4 ବଖରା ଘର କରିବେ, ଆଜ୍ଞା। ଇଏ ମୂଲିଆ ଭାଇ କଣ ସେଠୁ 2 ବଖରା ନବନି କି? ହବ। ଆଉ ଆମେ ଯଦି 2 ଜଣ ବାଦବାଲା ଗାଇ ଆଛେ, ହଁ। ତମର ଭଲ ହେଲେ ହଁ। କଣ ସେଥିରେ ମୋର ଭାଗ ନାହିଁ କି? କି କଥା? ଆଉ ମୁଁ ଅଯଥା ରାଗିବି କାହିଁକି? ହଁ, ହଁ। କାହିଁକି ଏ କଥା କହୁଛି ଆଜ୍ଞା। ନା ଆପଣ ଦେଖନ୍ତୁ, ହଁ। ସିଏ କହିଦେଲେ ଯେ ବିଷୟ ଯୋଉଠି ଆଖି ହେଇଯିବ Yes। ସେଠି ସର୍ବନାଶ ହେଇଯିବ ମଣିଷ। ଆଜ୍ଞା। ତାକୁ ଆଜ୍ଞା ଜମା କିଛି ଦିଶିବନି। ନାଇଁ, ନାଇଁ। ମୋହଗ୍ରସ୍ତ ପ୍ରାଣୀ ହଁ। ଅନ୍ଧରାଜା କହିଲେ ମୋ ପିଲା। ଆଜ୍ଞା। ତାହେଲେ ମହାଭାରତ ଯୁଦ୍ଧରେ କାଲି ପାଢୀ ଭାଇ କହୁଥିଲେ ଯଦି ମହାଭାରତ ଯୁଦ୍ଧ କିଏ କରିଛି ଆଜ୍ଞା। ତାହେଲେ ସିଏ ହଉଛନ୍ତି ପିତାମହ ଭୀଷ୍ମ। ଆଜ୍ଞା। ନାଇଁ ଭାଇ, ଭୀଷ୍ମଙ୍କ ଯୋଗୁଁ ମହାଭାରତ ଯୁଦ୍ଧ ହେଇନି, ନାଇଁ, ନାଇଁ। ଯୁଦ୍ଧ କରିଛନ୍ତି ଅନ୍ଧରାଜା ଧୃତରାଷ୍ଟ୍ର। ବାସ୍। ବାପା ହେଇ ହଁ। ଇଏ ପିଲା କଳି ଲାଗିଲା ବେଳେ ପଚାରୁଛ ମୋ ପିଲାମାନେ କଣ କରୁଛନ୍ତି କହି ନ କହି ଇଏ କହିଲେ ପାଣ୍ଡବ କୌରବ କଣ କରୁଛନ୍ତି, ତା ମାନେ ମାଡ଼ ଲଗାଇବା ପାଇଁ ତମେ ସ୍ଥିରୀକୃତ କରିଛ। ହଁ, ହଁ। ବାପା 4 ବଖରା ଘର ଆଜ୍ଞା। ଯୋଡ଼ିଏ ସିଡି କଲେ, ହଁ। ମିସ୍ତ୍ରୀ କି ଡାକିଲେ ବାପା ହଁ। 4 ବଖରା ଘର କରିବୁ ଯେ ସମାନ ଭାବରେ କରିବୁ, ସମାନ। ଯୋଡେ ପୁଅ ମୋର, ହଁ। କାଳେ କଳି ଲାଗିବେ। ଆଜ୍ଞା। ତାହେଲେ ବାପା ପିଲା ବାହା ନ ହଉଣୁ ହଁ। 4 ବଖରା ଘର ଯୋଡେ ସିଡି ତିଆରି କରିଛି, ଆଜ୍ଞା। ତାହେଲେ ପିଲାଙ୍କୁ ଭିନେ କଲା କିଏ? କିଏ କଲା? ପିଲା ଭିନେ ହେଲେ। ହଁ। ଇଏ ବାପା ପରା ଭିନେ ହବା ପାଇଁ ବାଟ ଖୋଲି ଦେଇଛି। ବାପା କରିଛି। ଆଉ ବାପା ଭିନେ କଲାନି, ଆଉ କିଏ ଭିନେ କରିଛି? ଆଜ୍ଞା, ଆଜ୍ଞା। ତାହେଲେ ଏଠି ପ୍ରକୃତରେ ଯଦି ମହାଭାରତ ଯୁଦ୍ଧ କିଏ ସେ କରିଥାଏ, ସିଏ ହଉଛନ୍ତି ଅନ୍ଧରାଜା ଧୃତରାଷ୍ଟ୍ର। ଆଜ୍ଞା। ଏଠି ପିତାମହ ଭୀଷ୍ମଙ୍କର ଭୂମିକା କିଛି ନାହିଁ। ସିଆଡ଼ିକି ଗଲେ ଆଉ ଟିକେ ଗଲେ କହିବି ହଁ, କହିବି। କାହିଁକି ଏ କଥା କହୁଛି। ଆପଣ ଦେଖନ୍ତୁ ଆଜ୍ଞା। ଯେ ଗୋଟାଏ କଥା ଯଦି ଆମେ ଦେଖିବା ତାହେଲେ ସେଦିନ ମୋହଗ୍ରସ୍ତ ପ୍ରାଣୀ ଅନ୍ଧରାଜା ଧୃତରାଷ୍ଟ୍ର କହିଲେ ସବୁ ଅନ୍ଧ ଭିତରେ ପଡି କହିଲେ ମୋ ପିଲାମାନେ ପାଣ୍ଡବ ମାନେ, ଆଜ୍ଞା। ତାହେଲେ ବିଭାଜନ ସୃଷ୍ଟି କରିଦେଲେ। ଇଏ ବିଭାଜନ ସିନା ସୃଷ୍ଟି ହେଲା, ଆଜ୍ଞା। ଉଭୟ ଦଳ ମଝିରେ ନନ୍ଦିଘୋଷ ରଥ। ହଁ। ଯୋଉ ଅର୍ଜୁନ କହୁଥିଲେ ମୋ ପ୍ରତିପକ୍ଷର ଶତ୍ରୁକୁ ମୁଁ ଦେଖିବି, ଆଜ୍ଞା। ସିଏ କେମିତିଆ, ସିଏ ପୁଣି ମୁଣ୍ଡରେ ହାତ ଦେଇ ହଁ। ବସିଲେଣି। ଭଗବାନ କୃଷ୍ଣ କହିଲେ କଣ ବାଣ ଆଗକୁ ଯାଉନି? କଣ କଥା? ମୋ ସଖା କଣ ନାହାନ୍ତି କି? ଦେଖିନି। ପଛକୁ ଚାହିଁଲା ବେଳକୁ ଆଜ୍ଞା। ଇଏ ମୁଣ୍ଡରେ ହାତ ଦେଇ ବସିଛନ୍ତି। ମୁଣ୍ଡକୁ କଣ ହାତ? ଆଜ୍ଞା ମୁଣ୍ଡକୁ ହାତ ଗଲେ ଭାରି ବିପତ୍ତି କଥା। ହଁ, ମୁଣ୍ଡକୁ ହାତ ଚୁଟି ଗଲେ। ଯୋଡିଏ ପ୍ରକାର, କଣ? ଗୋଟିଏ ମୁଣ୍ଡରେ ଆଜ୍ଞା। ଆଉ ଗୋଟିଏ ନାକ ତଳେ, ହଁ। ଏକା ଚୁଟି। ହଁ। କିନ୍ତୁ ଯୋଉ ମାସରେ 2 ଲକ୍ଷ ଲାଭ ହେଇଥିବ, ହଁ। ସକାଳୁ ଚା ପିଉଥିବେ ଭାଇ, ଆଜ୍ଞା। ନିଶ ଛୋଟିଆ ହେଇଥିବ ପଛେ ହଁ। ଖାଲି ଟେକି ପକଉଥିବେ। ଓ, ହଁ। ଯଦି କିଏ ପଚାରେ ଭାଇ କଣ ହେଇଛି, ହଁ। ଏ ମାସରେ ଟିକେ ହେଇଥିଲା ଆଉ। ହଁ। ଦେଖନ୍ତୁ ଆଜ୍ଞା। ଯୋଉ ମାସରେ 4 ଲକ୍ଷ ଲସ୍ ହବ ସେଇ ଚା ଦୋକାନ, ହଁ। ସେଇ ଲୋକ ଥବ, ହଁ। କିନ୍ତୁ ପିଣ୍ଡିରେ ବସି ସିମେଣ୍ଟ ପିଣ୍ଡିରେ ଆଜ୍ଞା। ଆଉ ନିଶେରେ ହାତ ମାରୁନଥବ, ଆଉ କୋଉଠି ହାତ ଚା ମାରିବ? ଟିକେ ପିଉଥବ, ମୁଣ୍ଡକୁ କୁଣ୍ଡଉଥବ। ଆଜ୍ଞା। ଭାଇ କଣ ମୋ ଅସୁବିଧା, କଣ ବସିଛ କଣ? ହଁ। ନା ଭାଇ 4 ଲକ୍ଷ ଟଙ୍କା ହାରିଦେଲି। ହାରି। ତାହେଲେ ଜିଣିଲେ ଠେଇ, ଆଜ୍ଞା। ହାରିଲେ ଠେଇ। ଆଜ୍ଞା।
ଅର୍ଜୁନଙ୍କ ଅବସ୍ଥା ଦେଖି କୃଷ୍ଣ କହିଲେ ହଁ। କହିଲେ ସଖାଙ୍କର ଭଲ ଲକ୍ଷଣ ଜଣା ପଡୁନି ଆଉ ନାହିଁ ତ କାହିଁକି ହଁ। ଯଦି ଭଲ ଲକ୍ଷଣ ହେଇଥାନ୍ତା ମୁଣ୍ଡ କୁଣ୍ଡଉଥାନ୍ତେ କାହିଁ କାହିଁକି ମୁଣ୍ଡ କୁଣ୍ଡା ସାରେ ପ୍ରଶ୍ନ ପଚାରିବେ ଆଜ୍ଞା। ପିଲା ଉତ୍ତର ଦେଇ ନ ପାରିବ ହଁ। ସେ ଖାଲି ମୁଣ୍ଡ କୁଣ୍ଡେଇବ ନା ଆଉ ହାତ ତ ଯିବ ସେ ଆମେ ପାଲା ଗାଉଛୁ ହଁ। ଆପଣ ଯଦି କଣ ଗୋଟେ ପ୍ରଶ୍ନ ପଚାରିଦେବେ ହଁ। ଆମକୁ କିଛି ନ ଆସିବ ହଁ। ପଣ୍ଡିତ ମଉସା କଣ କହୁଥିଲ ହଁ। କିଏ ମୁଣ୍ଡ କଣ ବୁଦ୍ଧି ଦବ ନାହିଁ ତ ହଁ ତାହେଲେ ହାରିଲେ ମୁଣ୍ଡରେ ହାତ ବାଜିବ ଆଜ୍ଞା। ଦେଖିଦେଲେ କହିଲେ ସଖା ଏମିତି କଣ ଏ ଅବସ୍ଥା ଅବସ୍ଥା କଣ ଶୋଚନୀୟ ଅବସ୍ଥା ହଁ। କହିଲେ କାହା ସାଙ୍ଗରେ ଯୁଦ୍ଧ କରିବି ଭାବୁଛି ନା ଏଇଟା ଆଜି ଜାଣିଲ ହଁ। ନା ବଣିକ ସଂଘ ଯୋଉ ଦିନ ଆଡଭାନ୍ସ ଦେଲାଣି ସେଇ ଦିନ ଜାଣିଲ ଆଗରୁ ଜାଣିବା କିଏ କଥା ତମେ ତ ଜାଣିବା କଥା ମୁଁ କାହା ସାଙ୍ଗରେ ଯୁଦ୍ଧ କରି ଯାଉଛି ହଁ। ତମେ ସିନା ଘରୁ ସେଇଟା ଭାବିଥାନ୍ତ ଆଉ? ଆଉ ଏଠି ପେଣ୍ଡାଲରେ ଭାବିଲେ କେମିତି ହବ ହବ। ପାଢୀ ଭାଇନାକୁ ମୁଁ କିଛି କହିବିନି କଣ ଦରକାର ନା। ଆମର ହଁ ହଁ କହିଲେ ହଁ। ତମେ ଏଠି ଯାଉ ଭାବୁଛ ହଁ। ମୁଁ କାହା ସାଙ୍ଗରେ ଲଢେଇ କରିବି ବେଶ। ସେ ଭାବନାଟା ସେଦିନ ଥିବାର ଥିଲା ଆଜ୍ଞା। ତମେ ଜାଣିନ ଜାଣିନ। ପାଦ ତଳେ ଅର୍ଜୁନ ହଁ। ମୁଣ୍ଡ ଉପରେ ବସିଛନ୍ତି ଦୁର୍ଯ୍ୟୋଧନ ବେଶ। ତମେ ଦି ଜଣ ଯାକ ଯାଇଛ ମତେ ସାହାଯ୍ୟ ମାଗିବାକୁ ମହାଭାରତ ଯୁଦ୍ଧରେ ଆଜ୍ଞା। ତାହେଲେ ସେଇଦିନ ତ ଜାଣିଛ ଦି ଜଣ ଯାକ ମାଡ଼ ଲାଗିବ ହଁ। ଆଉ ଏଠି ଆସି ଭାବୁଛ କଣ ଭାବିଲେ ହବ? ଏଇଟା କଣ ଭାବିବା ବେଳ ନାଇଁ, ନାଇଁ। ଭାବିଲେ ଭାରି ଭୁଲ ହବ ଆଜ୍ଞା। ତମେ ଯୋଉ କ୍ଷେତ୍ରରେ ପହଞ୍ଚିଛ ଆଜ୍ଞା। ସେ କ୍ଷେତ୍ରର ଧର୍ମ ପାଳନ କର ଆଜ୍ଞା। ଯଦି କ୍ଷେତ୍ରର ଧର୍ମ ପାଳନ ନ କରିପାରିବ ହଁ। ତାହେଲେ ଭୁଲ ହେଇଯିବ ଭୁଲ। କହିଲେ କର୍ମ ମୋହରା ନିଜ ସେଦିନ ବାସୁଦେବ ଭଗବାନ କୃଷ୍ଣଙ୍କ ପାଦ ତଳେ ବସିଛନ୍ତି ଆଜ୍ଞା। ଉଦ୍ଧବ ହଁ। ହେ ବିଶ୍ୱପତି ତୁ ମୋ ଗୁରୁ ହଁ। ସଂସାରର କଲ୍ୟାଣକାରୀ ହଁ। ବିଶ୍ୱର ତୁ ଗୁରୁ ହଁ। ତୋ ଗୁରୁ କିଏ ପ୍ରଭୁ ଟିକେ ହସିଲେ କହିଲେ ଉଦ୍ଧବ ଏଡେ ଜିଜ୍ଞାସା କାହିଁକି ନା ଟିକେ ବୁଝିବି ତୋ ଗୁରୁ କିଏ ନା ମୁଁ ଗୁରୁ ବୋଲି ତୁ ଭାବୁଛୁ କିନ୍ତୁ ମୋ ଉପରେ ଆଉ ଜଣେ ଗୁରୁ ଅଛି ସେ ଗୁରୁ କିଏ କହିଲେ କର୍ମ କର୍ମ। କର୍ମଠୁ ବଡ ଗୁରୁ ଆଉ କେହି ନାହିଁ ନାଇଁ, ନାଇଁ। କାହିଁକି ଏ କଥା କହୁଛି ଗୋଟାଏ ପଦ ଛାନ୍ଦ ଆଜ୍ଞା। ବୈବିଦଗ୍ଧ ଚିନ୍ତାମଣି ହଁ। ଅଭିମନ୍ୟୁ ସାମନ୍ତ ସିଂହାର ଆଜ୍ଞା। କାମୋଦି ରାଗ ହଁ। ତ୍ରିପଟା ତାଳ ହଁ। ସାତ ମାତ୍ରା ଗୋଟିଏ ପଦ ଆଜ୍ଞା। ଯେତିକି ସମ୍ଭବ ହଉ। ଯାଉ ହଁ। ପାଡି ଭାଇନାଙ୍କୁ ତ କିଛି କହିବିନି ନାଇଁ, ମୁଁ କଣ ତଥାପି ଦରକାର? ପଦେ ନ କହିଲେ ଚଳିବନି କହିବ କାହିଁ ବ୍ରାହ୍ମଣ ଲୋକ ବର୍ଣ୍ଣନାଙ୍ଗୁରୁ ଆଜ୍ଞା। ଜାତି ଶ୍ରେଷ୍ଠ ହଁ। ବୟସରେ ସେ ସାନ ହଁ। କିନ୍ତୁ ମୁଁ ଭାଇନା ବୋଲି ନମସ୍କାର କରେ ଆଜ୍ଞା। ପୂଜାରେ ବ୍ୟତିକ୍ରମ କରିବିନି ନାଇଁ। କି ଶାଳୀନତା ଅଭାବ ହବନି ନାଇଁ। ସେମିତି ହବନି ନାଇଁ। ତଥାପି କଣ ନ ମାରିବି ମାରିବ ଆଉ ବ୍ରାହ୍ମଣ ଲୋକ ସିଏ ଗୋଟେ ପଟେ ଅର୍ଜୁନ ହଁ। ଗୋଟିଏ ପଟେ ଗୁରୁ ଦ୍ରୋଣ ହଁ। ଇଏ ବ୍ରାହ୍ମଣ ହଁ। ଗୁରୁ ଆଜ୍ଞା। ତଥାପି ଅର୍ଜୁନ କଣ ସେଦିନ ସାଉଳି ଥିଲେ ନାଇଁ, ନଗେଇଦେଲେ ହଁ। ହଁ। କାହିଁକି ଏ କଥା କହୁଛି ଆଜ୍ଞା ଯୋଉ ମୋଟର ସାଇକେଲ ଆପଣ ଦେଖିବେ ସାଇଲେନ୍ସ ପାଇପ୍ କଣା ହେଇଥିବ ଆପଣ ସେଥିରେ ଯଦି ଚୁଣ୍ଟା ଦେବେ ଆକ୍ସିଲେଟର ଜୋରରେ ମୋଡ଼ିବାକୁ ଡରିବେ କାହିଁକି ନା ଆକ୍ସିଲେଟର ଜୋର ହାଇ କରିଦେବେ ହଁ। ଚୁଣ୍ଟା ବାହାରିକି ପଳେଇବ ହଁ। ଖାଲି ଫଟ ଫଟ ସାଉଣ୍ଡ ହବ ହଁ। ସେମିତି ଭାଇନାଙ୍କର ସାଇଲେନ୍ସ ପାଇପ୍ କଣା କଣା। ଆଉ ଯଦି କଣା ହେଇନଥାନ୍ତା ହଁ। ଖାଲି ତ କାନରୁ ହାତ ବାହାରିନି ଚୁଣ୍ଟା ଦେଲେ କି ଗୀତ ହବ କିଏ ସାଇଲେନ୍ସ ପାଇପ୍ ଯାର କଣା ହଁ। ସେ କଣ କରିବ ଆଉ? ତେଣୁ ତ ରାତି ସାରା ଏହା ତ ବୋଲେ ଏହା ତ କାନରେ ଦେଲ ହଁ। ଆଉ ଗୀତ କୋଉଠାଟା ହବ ଆଜ୍ଞା। ସେଇ ଯୋଗୁ ଆକ୍ସିଲେଟର ଦାବୁନାହାନ୍ତି ଆଉ ଆଜ୍ଞା, ଆଜ୍ଞା। ଆଉ ଦାବି ଦେଲେ ରହିବ ଚୁଣ୍ଟା ଉପୁଡ଼ିକି ପଳେଇବ ହଁ। କୋଲ କିରଣୀ Yonder,
ଲାଜ ଖଡ ଖଡ କରି ଆମେ ଖାଇବା କଣ? ନାଇଁ ନାଇଁ ଆଜ୍ଞା ଡେରିରେ ଯିଏ ଭୋଜି ଖାଇ ଆସିବ ଆଜ୍ଞା ତାକୁ ମଟନ ହଁ। କି ଚିଙ୍ଗୁଡି ହଁ। ଛତୁ ହଁ। ପନିର ହଁ। କଣ ଟିକେ ଦବ ଖାଇବ ନା ତାକୁ ପଲ ଗୁଡେ 11ଟା ରାତିରେ କୁଢେଇବ ସିଏ କାହିଁ ଖାଇବ? ଖାଇବନି ଆଜ୍ଞା ତେଣୁ ଦ୍ୱିତୀୟ ଥକ ଫଳରେ ଖଡ ଖଡ କରି ସମୟ ନଷ୍ଟ ନ କରିବେନି ଜାଣି ବସି। ଯେତିକି ସମ୍ଭବ ଆଜ୍ଞା। ଆମେ ଯେତିକି ଶିଖିଛୁ ଆଜ୍ଞା ଆମେ ତ ଆଉ 5 ଷ୍ଟାର ହୋଟେଲ ନୁହଁ ହଁ। ମଟନ ଚିକେନ ବିରିୟାନୀ ଖୋଜିବେ ଆପଣ ଦେଇଦେବୁ ଫ୍ରାଏ କରି ଆଜ୍ଞା। ସେ କଥା ଆମ ପାଖରେ ନାହିଁ ନାଇଁ। ଆମେ ହାଟ କାନ୍ଥ ଝୁମ୍ପୁଡି ହୋଟେଲ ହଁ। ଭାତ ଡାଲି ହଁ। ଲେମ୍ବୁ ଶସ୍ତା ହେଲେ ଦବୁ ଆଜ୍ଞା। ନହେଲେ ଆପଣ ମାଗିବେନି କି ଆମେ ଦେଇପାରିବୁ ରେଟ୍ ହେଲେ କି ଦବା ଆଉ ସେତିକିରେ ସନ୍ତୁଷ୍ଟ ହେବେ ଆଜ୍ଞା। କାହିଁକି ଏ କଥା କହୁଛି କାହିଁକି? ନା ବାଲିଆ କବି ଅଭିମନ୍ୟୁ ସାମନ୍ତ ସିଂହାର ଯୋଡ଼ିଏ ପକ୍ଷୀକି ଆଖି ଆଗକୁ ଆଣିଲେ ଆଜ୍ଞା ଆମେ ତ ମଣିଷ ଅଛେ ଆମକୁ କାହିଁକି ଆଗକୁ ଆଣିଲେନି ପକ୍ଷୀ କାହିଁକି କହିଲେ ଆଣିଲେ? ପକ୍ଷୀ ପାଖରେ କେତେ ନୀତି ଶିକ୍ଷା ଅଛି ଆପଣ ଦେଖନ୍ତୁ ଆଜ୍ଞା। କାହିଁକି ସେ କହିଲେ କହିଲେ ଏ ଯୋଉ ଯୋଡ଼ିକ ପକ୍ଷୀ ହଁ। ଗୋଟିଏ ହଂସ ଆଜ୍ଞା। ଆଉ ଗୋଟିଏ ହଉଛି ମୟୂର ହଂସର ହୁଏତ ଜନ୍ମଦାତ ଲକ୍ଷଣ ଆଜ୍ଞା ଆପଣ ସଂସାରରେ ଯେତେ ପ୍ରାଣୀ ଅଛନ୍ତି ହଁ। କ୍ଷୀର ପାଣି ଏକାଠି କରିଦେବେ ଆଜ୍ଞା ସେମାନଙ୍କୁ ଛାଡ଼ିବେ ଆଜ୍ଞା। ସେମାନେ ଅଲଗା କରିପାରିବେନି ନାଇଁ, ନାଇଁ। କିନ୍ତୁ ହଂସ ଏମିତି ଗୋଟିଏ ପକ୍ଷୀ ହଁ। ଆପଣ କ୍ଷୀର ପାଣି ଯେତେ ଏକାଠି କଲେ ବି ଆଜ୍ଞା। ତାକୁ ଛାଡ଼ିଲେ ସିଏ କ୍ଷୀର ଖାଇବ ହଁ। ପାଣିଟାକୁ ଛାଡ଼ିଦବ ଛାଡ଼ିଦବ। ତାହେଲେ ଆପଣ ଯଦି କହିବେ ହଂସ କାହିଁକି ପାରିଲା ହଁ। ଆମେ କାହିଁକି ପାରିବୁନି ପାରିବୁନି। ଆପଣ କହିବେ ତା ଜିହ୍ବାରେ ସେମିତି ଶକ୍ତି ଅଛି ଆଜ୍ଞା। ତାହେଲେ ତା ଜିହ୍ବାରେ କାହିଁ ଶକ୍ତି ରହିଲା ଆମ ଜିହ୍ବାରେ ତ ଶକ୍ତି ରହିବା କଥା ନା ନାଇଁ ନାଇଁ ସେଇଟା ତା ହଉଛି କର୍ମଫଳ କର୍ମଫଳ। ପ୍ରାରବ୍ଧ କର୍ମଫଳ ନେଇ ଆଜ୍ଞା। ବର୍ତ୍ତମାନ ପ୍ରାଣୀ ଭାଗ୍ୟକୁ ଭୋଗ କରେ ଆଜ୍ଞା। ଏହା ଯଦି ସତ୍ୟ ହଁ। ତାହେଲେ କର୍ମଫଳ ହଉଛି ବଡ ଆଜ୍ଞା। ଏ ସୃଷ୍ଟିରେ ପ୍ରଭୁ କୃଷ୍ଣ କହିଲେ ହଁ। କହିଲେ ହେ ଉଦ୍ଧବ ହଁ। କର୍ମ ହଉଛି ଶ୍ରେଷ୍ଠ ଶ୍ରେଷ୍ଠ ଏଠି କର୍ମକୁ ଅଗ୍ରାଧିକାର ଦେଇ ଆଜ୍ଞା ବାଲିଆ କବି ଅଭିମାନ ସାମନ୍ତ ସିଂହାର କହିଲେ ହଁ ତା କର୍ମ ତା କର୍ମ ପାଇଁ ସିଏ ଅଲଗା କରୁଛି ଆଜ୍ଞା ସେତିକି ନୁହଁ ଆଉ? ଆଉ ଗୋଟାଏ ପକ୍ଷୀ ଆଜ୍ଞା। ସେ ହଉଛି ମୟୂରୀ ମୟୂର। ସବୁ ପକ୍ଷୀ ମାନେ ଆପଣ ଦେଖିବେ ଆଜ୍ଞା। ଯେ ସେମାନେ ମାଟି ଖୋଳିବେ ହଁ। ତା ଦିହରେ ଅଣ୍ଡା ଦେବେ ଆଜ୍ଞା ଏ ତ ଅଣ୍ଡା ଦେବେ ହଁ। ତାପରେ ଉଷୁମରେ ବସିବେ ଆଜ୍ଞା ଛୁଆ ସୃଷ୍ଟି କରିବେ ଆଜ୍ଞା। କିନ୍ତୁ ମା ମୟୂରୀ ଆଜ୍ଞା ସେ କଥା ସେ କରିବେ କଣ କରେ ସେ ମାଟି ଖୋଳିବ ହଁ। ଅଣ୍ଡା ଦବ ଆଜ୍ଞା। ଅଣ୍ଡା ଉପରେ ଉଷୁମରେ ନ ବସି ହଁ। ସିଏ କୁଆଡେ ପଳେଇବ ଆଜ୍ଞା ଅଳିଆ ଦେଇ ଯିବ ନିର୍ଦ୍ଦିଷ୍ଟ ଦିନରେ ଯୋଉ ଦିନ ଛୁଆ ଫୁଟିବେ ଆଜ୍ଞା। ସିଏ ଆସି ସେଠି ପହଞ୍ଚିବ ଆଜ୍ଞା। ତାହେଲେ ସବୁ ପକ୍ଷୀ ମାନେ ଅଣ୍ଡା ଉପରେ ଉଷୁମରେ ବସନ୍ତି ହଁ। କିନ୍ତୁ ଇଏ ଉଷୁମରେ ବସେନି ବସେନି କାହିଁକି ଏ କଥା କହୁଛି କାହିଁକି? ଏଇଟା ଜନ୍ମଗତ ଲକ୍ଷଣ ସେମାନଙ୍କର ଯାହା ପରମ୍ପରା ତିଆରି ହେଇଛି ଆପଣ ତାକୁ କେବେ ହେଲେ ଅଲଗା କରିପାରିବେନି ପାରିବେନି। ଯାହା ସୃଷ୍ଟିର ନିୟମ ଆଜ୍ଞା। ସେମାନେ କର୍ମଫଳ ନେଇ ସୃଷ୍ଟି ହେଇଛନ୍ତି ହଁ। ସେଇଟା ନିଶ୍ଚିତ ଘଟିବ ଆଜ୍ଞା। ଯୋଉ କଥା ଭାଇ ଗାଇଥିଲେ ଭଞ୍ଜଙ୍କର ଗୋଟାଏ ପଦ ସୁଭଦ୍ରା ପରିଣୟ ରାଗ କନ୍ନଡା ତ୍ରିପଟା ତାଳ ଆଜ୍ଞା। କହିଲେ ସତେବାର ଭୋଗ ରାଉ ରହିବ ଚିରସ୍ଥିର ହବ ବିଜୁଳି ବିଜୁଳି ଅସମ୍ଭବ ସମ୍ଭବ ହବ ନାହିଁ ନାଇଁ, ନାଇଁ। ସିଏ ଯେତେବେଳେ କହିଲେ ଅସମ୍ଭବ ସମ୍ଭବ ହବନି ଆଜ୍ଞା। ଆପଣ ଦେଖନ୍ତୁ ଭଞ୍ଜଙ୍କର ଲାବଣ୍ୟବତୀ ଆଉ ଗୋଟାଏ ପଦ ଛାମ୍ପ ଆପଣ ମାନଙ୍କୁ ଶୁଣଉଛି ସିଏ କହିଲେ ଯେ ବାସ୍ତବିକ ହଁ। ଯାହା ସେଇଆ ଆପଣ ଚାହିଁଲେ ବଦଳେଇ ପାରିବେନି କହିଲେ ଚିକୁର ସଭିମୁ କୁର ପ୍ରତିବିମ୍ବା ଆଜ୍ଞା। ଚିକୁର ସଭି ମୁକୁର ପ୍ରତିବିମ୍ବ ଆଲିଙ୍ଗନେ କିବା ଆସିବ
ମଣିଷ ହଁ। ମୁକୁର ଆଗରେ ଛିଡା ହବ ଆଜ୍ଞା। ଅତି ସୁନ୍ଦର ଚେହେରା ହଁ। ଆପଣ ପ୍ରତିବିମ୍ବିତ ହବ ଆଜ୍ଞା। ସତ ଚେଷ୍ଟା କଲେ ହଁ। ସେ ପ୍ରତିବିମ୍ବଟାକୁ କଣ ଆଲିଙ୍ଗନ କରିପାରିବେ? ପାରିବେନି। ସକାଳେ ରାସ୍ତା ଚାଲୁଛନ୍ତି ଆଜ୍ଞା। କଅଁଳିଆ ଖରା ହଁ। କଅଁଳିଆ ଖରାରେ ଲମ୍ବା ଛାଇଟା ପଡିଛି ଆଜ୍ଞା। ଆପଣ ଯେତେ ଦୌଡ଼ିବେ ହଁ। ଛାଇଟାକୁ ଧରିବାକୁ ଆଜ୍ଞା। ଆପଣ ଦୌଡ଼ିଲେ ଛାଇଟା ଦୌଡ଼ିବ ଧରି ପାରିବେନି। ତାକୁ ଧରି ପାରିବେନି ଆଜ୍ଞା। ଏଇଟା ହଉଛି ଅସମ୍ଭବ କଥା ହଁ। କାହିଁକି ଭଞ୍ଜ କହିଲେ ଯେ ମୃଗ ତୃଷ୍ଣା ଜଳ ତୃଷା କି ନାସିବ ସ୍ୱପ୍ନ କି ସତ ସତ ହୋଇବ ହୋଇବ। ମୃଗ ତୃଷ୍ଣା ଜଳ ଆଜ୍ଞା। ମରିଚିକା ରାସ୍ତାରେ ଗଲା ବେଳେ ଦେଖାଦବ ହଁ। ଜଳର ତରଙ୍ଗ ଭଳି ସୃଷ୍ଟି ହବ ସିନା ଆଜ୍ଞା। କିନ୍ତୁ ସେ ପାଣିକୁ ପିଇ ଆପଣ କେବେ ତୃଷା ମେଣ୍ଟେଇ ପାରିବେନି ପାରିବେନି। ଏଇଟା ହଉଛି ସଂସାର ଅସମ୍ଭବ କଥା ଆଜ୍ଞା। ସେ କହିଲେ ସ୍ୱପ୍ନ କି ସତ ହୋଇବ ହୋଇବ। ରାତିରେ ସ୍ୱପ୍ନ ଦେଖିବେ ଆପଣ ଆଜ୍ଞା। ମୁଁ 1,00,000-2,00,000 ପାଇଛି ହଁ। ସକାଳୁ ନେଇ କଣ ବଜାର ସଉଦା କରିବେ ପାରିବେନି ନା ଆଜ୍ଞା। ଜିନିଷ କିଣିବେ ନା ହବନି। ପାରିବେନି ନାଇଁ। କାହିଁକି ନା ସ୍ୱପ୍ନ ଧନ ହଁ। କୁଆଡେ ଉଭେଇଯିବ ଉଭେଇଯିବ। ତାହେଲେ ସ୍ୱପ୍ନ ଯିଏ ଦେଖେ ଆଜ୍ଞା। କାହିଁକି ଦେଖେ ନା ମଣିଷର ଦୃଷ୍ଟି ବଦଳି ଗଲେ ଆଜ୍ଞା। ସୃଷ୍ଟି ବଦଳିଯାଏ ବଦଳିଯାଏ। ଯୋଉଠି ଦୃଷ୍ଟି ଠିକ ଅଛି ଆଜ୍ଞା। ସେଠି ଆଜ୍ଞା ସୃଷ୍ଟି ଠିକ ଅଛି ଯଦି ଦୃଷ୍ଟି ଭୁଲ ହେଇଯିବ ଆଜ୍ଞା। ଆପଣ ସୃଷ୍ଟି ଭୁଲ ହେଇଯିବ ଭୁଲ ହବ। ଦୃଷ୍ଟି ମଣିଷର ଆଜ୍ଞା ଚାରି ପ୍ରକାର ଚାରି ପ୍ରକାର। ଗୋଟା ହଉଛି ମିଥ୍ୟା ଦୃଷ୍ଟି ଆଜ୍ଞା। ଗୋଟାଏ ସମ୍ୟକ ଦୃଷ୍ଟି ହଁ। ଗୋଟାଏ ସନ୍ଥ ଦୃଷ୍ଟି ହଁ। ଗୋଟାଏ ହଂସ ଦୃଷ୍ଟି ଆଜ୍ଞା। ମିଥ୍ୟା ଦୃଷ୍ଟି କୋଉଟା? ପରଧନକୁ ଆପଣାର କରିବା ଆଜ୍ଞା। ସମସ୍ତେ ଜଗତରେ ମରିଯାଆନ୍ତି ହଁ। ମୁଁ କୋଟିପତି ହେଇଯାଆନ୍ତି ଏଇଟା ହଉଛି ମିଥ୍ୟା ଦୃଷ୍ଟି ଆଜ୍ଞା। ଏଥିରେ ଆତ୍ମତୃପ୍ତି ନାହିଁ ନାଇଁ, ନାଇଁ। ସମ୍ୟକ ଦୃଷ୍ଟି କୋଉଟା? ସମସ୍ତେ ସମାନ ରହନ୍ତୁ ଆଜ୍ଞା। ସର୍ବେ ଭବନ୍ତୁ ସୁଖିନ ସର୍ବେ ସନ୍ତୁ ନିରାମୟ ହୟ। ତାହେଲେ ଯୋଉଠି ସମସ୍ତେ ଭଲ ରହିବେ ଜଗତ ଭଲ ରହିଲା ଆଜ୍ଞା। ତାହେଲେ ସେଇଥିପାଇଁ ସିଏ କହିଲେ ଯେ ଇଏ ହଉଛି ସମ୍ୟକ ଦୃଷ୍ଟି ଆଜ୍ଞା। ସମଭାବନା ଆଉ ଗୋଟାଏ ସନ୍ଥ ଦୃଷ୍ଟି କୋଉଟା ଆଜ୍ଞା? ତୋ ଧନ ତୋର ହଁ। ମୋ ଧନ ମୋର ମୋର। ପରଧନ ପ୍ରତି ଆସକ୍ତି ନାହିଁ ଆଜ୍ଞା। କିନ୍ତୁ ଏ ଯୋଉ ଚତୁର୍ଥ ଦୃଷ୍ଟିଟି ଆଜ୍ଞା। ହଂସ ଦୃଷ୍ଟି ହଁ। ସେଇଟା ସମସ୍ତଙ୍କ ପାଖରେ ଆସେନି ତୋ ଧନ ତୋର ନୁହଁ ହଁ। ମୋ ଧନ ମୋର ନୁହଁ ହଁ। ସବୁ ହଉଛି ଈଶ୍ୱରଙ୍କର ପ୍ରଭୁଙ୍କର। ଏ ଭାବନା ଆସିବା ଭାରି କଷ୍ଟ କଷ୍ଟ। ଯୋଉଟା ଗୋପୀ ଭାବ ଆଜ୍ଞା। ହେ ବାସୁଦେବ ହେ କେଶବ ଦେହ ମନ ପ୍ରାଣ ହୃଦୟ ସବୁ ତମର ଆମର ବୋଲି କିଛି ନାହିଁ ନାଇଁ। ଅନ୍ୟକୁ ଯିଏ ସମର୍ପି ଦେଇଛି ଆଜ୍ଞା। ଏଇଟା ହଉଛି ହଂସ ଦୃଷ୍ଟି ଏଇଟା ସାଧାରଣରେ ଆସେନି ଆସେନି, ତାହେଲେ ଆସେନି। ମଣିଷର ଦୃଷ୍ଟି ଭୁଲ ହେଇଗଲେ ଆଜ୍ଞା। ତା ତିଆରିଟା ଭୁଲ ହେଇଯିବ ଭୁଲ ହବ। ଯଦି ସନ୍ଧ୍ୟା ବେଳେ ଶୋଇବା ପୂର୍ବରୁ ଆଜ୍ଞା। ଟଙ୍କା ହେଇ ଶୋଇଛି ହଁ। ରାତିରେ ସ୍ୱପ୍ନ ଦେଖିବ ଟଙ୍କା ପାଇଛି ଆଜ୍ଞା। ସେ ଟଙ୍କାରେ ଲାଭ କିଛି ନାହିଁ ନାଇଁ, ନାଇଁ। ଭଞ୍ଜ କହିଲେ ହଁ। ଏଗୁଡାକ ପରିବର୍ତ୍ତନ ହେଇନି କି ହବନି ହବନି। ଭଞ୍ଜ ସିନା କହିଲେ ପରିବର୍ତ୍ତନ ହେଇନି ହଁ। ଆକୁ ସମର୍ଥନ ଜଣେଇଲେ ଆପଣ ମାନଙ୍କର ଦୀନକୃଷ୍ଣ ଦାସ ବହି ହେଲା ରସକଲଳ ରାଗ ହେଲା ଚୋଖି କହିଲେ କର୍ପୂର ଚନ୍ଦନ ଦେଇ কর্পূর চন্দন দেই রসুণ রোপিলে নেই সহজে কি ছাড় কুচ্ছিত বাসনা আপনার দীনকৃষ্ণ কইলে আজ্ঞা। কর্পূর চন্দন ভিতরে হ্যাঁ। আপনার রসুণ লগাইলে লাভ কিছু না কালিদাস সেই কথা কইলে কর্পূর গুন্ডি রচিতাল বাড়াই কস্তুরিকা পঙ্ক বিলেপনানি পনির নির মপিসিঞ্চ মানি সৌক্যম গুণানাং মুঞ্চନ୍ତି কি পলাଣ୍ଡୁ। পলাଣ୍ଡୁ କହିଲେ ଆଜ୍ଞା ରସୁଣ ଆଜ୍ଞା। ଆପଣ କର୍ପୂର ଗୁଣ୍ଡ ଭିତରେ ରସୁଣ ପୋତିବେ ବେଶ। ତା ଚାରି ପାଖରେ କସ୍ତୁରୀ ପଙ୍କ ମନ୍ଦା କରିଦେବେ ମଳା କରିଦେବେ ଆଜ୍ଞା। ମଝିରେ ରସୁଣ ଲଗେଇ ହଁ। ସବୁଦିନ ପଇଡ଼ ପାଣି ଦେବେ ଆଜ୍ଞା। ପଇଡ଼ ଯେତେବେଳେ ଏତ ରସୁଣ ପରିପକ୍ୱ ଅବସ୍ଥା ହବ ହଁ। ଆପଣ ରସୁଣଟାକୁ ଉପାଡ଼ି ଆଜ୍ଞା। ଭାଙ୍ଗି ଦେଇ ହଁ। ନାକ ପାଖରେ ଦେଲେ ଆଜ୍ଞା। ସେ ପଇଡ଼ ବାସନା ହବ ନାଇଁ। ନା କସ୍ତୁରୀ ବାସନା ହବ ହବନି। ନା କର୍ପୂର ବାସନା ହବ ଆଜ୍ଞା ହବନି। ସୌକ୍ୟଂ ଗୁଣାନା ମୁଚନ୍ତି କି ପଲାଣ୍ଡୁ। ରସୁଣ ତାର ନୈତିକତା ନଷ୍ଟ କରିବନି ନାଇଁ। କି ତା ସହଜାତ ପ୍ରବୃତ୍ତି ତା କୁଚ୍ଛିତ ଗନ୍ଧ ସିଏ ଛାଡ଼ିବ ସେଇ ଗନ୍ଧ ହବ। ତାହେଲେ ଯିଏ ଯାହା ଆଜ୍ଞା। ସିଏ ସେଇଆ ସେଇଆ। ଚାହିଁଲେ କଣ ଆପଣ ପରିବର୍ତ୍ତନ କରି ପାରିବେ ପାରିବେନି। ଜମା ପାରିବେନି ନାଇଁ। କାହିଁକି ଆପଣ ବାଡିରେ ଗୋଟିଏ ନଡ଼ିଆ ଗଛ ଲଗେଇବେ ଆଜ୍ଞା। ନଡ଼ିଆ ଗଛଟି ଲଗେଇ ହଁ। ସବୁଦିନ ଅଇଁଠା ପାଣି ଦେବେ ଆଜ୍ଞା। ହାତ ଧୁଆ ପାଣି ଦେବେ ହଁ। ଆପଣଙ୍କର ବାସନା ମଜ ପାଣି ଦେବେ ବେଶ। ଯେତେ ପଚା ସଢା ପାଣି
ଆପଣ ନଡ଼ିଆ ଗଛ ମୂଳେ ଦିଅନ୍ତୁ। ଆଜ୍ଞା। ଗଛଟା ଯେତେବେଳେ ବଡ଼ ହବ ହଁ। ତା ଦେହରେ ଫଳ ଫଳିବ ହଁ। ସେ କ'ଣ ବିଚାର କରିବ ମୋ ମାଲିକ ମୋତେ ହାତ ଧୁଆ ପାଣି ଦେଇଛି, ଅଇଁଠା ପାଣି ଦେଇଛି, ପୋଚା ପାଣି ଦେଇଛି, ମୁଁ ତାକୁ ପୋଚା ପଇଡ଼ ପାଣି ଦେବି? ନାଇଁ ଆଜ୍ଞା ଏ ସେ ଭାବନା- ସେଇଟା ଭାବନା ରଖେନି। ନାଇଁ। ସେ ବିଚାର କରେ ମୋ ଜୀବନ ତ ରଖିଛି, ହଁ। ତେଣୁ ସିଏ ସୁମିଷ୍ଟ ଅମୃତ ଭଳି ପଇଡ଼ ଜଳ ଆପଣଙ୍କୁ ଦିଏ। ଆଜ୍ଞା। ଖାଇଲା ଖରାପ, ହଁ। ଦେଲା ପଇଡ଼ ସୁନ୍ଦର ଅମୃତ ଜଳ, ଆଜ୍ଞା। ଆପଣ ଦେଲେ ଖରାପ, ହଁ। ପାଇଲେ ଭଲ। ଭଲ। କିନ୍ତୁ ହଁ। ଆପଣ ବାଡିରେ ବିଛୁଆତି ଲଗେଇବେ, ଆଜ୍ଞା। ବିଛୁଆତି ଲଗେଇ ହଁ। ତା ଦିହରେ ପଇଡ଼ ପାଣି ସିଞ୍ଚିବେ, ଆଜ୍ଞା। ସବୁଦିନ ଆକୁଆ ଗାର୍ଡ ପାଣି ତା ମୂଳରେ ଦେବେ। ଦେବେ। ଆଚ୍ଛା, ଯେତେବେଳେ ବିଛୁଆତି ବଡ଼ ହବ ହଁ। ତା ଦିହରେ ଫଳ ଧରିବ, ଆଜ୍ଞା। ଆପଣ ବିଛୁଆତି ଫଳ ଦିହରେ ମାରିବେ, ଆଜ୍ଞା। ସେ କ'ଣ ଗଲ ଗଲ ନ ହବ? ଏ ହବ କିରେ, ସେ। ଖାଇଲା ତ ଭଲ, ହଁ। ଦେଲା କ'ଣ ଖରାପ? ସେ ଖାଇଛି ଖରାପ, ଆଜ୍ଞା। ଦେଇଛି ଭଲ। ଭଲ। ସାପକୁ ଆପଣ ସବୁଦିନ କ୍ଷୀର ଦେବେ, ଆଜ୍ଞା। ସେ ଛେନା ଦବ ନା ରାବିଡି ଦବ ନା ଦହି ଦବ ନା ଘିଅ ଦବ? ନାଇଁ, ସେ ହଳାହଳ। ଦବ ହଳାହଳ ବିଷ। ଆଜ୍ଞା। କିନ୍ତୁ ଆପଣ ଗାଈକି ହଁ। ଶୁଖିଲା ଛଣ ଦିଅନ୍ତୁ, ହଁ। ଆମ୍ବିଳି ତୋରାଣି ଦିଅନ୍ତୁ, ଆଜ୍ଞା। ଅଇଁଠା ପାଣି ଦିଅନ୍ତୁ, ହଁ। କିନ୍ତୁ ଦବ ଅମୃତ ଭଳି ମିଠା କ୍ଷୀର। ବାଃ। କାହିଁକି ନା ସେଇଟା ତାର ଧର୍ମ। ହଁ। ଯାହା କରିବା କଥା, ଯାହା ପ୍ରକୃତି ସେଇଟା ତାର। ଆଜ୍ଞା। କିଏ ବ୍ରାହ୍ମଣ ହଁ। ଯଦି ଉତ୍ତିଷ୍ଠ ଛାଡ଼ି ଯାଆନ୍ତି, ଆଜ୍ଞା। କ୍ଷତ୍ରିୟ ମାନେ ଖାଆନ୍ତି, ଆଜ୍ଞା, ଆଜ୍ଞା। ସେ ବର୍ଣ୍ଣରେ ଶ୍ରେଷ୍ଠ ହଁ। ଦେବତା। ହଁ। କିନ୍ତୁ କ୍ଷତ୍ରିୟ ଅଇଁଠା ତ ବ୍ରାହ୍ମଣ ଖାଇବା କଥା ନୁହଁ। ନାଇଁ, ନାଇଁ। ତମେ ତ 9ଟାରେ ମଞ୍ଚ ଛାଡ଼ିବା କଥା। ହଁ। ସିନା ଆମେ 10 ମିନିଟ୍ ତମ ଖାଦ୍ୟରୁ ଗଡ଼େଇ ଦେଲେ ଚଳିବ, ହଁ। ତେମେ କାହିଁକି ଆମର ଖାଇଦେଲ? ନା ହଁ। ଆମେ ସିନା ତମଠୁ ନେଲେ ଚଳିବ, ହଁ। ତେମେ କ'ଣ ଆମଠୁ ନଉଛ? ଭଲ ବାତ ଆଉ ଧର୍ମ କହୁଛ। କୋଉଠି ରହିବ? ହଁ। ପରିବର୍ତ୍ତନ ହବନି। ନାଇଁ। ରସୁଣ ପରିବର୍ତ୍ତନ ହଉନି, ତମେ ବ୍ରାହ୍ମଣ କାହିଁକି ପରିବର୍ତ୍ତନ ହେବ? ଦେଖରେ। ନାଇଁ, ଅନ୍ୟ ବ୍ରାହ୍ମଣ ଆଜ୍ଞା ଯିଏ ଥେବେ କେହି ଭାବିବେନି। ନାଇଁ ନାଇଁ ନା ମୁଁ ଅନ୍ୟ କାହାକୁ କହୁନି, ନାଇଁ। ଖାଲି ପାଢି ଭାଇକି କହୁନି। ହଁ, କହୁନ। କାହିଁକି ଏ କଥା କହୁଛି ନା ସୃଷ୍ଟିରେ ଆପଣ ଯେତେ କଥା କରିବେ, ଆଜ୍ଞା। ବୋଲେ ପରିବର୍ତ୍ତନ ହେଇନି କି ଆପଣ ପରିବର୍ତ୍ତନ କରିପାରିବେ ପାରିବେନି। ଯିଏ ଯାହା ହଁ। ସିଏ ସେଇଆ। ସେଇଆ। ତାହେଲେ କର୍ମ ପାଇଁ ପ୍ରାଣୀ ଆମେ ହୁଏତ ଅତୀତ କଥାକୁ ଆଜ୍ଞା। ବର୍ତ୍ତମାନ ଭାଗ୍ୟକୁ ଭୋଗ କରୁ। ଆଜ୍ଞା। ଯଦି ଆପଣ କହିବେ ଯେ କାଲି ଭାଇ କହିଲେ ଯେ ସେଦିନ ଦ୍ରୌପଦୀ ଉଲଗ୍ନ ହଉଥିଲେ, ଆଜ୍ଞା। ଦ୍ରୌପଦୀଙ୍କ ପ୍ରତି ହଁ। କାମ ବିକାର ଆଙ୍କର ଥିଲା, ଆଜ୍ଞା। ତେଣୁ ଭୀଷ୍ମ ହଁ। ମୁହଁ ପୋତି ଦେଲେ। ଆଜ୍ଞା। ବାଃ, ହଁ। ତମେ ଯଦି ଏମିତି ବୁଦ୍ଧି ବତେଇବ ତ ସଂସାର ରହିଲା ଆଉ କାଇଁ କ'ଣ? କହୁଛ? ଏମିତି ବତେଇ ବତେଇ ଆମକୁ ମାରିଦେଲ। କଣ ମାରିଲେ? କି ଆମ ଶ୍ରାଦ୍ଧକୁ ଗୋଟା ଅରୁଆ ଚାଉଳ ଆମ ବାପା ଖାଇବେ, ହଁ। ତମ ଶ୍ରାଦ୍ଧ ଦିନ ଯାଉ ତେମେ କରିବ। ହଁ? ଆଉ ଆମେ ତ ତମରି କଥା କରି କରି ମଲୁ। କାହିଁକି ଆମେ ଗୋଟେ ତେମେ ନଡ଼ିଆ ଗଛ ଲଗେଇଲେ କିଛି ହବନି, ହଁ। ଆମେ ଲଗେଇଲେ ମରିଯିବୁ। ହଁ। ସେ ଯୋଉ ଗାତ ଖୋଳିବୁ ଆମେ, ହଁ। ଖତ ଦମୁ ଆମେ, ହଁ। ନୂଆ ଗାମୁଛା ନଡ଼ିଆ ଆଣିବୁ, ହଁ। ଆମେ ଥୋଇବୁ, ତମେ ଖାଲି ହାତ ମାରି ଦେଇ ଗାମୁଛା ନଡ଼ିଆ ନେଇକି ଯିବ। ଯେମିତି ଆମକୁ ବତଉଛ ଆଉ। ଆଜ୍ଞା। କାହିଁକି ଏ କଥା କହୁଛି? ଆଜ୍ଞା। ପିତାମହ ଭୀଷ୍ମ ହଁ। ଆର୍ଯ୍ୟାବର୍ତ୍ତର ଜଣେ ବରେଣ୍ୟ ପ୍ରତିଭା। Yes। ଯଦି ଆପଣ କହିବେ ହଁ। ଯେ ଭୀଷ୍ମ ଦ୍ରୌପଦୀଙ୍କର ଯୌନ ପିପାସା ପାଇଁ ହଁ। ସେଦିନ ମୁହଁ ପୋତି ଦେଲେ, ଆଜ୍ଞା। ଯୌବନକୁ ଆଖି ପଡ଼ିଗଲା, ହଁ। କାମ ବିକାର ସୃଷ୍ଟି ହେଲା, ଆଜ୍ଞା। ସେ ମୁହଁ ପୋତି ଦେଲେ। ଆଜ୍ଞା। ନାଇଁ ଆଜ୍ଞା, ହଁ। ବୋଲେ କାଳେ ଦିଶିଲାତେ ମୟ ପଘନ ରମ୍ବ କପିଳ ଜଟା ଛଟା ହୁତା ସମସ୍ତେ ତ ଛଟା ହୁତା। କାଶୀ ରାଜା କରିଛନ୍ତି ସ୍ୱୟଂବର ସଭା। ଆଜ୍ଞା। ଅମ୍ବା ଅମ୍ବିକା ଅମ୍ବାଳିକା Yes। 3ଟା ଝିଅକୁ ଆଜ୍ଞା। ଜବରଦସ୍ତ ସେଦିନ ଉଠେଇ ଆଣିଥିଲେ। ଆଜ୍ଞା। ଅମ୍ବିକା ଅମ୍ବାଳିକା ବାହା ହେଲେ ଚିତ୍ରବୀର୍ଯ୍ୟ ବିଚିତ୍ରବୀର୍ଯ୍ୟ, ଆଜ୍ଞା। କିନ୍ତୁ ଅମ୍ବା କନ୍ୟା ଶତ ଚେଷ୍ଟା କଲେ ମଧ୍ୟ ହଁ। ଆପଣେଇ ପାରିଲାନି ନାଇଁ, ପିତାମହ ଭୀଷ୍ମଙ୍କୁ। ଆଜ୍ଞା। ଯେତେ ଚେଷ୍ଟା କଲେ ବି ଜବର ଉଦ୍ଧତା ଆମେ ଦେଖେଇ ସିନା 3ଟା ଝିଅକୁ ଆଣିଲେ, ଆଜ୍ଞା। କିନ୍ତୁ ସେଦିନ ଯେତେ ଆପତ୍ତି କରିଛି ଆପଣ ମତେ ଗ୍ରହଣ କରନ୍ତୁ, କହିଲେ ହବନି। ହବନି, ଗ୍ରହଣ କାହିଁକି ନା ଆର୍ଯ୍ୟାବର୍ତ୍ତରେ ଜଣେ ପୁଅ ନିଜ ପାଇଁ ଯିଏ ବଞ୍ଚିଛି, ଆଜ୍ଞା। ପର ନାଁ ନେଇ ସେ ବଞ୍ଚିନି। ନା। ପିତାମହ ଭୀଷ୍ମ ହଁ। ନିଜ ନାଁରେ ବଞ୍ଚିଛନ୍ତି, ଆଜ୍ଞା। ପର ପାଇଁ ବଞ୍ଚିଛନ୍ତି। ନା। କାହିଁକି ଏ କଥା କହୁଛି? କାହିଁକି? ନା ଆମକୁ ଯଦି କିଏ ପଚାରିବ ଆପଣ କୋଉଠି ଘର, କିଏ ସେ ଆପଣ, ନା ମୁଁ ଜଣେ ଗାୟକ, ଆଜ୍ଞା। ଆମ ଘର ହଁ। ସାଲୁଣି, ହଁ। ଆମ ଗାଁରେ ଗୋବର୍ଦ୍ଧନ ବେହେରା ଗାୟକ ସମ୍ରାଟ, ଆଜ୍ଞା। ତାଙ୍କରି ଗାଁ। କିଏ ଗୋବର୍ଦ୍ଧନ ବେହେରାଙ୍କ ନାଁ ଯୋଡ଼ିବା କାରଣ କ'ଣ? ନା ନିଜର କ୍ୱାଲିଟି କିଛି ନାହିଁ, ନାଇଁ, ନାଇଁ। ତାଙ୍କ ନାଁଟା ଯୋଡ଼ିଲେ ଆମେ ଚିହ୍ନା ହବୁ। ଆଜ୍ଞା। ଏଇଟା ହଉଛି କଥା। ଆଉ ହଁ। କିଏ ତମେ, ନା ମୁଁ ଅମକ, ହଁ। ଆମ ଘର ନରସିଂହପୁର, ହଁ। ସେଇ ଯୋଉ ସାରେ ହଁ, ହଁ। ତାଙ୍କରି ପୁଅ ମୁଁ। କାହିଁକି? ଆର ନିଜତ୍ୱ ନାହିଁ। ନାଇଁ। ସାରଙ୍କ ନାଁ ଯୋଡ଼ିଦେଲେ ହଁ। ୟାକୁ ଲୋକ ଚିହ୍ନିବେ। ହଁ। ସୂର୍ଯ୍ୟଙ୍କର 1000 କିରଣ, ଆଜ୍ଞା। ପୁଅ ତାଙ୍କର ଶନି, ହଁ। ଟର୍ଚ୍ଚଟାକର ଲାଇଟ୍ ନାହିଁ। ଏରେ କିରେ ବୋପାର ତ 1000 କିରଣ, ହଁ। ତୁ କଣ କରୁଛୁ ଜୁଳଜୁଳିଆ ପକକୁ ବି ହିନା? ହଁ। ତାହେଲେ ନିଜତ୍ୱକୁ ନେଇ ଯଦି କିଏ ସଂସାରେ ବଞ୍ଚେ ସିଏ ହଉଛନ୍ତି ଭୀଷ୍ମ। ଆଜ୍ଞା। ସେଇଥିପାଇଁ କହନ୍ତି
ଗାଁ ଗହଳି କଥା ପଦେ କହନ୍ତି କି ପୁଅ ତୁ ଜନ୍ମ ହେଇଥିଲୁ ରେ କୁଳ ବାଳୁଙ୍ଗା ହଁ। ବୋପା ନାଁ ବୁଡେଇ ଦେଲୁ। ବୁଡେଇ ଦେଲୁ। ବାସ୍ତବିକ ଆଜ୍ଞା ଯୋଉ ପୁଅ ବୋପା ନାଁ ନ ବୁଡେଇଛି ସିଏ ପୁଅ ନୁହଁ। ଆପଣ ଯେତେ ସଂସାରରେ ପୁଅ ଅଛନ୍ତି ହଁ। ଆଗେ ବୋପା ନାଁକୁ ବୁଡେଇ ଦିଅନ୍ତୁ ତାପରେ ଭଲ ପୁଅ ହେବେ। କାହିଁକି ଏ କଥା କହୁଛି ଆପଣ ସତ୍ୟ ଯୁଗରେ ଦେଖନ୍ତୁ ଆଜ୍ଞା। ହିରଣ୍ୟକଶିପୁ ରାକ୍ଷସ ରାଜା ଆଜ୍ଞା। ପୁଅ ଜନ୍ମ ହେଲା ପ୍ରହ୍ଲାଦ ହଁ। ପ୍ରହ୍ଲାଦ ହେଲା ସ୍ୱର୍ଗରେ ଇନ୍ଦ୍ର ଆଜ୍ଞା। ଦେବତା ମାନଙ୍କ ରାଜା ରାଜା ହେଲା। ବାପା ନାଁଟାକୁ ଲିଭେଇ ଦେଲା ହଁ। ନିଜ ନାଁକୁ ପ୍ରତିଷ୍ଠା କଲା। ଆଜ୍ଞା। ବାପା ଅସୁର ରାଜା ହଁ। ପୁଅ ହଉଛି ଦେବତା ମାନଙ୍କ ରାଜା। ରାଜା। ତ୍ରେତା ଯୁଗରେ ଆଜ୍ଞା। ନନ୍ଦ ହଉଛନ୍ତି ଅଯୋଧ୍ୟାର ରାଜା ହଉଛନ୍ତି ଦଶରଥ ହଁ। ତାଙ୍କ ପୁଅ ହେଲେ ରାମ। ଆଜ୍ଞା। ଦଶରଥ ରାଜ୍ୟ ହେଇନି ନା। ରାମ ରାଜ୍ୟ ସୃଷ୍ଟି ହେଲା। ଆଜ୍ଞା। ଦଶରଥ ନାଁ ବୁଡିଲା ଆଜ୍ଞା। ରାମ ରାଜ୍ୟ ପ୍ରତିଷ୍ଠା ହେଲା। ହେଲା। ଗୌଡ଼ କୁଳରେ ରାଜା ନନ୍ଦ ଆଜ୍ଞା। ତାଙ୍କଠୁ ଜନ୍ମ ହେଲେ ଭଗବାନ କୃଷ୍ଣ। ଆଜ୍ଞା। ବାପାଙ୍କ ନାଁ ଯେତିକି ପ୍ରତିଷ୍ଠା ଥିଲା ହଁ। ଭଗବାନ ବାସୁଦେବ ଆହୁରି ଉଚ୍ଚକୁ ଗଲେ। ଏଠି ବାପା ନାଁ ବୁଡିଲା ପୁଅ ନାଁ ପ୍ରତିଷ୍ଠା ହେଲା। ଆଜ୍ଞା। ଆମେ ଗାନ୍ଧୀଙ୍କୁ ପୂଜା କରୁ ହଁ। ଗୋପବନ୍ଧୁଙ୍କୁ ପୂଜା କରୁ ବେଶ। ଭଞ୍ଜଙ୍କୁ ପୂଜା କରୁ ଆଜ୍ଞା। ରାଧାନାଥଙ୍କୁ ପୂଜା କରୁ ହଁ। ମଧୁବାବୁଙ୍କୁ ପୂଜା କରୁ ଆଜ୍ଞା। କିନ୍ତୁ ଆମେ କଣ ଗାନ୍ଧୀଙ୍କ ବାପାକୁ ପୂଜା କରୁ ନା। ଚୈତନ୍ୟଙ୍କ ବାପାକୁ ପୂଜା କରୁ ନା। ଭଞ୍ଜଙ୍କ ବାପାକୁ ପୂଜା କରୁ ନା। କାହିଁକି ଏ କଥା ମୁଁ କହୁଛି ନା ମାନେ ନିଜ ନାଁ ନେଇ ବଞ୍ଚିଥିଲେ ବେଶ। ଏମାନେ ସବୁ ବାପା ନାଁ ବୁଡେଇଲେ ହଁ। ନିଜ ନାଁକୁ ପ୍ରତିଷ୍ଠା କଲେ। ଆଜ୍ଞା। କିନ୍ତୁ ଆମେ ପୁଅ ବାପା ନାଁ ବୁଡେଇ ପାରିଲେନି କି ନିଜ ନାଁ ପ୍ରତିଷ୍ଠା କରି କରିପାରିଲେନି ପାରିଲେନି। ଆଉ। ବାପାର ବାଟିଏ ବିଲ ଥିଲା ହଁ। ବିକିକି ମଦ ଖାଇକି ଆଉ 3 ମାଣେ ଅଛି। ଗଲା। ଆମେ ସେଇ ହଁ। ଯୋଉ ପୁଅ ସଂସାରେ ବାପାର 18 ମାଣେ ବିଲକୁ ଆଜ୍ଞା। ବାଟିଏ କରିବ ହଁ। ତାକେ କହିବ ପୁଅ। ପୁଅ ନା ଆଉ। ବାପା ହୋମ ଗାର୍ଡ ହଁ। ପୁଅ ଯଦି ଆଇଜି ଡିଆଇଜି ହବ ସେ କିଏରେ ଆଇଜି ନା ଅମୁକେ ହୋମ ଗାର୍ଡ ପୁଅ ପୁଅ। ନା ଧନ୍ୟ ତୋ ବାପା ମା। ବାସ୍। ଆଉ ଆଇଜିଙ୍କ ପୁଅ ହେଇଥବ ବିଦେଶୀ କନ୍ୟା ଧରି ଲଜରେ ଧରା ପଡିବ କା ପୁଅରେ ନା ଡିଆଇଜିଙ୍କ ମା ନା ଧିକ ତୋ ବାପା ମା। ଛି, ଛି। ତାହେଲେ କାହିଁକି ଏ କଥା କହୁଛି ନା ନିଜ ନାଁ ନେଇ ଯିଏ ସଂସାରେ ବଞ୍ଚେ ଆଜ୍ଞା। ସମାଜରେ ସେଇ ହଉଛି ଆଉ ଯିଏ ଯୌବନ ବେଳରେ ବେଶ। ଯୌବନର ଉଦ୍ଧତାମିକୁ ହଜେଇ ଦେଇ ହଁ। ଭୀଷ୍ମ ଭରି ବ୍ରତ କଲେ। ଆଜ୍ଞା। କାହିଁକି ଦେବବ୍ରତରୁ ଭୀଷ୍ମ ହେଲେ କାହିଁକି? ନା କେବଳ ବାପାଙ୍କ ମନ କଥା ବୁଝିବା ପାଇଁ ଆଜ୍ଞା। ସେଦିନ ନିଜକୁ ଜଳାଞ୍ଜଳି ଦେଇଦେଲେ ହଁ। ନିଜର ସୁଖ ସ୍ୱାଚ୍ଛନ୍ଦ୍ୟକୁ ଛାଡ଼ିଦେଲେ। ଆଜ୍ଞା। ସଂସାରୀ ସେ ହଉଛନ୍ତି ଭୀଷ୍ମ ହଁ। ଯିଏ ଯୁବକ ଅବସ୍ଥାରେ ପର ଝିଅକୁ ଚାହିଁନି ଆଜ୍ଞା। ସେ ବୁଢା ବୟସରେ ହଁ। ସେ କଣ ଦ୍ରୌପଦୀଙ୍କ ଯୌବନ ଦେଖି ପୁଣି କୁଳବଧୂ ଆର୍ଯ୍ୟାବର୍ତ୍ତର ଗୋଟେ ଶ୍ରେଷ୍ଠ ନାରୀ ଆଜ୍ଞା। ତା ପ୍ରତି ଲାଳାୟିତ ହେଲେ ଏ ନାଇଁ, ଇଏ ନାଇଁ। କୋଉ ନ୍ୟାୟ ଏ ମିଛ ତମେ କଥା। କହୁଛ ହଁ। କିଛି କଥା ନାହିଁ ନାଇଁ। ତମକୁ ମଣ୍ଡନ କରିବା କଥା ଖଣ୍ଡନ କରିବା କଥା ନୁହଁ ହଁ, ହଁ। ବର୍ଣ୍ଣନାଙ୍ଗୁରୁ ଆଜ୍ଞା। କିନ୍ତୁ ଶାଳୀନତା ନଷ୍ଟ ହବ ବାସ୍। ସଂସାର ବଞ୍ଚିବନି ହଁ। କି ସଂସ୍କୃତି ବଞ୍ଚିବନି ଆଜ୍ଞା। ଆଜିର ପରିବେଶ ପରିସ୍ଥିତି ଯଦି ପରିବର୍ତ୍ତନଶୀଳ ହେଇଯାଇଛି ଆଜ୍ଞା। ତାହେଲେ ଆମେ ଯଦି ଅତୀତକୁ ମନେ ପକେଇଥାନ୍ତେ ତାହେଲେ ଭୁଲ ଆମର ହେଇନଥାନ୍ତା। ଆଜ୍ଞା। ଏମିତି ଯଦି ଦେଖିବା ହଁ। ତାହେଲେ ସେଦିନ କାହିଁକି ଇଏ ନୀରବ ରହିଲେ ନୀରବ ରହିବାର କାରଣ ନିଜର ଅନ୍ନ ପାଣି ଆଜ୍ଞା। ଭୀଷ୍ମ ସରଶଯ୍ୟାରେ ଶୋଇଛନ୍ତି ସୌ ଭୀଷ୍ମ ହଁ। ସେଦିନ ଦ୍ରୌପଦୀ ଆଜ୍ଞା। କୁଳବଧୂ ହଁ। ଆର୍ତ ଚିତ୍କାର କରି ହଁ। ପୁରୁଷ ଭାତଳେ ଡାକିଥିଲେ ଆଜ୍ଞା। କହିଲେ ଆହେ ଇଏ ପିତୃବ୍ୟ ଜିତେନ୍ଦ୍ରିୟ ପୁରୁଷ ଭାରତ ବର୍ଷର ଅନନ୍ୟ ପ୍ରତିଭା ମହାଭାରତର ମହାନାୟକ ତୁମେ ପଦେ କଥା ଯଦି କହିଦବ ଦୁଃସା ଛାଡ଼ିଦବ ନିରୁପାୟ କାହିଁକି ମୁହଁ ପୋତି ଦେଲେ ସେଦିନର ଅନ୍ନ ପାଣି ଆଜ୍ଞା। ତାଙ୍କ ପାଇଁ ଥିଲା କଷ୍ଟ ବାସ୍। ଯେମିତି ଖାଦ୍ୟ ଖାଇବେ ହଁ। ସେମିତି ପରିବେଶରେ ମଣିଷ ଗଢା ହବ ଆଜ୍ଞା। କାନ୍ଥ ବାଡ଼ ଲେଖା ହେଲା ଗାଁକୁ କାମ ମାକୁ ସମାନ ହଁ। ଆଜି ସମାଜରେ ନାରୀ କି ସମାନ ମିଳୁନି ନାଇଁ। ଗାଁରେ କାମ ହଉଛି ହଉଛି। ରାଜରାସ୍ତା ତିଆରି ହେଲା ଆଜ୍ଞା। ସବୁ ଠିକ ହେଲା ହଁ। କିନ୍ତୁ ନାରୀ ଯୋଉ ଦିନ ସୁନାଖେଳା ବଜାରରୁ ରଣପୁରରେ ଆସି ଆଜ୍ଞା। 12ଟା ରାତିରେ ଏକୁଟିଆ ପହଞ୍ଚିବ ହଁ। ଆମେ ଜାଣିବା ନାରୀ କି ସମ୍ମାନ ମିଳୁଛି ମିଳୁଛି ସେଇଦିନ ଆଉ। 8ଟା ହେଲେ ଝିଅ କୁଆଡେ ଯିବ ପୋଲିସ ପତା ପାଇବନି ନା ପାଉନି ତ ଆଉ। ଆଉ ନାରୀ କି ସମ୍ମାନ ଆମେ ଦେଇ ଶିଖୁ ଏ ନା, ନା। ଯଦି ଆମେ ଦେଇ ଶିଖିଥାନ୍ତେ ଆଜ୍ଞା। ତାହେଲେ କୁସଂସ୍କାର
ସମାଜରେ ବଢି ଚାଲି ନଥାନ୍ତା। ଆଜ୍ଞା। ତାହେଲେ ନାରୀ କି ଯୋଉ ସମାଜ ସଂସ୍କୃତ ସମ୍ମାନ ଦେଇ ଶିଖିନି ହଁ। ସେ ସମାଜର ଅଗ୍ରଗତି ନାହିଁ। ନାଇଁ। ସେଦିନ ଆମେ ନିନ୍ଦା କରୁଥିଲେ ରାବଣକୁ। ଆଜ୍ଞା। ରାବଣ ଗୋଟେ ଦୁଶ୍ଚରିତ୍ର ମଣିଷ, ଆଜ୍ଞା। ଅସାମାଜିକ ମଣିଷ, ହଁ। ଜାତି ଶ୍ରେଷ୍ଠ ବ୍ରାହ୍ମଣ ହେଲେ ମଧ୍ୟ ହଁ। ସୀତା ଚୋରି କରି ନେଲା। ଆଜ୍ଞା। ହେଲେ ମଧ୍ୟ ହଁ। ଅଶୋକ ବନରେ ରଖିଛି ରାବଣ। କାହିଁକି ନା ସିଏ ସଂସ୍କାରୀ ବିଚାର କଲା ଆର୍ଯ୍ୟାବର୍ତ୍ତର ଗୋଟେ କୁଳବଧୂ ବାସ୍। ତାକୁ ଏଠି ରଖିବି ରାକ୍ଷସ ଭିତରେ କାହିଁକି? ନାଇଁ, ନାଇଁ। ଅଶୋକ ବନ ଭିତରେ ହଁ। ନିଜ ଝିଆରୀ ହଁ। ତ୍ରିଜଟାକୁ ରଖେଇଲା, ଆଜ୍ଞା, ଜଗେଇଲା। ହୁଁ। 14 ମାସ ପରେ ବେଶ ରାବଣ ସୀତାକୁ ଆଜ୍ଞା। ନିଖୁଣ ଅବସ୍ଥାରେ ଫେରେଇଛି। ଫେରେଇଲା। ଭୁଲ ହେଇନି। ନା। କିନ୍ତୁ ଆଜିର ରାବଣ କଣ? ଯଦି ସୀତା ଚୋରି କରି ନେବେ ଆଜ୍ଞା। 14 ମାସ ନୁହଁ ଆଉ? 12 ମାସ ପରେ ହଁ। ଲବ ହଉ କୁଶ ହଉ ସାଙ୍ଗରେ ଦେଇକି ଛାଡିବେ। ଏ ଖାଲି ଆସିବନି ଖାଲି ସାଧା ସୀତା ଫେରିବେନି। ନାଇଁ, ନାଇଁ। ତାହେଲେ ସେଦିନର ରାବଣ ଭୁଲ ନା ଆଜିର ମଣିଷ ଭୁଲ? ସେଦିନର ନିନ୍ଦା କରୁଥିଲା ଆମେ ବ୍ରାହ୍ମଣ ଛୁଆ ଆଜ୍ଞା। ବିଲ୍ୱ ମଙ୍ଗଳକୁ ଆଜ୍ଞା। ଯେ ସାଧବ ସ୍ତ୍ରୀ ପଛରେ ହଁ। ଅର୍ଦ୍ଧନଗ୍ନ ଚିତ୍ର ଦେଖି Yes. କାପୁରୁଷ କାମୁକ ପୁରୁଷ ହଁ। ତା ପଛରେ ଗୋଡେଇଲା। ଆଜ୍ଞା। ସେଦିନର ବିଲ୍ୱ ମଙ୍ଗଳ ସିନା ଗୋଟେ ଝିଅ ପଛରେ ଗୋଡଉଥିଲା, ଆଜ୍ଞା। କିନ୍ତୁ ଆଜିର ବିଲ୍ୱ ମଙ୍ଗଳ ଫେସବୁକ୍ ଆଇଡି ଖୋଲିଦେଲେ ଶହ ଶହ ଥେବେ ଦେଖୁଛି ଚିନ୍ତାମଣି। ଆଜ୍ଞା। ତାହେଲେ ସେଦିନର ବିଲ୍ୱ ମଙ୍ଗଳଠୁ ଆମେ କୋଉ ଗୁଣରେ ବା କମ ଅଛେ? ଆମେ ତ ତାଠୁ ଆହୁରି ଆଗରେ ଅଛେ। ଆଜ୍ଞା। କାହିଁକି କାହିଁକି? ନା ଆମ ଖାଦ୍ୟ, ଆମ ପରିବେଶ, ହଁ। ଆମ ପରିସ୍ଥିତି ହଁ। ଆମକୁ ଭୁଲକୁ ନେଇଛି। ଆଜ୍ଞା। ଯୋଉଠି ଖାଦ୍ୟ ଭୁଲ ହେଇଗଲା ସେଠି ପରିବେଶ ପରିସ୍ଥିତି ଭୁଲ ହେଇଯିବ। ଭୁଲ ହେଇଯିବ। ଏଥିପାଇଁ ଛୋଟିଆ କଥା ପଡୁଛି ମନ। ସବୁ କଥା ସେଦିନ ଭୀଷ୍ମ ଶୋଇଛନ୍ତି ଆଜ୍ଞା। ସରସଜ୍ଜା ଉପରେ। ପାଣ୍ଡବ 5 ଭାଇ ଆଜ୍ଞା। ତ ପାଖରେ ଅଛନ୍ତି। ମା କୁନ୍ତି ଆଜ୍ଞା। ପହଞ୍ଚିଛନ୍ତି। ବାସୁଦେବ ଭଗବାନ କୃଷ୍ଣ ଛିଡ଼ା ହେଇଛନ୍ତି। ସେତିକି ବେଳେ ହିତ ଉପଦେଶ ଦ୍ୱିପଦ କହିଲା ବେଳେ ମୁହଁରେ ମୁହଁ ଲୁଗା ଦେଇ ମୁହଁକୁ ବୁଲେଇ ଆଜ୍ଞା। ଦ୍ରୌପଦୀ ଟିକେ ହସିଦେଲେ। ଦ୍ରୌପଦୀ ହସିଲା ପରେ ଭୀଷ୍ମ ପଚାରିଲେ, ମା ପିତାମହ ଭୀଷ୍ମ, ମୋ ମୁହଁରେ କଥା ଦେବା ପାଇଁ କାହାର ସତ୍ଶାସନ ଥିଲା ଭାରତ ବର୍ଷରେ? ମୁଁ କହୁଛି ତମେ ମୁହଁରେ ଲୁଗା ଆଢୁଆଳ ଦେଇ ପୁଣି ହସୁଛ କାହିଁକି? ମା ହାତ ଯୋଡ଼ି ଦେଲେ। ଦ୍ରୌପଦୀ କହିଲେ, ହେ ପିତାମହ, ଆଜି ଆପଣ ଏଡେ ହିତୋପଦେଶ ଦଉଛନ୍ତି। ଯୋଉଦିନ କୁରୁସଭା ତଳେ ଉଲଗ୍ନ ହଉଥିଲି ଆପଣଙ୍କୁ ଏତେ କାକୁତି ମିନତି ଡାକିଲି, କାହିଁ ପଦେ ତ କଥା ପାଟିରୁ ବାହାରିଲାନି। ନାଇଁ। ଭୀଷ୍ମ ଆସିଲେ, କହିଲେ, ମା କଣ? ସେଦିନ ଦୁର୍ଯ୍ୟୋଧନର ଅନ୍ୟାୟ ଅର୍ଜିତ ସମ୍ପତ୍ତିର ରକ୍ତ ବେଶ। ମୋ ଦେହରେ ବହୁଥିଲା। ଯୋଉଠି ସେ ରକ୍ତ ଦିହରେ ବହୁଛି ନ୍ୟାୟ କଥା ବାହାରିବ କେମିତି? କେମିତି ବାହାରିବ? ଏ ସରସଜ୍ଜାରେ ଶୋଇ ହଁ। ସେ ଅନ୍ୟାୟ ଅର୍ଜିତ ସମ୍ପତ୍ତି ରକ୍ତ ଆଉ ଦେହରେ ନାହିଁ। ନାଇଁ। ତେଣୁ ନିଜସ୍ୱ ଆଜି ବାହାରୁଛି। ଆଜ୍ଞା। ତେଣୁ ଯୋଉଠି ଖାଦ୍ୟ ଭୁଲ ହେଇଯିବ ଆଜ୍ଞା। ସେଠି ତ ପରିବେଶ ଭୁଲ ହେଇଯିବ। ହବ। ମଣିଷର ଡ୍ରେସ ଆଡ୍ରେସ ବୁଝେଇବ। ଆଡ୍ରେସ ଦବା ଦରକାର ନାହିଁ। ଡ୍ରେସ- ତା ଡ୍ରେସ ଭାରତୀୟ ସଂସ୍କୃତି, ଆଜ୍ଞା। ତା ଡ୍ରେସ କହିବ ଇଏ କିଏ। ଜଣେ ବ୍ରାହ୍ମଣ ବୋଲି ଆଜ୍ଞା। ସେ ପରିଚୟ ଦେବା ଦରକାର ନାହିଁ, ମୁଣ୍ଡରେ ଲେଖିବା ଦରକାର ନାହିଁ। ନାଇଁ। ତା ବେଶ ପରିପାଟିରୁ ଜଣା ପଡିବ ଇଏ ବ୍ରାହ୍ମଣ ବୋଲି। ଆଜ୍ଞା। ସେମିତି ହଁ। ସେଦିନ ସେ କହିଲେ ଯେ ମୁଁ ନିଜର ନୈତିକତା ହରେଇ ଦେଇଥିଲି ଏଇଥିପାଇଁ ପର ଅନ୍ନରେ ପ୍ରତିପାଳିତ। ଆଜ୍ଞା। ତେଣୁ ଉତ୍ତର ଦେଇ ପାରିନଥିଲି। ଆଉ ଯୌବନ ପିପାସାରେ ସେଦିନ ମୁହଁ ପୋତି ଦେଲେ। ଏ ନା ନା। ଯାହା ହଉ, କାହିଁକି ଏ କଥା କହୁଛି ହଁ। ଯେ ହେ ଗୁଣଗ୍ରାହୀ ବିବେକୀ ପଣ୍ଡିତ ମହୋଦୟ, ଆଜ୍ଞା। ଏଠି କର୍ମକୁ ଅଗ୍ରାଧିକାର ଦେଇ ହଁ। ସେଦିନ ବାଲିଆ କବି ଅଭିମନ୍ୟୁ ସାମନ୍ତ ସିଂହାର କହିଲେ, ଆଜ୍ଞା। ହଂସ ହଉ ହଁ। କି ମୟୂର ହଉ ହଁ। ଏମାନେ ନିଜତ୍ୱକୁ ହଜେଇ ନାହାନ୍ତି, ନିଜ ପରିବେଶ ଭିତରେ ରହିଛନ୍ତି। ଆଜ୍ଞା। ତାହେଲେ ମୟୂର ଛୁଆ ହଁ। ଆପଣ ଦେଖିବେ ଜନ୍ମ ହେଲା ମାତ୍ରେ ଜିଅନ୍ତା ନାଗ ସାପ ଖାଇବ। ଆଜ୍ଞା। ଅନ୍ୟ ସାପ କେହି ପାରିବେନି। ନାଇଁ। ସିଏ ପାରୁଛି କାହିଁକି? ଏଇଟା ହଉଛି ତା ବଂଶର ଲକ୍ଷଣ। ଆଜ୍ଞା। ଯୋଉଠି ବଂଶ ଠିକ, ହଁ। ପରିବେଶ ଠିକ, ଆଜ୍ଞା। ପରିପାଟି ଠିକ, Yes. ଶୃଙ୍ଖଳିତ ଅବସ୍ଥା, ହଁ। ସେ ତା ଧର୍ମ ପାଳନ କରିବ। କରିବ ଆଉ। ପରିବେଶ କେବେ ପ୍ରତିକୂଳ ହବନି। ନାଇଁ। କିନ୍ତୁ ହଁ। ବେଳେ ବେଳେ କାହିଁକି ପ୍ରତିକୂଳ ହୁଏ ଆପଣ ଚିନ୍ତା କରିପାରିବେନି। ଦେଖନ୍ତୁ ସତ୍ୟ ଯୁଗରେ ବାପା କଥା ପୁଅ ମାନିବା କଥା। ଆଜ୍ଞା। କିନ୍ତୁ ହଁ। ପ୍ରହ୍ଲାଦ ଗୋଟାଏ ପୁଅ, ହଁ। ବାପା କହୁଛି ତୁ ଶିବଙ୍କୁ ଡାକେ, ହଁ। ଇଏ ବିଷ୍ଣୁଙ୍କୁ ଡାକିଲା। ମାନିଲାନି। ବାପା କଥା ମାନିଲା? ନାଇଁ। ମାନିଲାନି। ନା କର। ତାହେଲେ ଆମେ କହିବା ପ୍ରହ୍ଲାଦ ଭଲ ପୁଅ ନା ଖରାପ ପୁଅ? ଭଲ ପୁଅ ଜମା ନୁହଁ। ନାଇଁ। ବାପା କଥା ମାନିନି। ଆଜ୍ଞା। କହିଲେ ଜୀବିତେ ବାକ୍ୟ କରେଣା ତାହେ ପୁରୀ ଭୋଜନ କୟାୟଂ ପିଣ୍ଡ ଦାନେନ ତ୍ରିଭି ପୁତ୍ରସ୍ୟ ପୁତ୍ର। ବଞ୍ଚିଥିଲା ବେଳେ ବାପା କଥା ଆଜ୍ଞା। ପୁଅ ମାନିବ, ଆଜ୍ଞା। ମଲା ପରେ ହଁ।
ବ୍ରାହ୍ମଣ ଭୋଜି ଦବ ଦବ ଗୟାରେ ଆଜ୍ଞା। ପିଣ୍ଡ ଦାନ ଦବ ହଁ। ଇଏ ତିନି କଥା ଆଜ୍ଞା ଯିଏ କଲା ଆଜ୍ଞା। ସିଏ ଭଲ ପୁଅ ପୁଅ ବଞ୍ଚିଥିଲା ବେଳେ ପ୍ରହ୍ଲାଦ ଆଜ୍ଞା ବାପା କଥା ମାନିନି ମାନିଲେନି ସେ କହିଲା ଶିବଙ୍କୁ ଡାକେ ଇଏ ବିଷ୍ଣୁଙ୍କୁ ଡାକିଲା ଆଜ୍ଞା ଗୟାରେ ପିଣ୍ଡ ଦାନ ଦବ ହଁ ଅସ୍ଥି ନେଲେ ପିଣ୍ଡ ଦାନ ଦବା କଥା ଆଜ୍ଞା ଇଏ ତ ପ୍ରଭୁଙ୍କ କୋଳରେ ଶୋଇଲା ହିରଣ୍ୟକଶିପୁ ହଁ କଣ ଆରି ପାତିଆରେ ଖଣ୍ଡେ ହାଡ଼ କାଟିକି ନେଇଥିଲା ପିଣ୍ଡ ଦବ ବୋଲି ନାଇଁ ତ। ପିଣ୍ଡ ଦେଇନି ନାଇଁ ବ୍ରାହ୍ମଣ ଭୋଜି ଦବ ଆଜ୍ଞା ଇଏ ଇନ୍ଦ୍ରପଦ ପାଇଲା ପରେ ଆଜ୍ଞା। ସ୍ୱର୍ଗରେ ହେଲା ଇନ୍ଦ୍ର ହଁ ବ୍ରାହ୍ମଣ ଭୋଜି ଦେଲାନି ନାଇଁ। ଗୟାରେ ପିଣ୍ଡ ଦାନ ଦେଲାନି ଆଜ୍ଞା। ବାପା କଥା ମାନିଲାନି ଆଜ୍ଞା। ତଥାପି ଭଲ ପୁଅ ନା ଖରାପ ପୁଅ ଏ ସମାଜରେ ପ୍ରହ୍ଲାଦ ଭଳି ପୁଅ ଆଉ ଜନ୍ମ ହେବେନି ନାଇଁ, ସେ ଆମେ ଭଲ ପୁଅ। ଯେତିକି ପୁଅ ବସିଛେ ସମାଜରେ ଆଜ୍ଞା କିଏ ସେ ଜଣେ ଛାତିରେ ହାତ ମାରି କହୁ ମୁଁ ଏଇ କଥା କରିପାରିବି ଆଉ ଯଦି ଚାଲାଖି ବାପା ପୁଅ କିଏ ଅଛନ୍ତି ସଂସାରେ ଆଜ୍ଞା। ତାହେଲେ ସେ ହିରଣ୍ୟକଶିପୁ ଆଉ ପ୍ରହ୍ଲାଦ ଚାଲ କି ଆଉ ସେ ଗୋଟେ ପାର୍ଟିରେ ରହିଲେନି ଆଉ ଜଣେ ବିଜେଡିରେ ରହିଲା ଜଣେ ବିଜେପିରେ ରହିଲା ଏମିତି କଣ ସେ କଲେ? ଚିନ୍ତା କଲେ ହଁ। ଦି ପାର୍ଟିରେ ରହିଲେ ଲାଭ କଣ? ସେ ପାର୍ଟି ହାରିଲେ ଲାଭ ଏ ପାର୍ଟି ହାରିଲେ ଲାଭ ଓହୋ। କିନ୍ତୁ ଆମେ ବୋପା ପିଲା ଗୋଟେ ପାର୍ଟିରେ ରହି ଲସ୍ ସହୁଛି ନା ଆଉ। ଆଜ୍ଞା, ଆଜ୍ଞା। ଯଦି ଦଳ ହାରୁଛି ଆମ ଦୁଆରେ ତୋପ ଫୁଟଉଛନ୍ତି ଫୁଟଉଛି ନା। ଆଉ ଯଦି ଦି ଜଣ ଯାକ ବାଣ୍ଟି ହେଇକି ଥବା ତୋପ ଆଉ ଫିଟିବ ନାଇଁ ନାଇଁ ସେଇଆ କଲେ ନା ଆଉ ହଁ। ଜଣେ ବିଷ୍ଣୁଙ୍କୁ ଡାକୁଛି ହଁ। ଜଣେ ଶିବଙ୍କୁ ଡାକୁଛି ଆଜ୍ଞା। ଲାଭ କଣ ଆଉ ସଂସାର ଏମିତି ବାପା କେହି ନାହିଁ ହିରଣ୍ୟକଶିପୁ ଭଳିଆ ବାପା ଆଜ୍ଞା ପୁଅକୁ ସ୍ୱର୍ଗରେ ଇନ୍ଦ୍ର କରେଇଦେଲା ନା ଆଉ କରେଇଦେଲା। କାହିଁକି ଖାଲି ହଉନି କହି ଆଜ୍ଞା। ତାକୁ ଇନ୍ଦ୍ରପଦ ଦେଇଦେଲା ଆଜ୍ଞା। ଇଏ ବାପା କଥା ନ ମାନି ବାପାକୁ କଣ କମ ଜାଗାକୁ ନେଇଛି କୋଉଠିକି? ଯଦି ସେଦିନ ପ୍ରହ୍ଲାଦ ଆଜ୍ଞା। ବାପା କଥାରେ ଶିବ ଡାକିଥାନ୍ତା ହଁ। ତାହେଲେ ହିରଣ୍ୟକଶିପୁ ପ୍ରଭୁଙ୍କ କୋଳରେ ଶୋଇ ନଥାନ୍ତା ଠିକରେ ପୁଅ ସେଦିନ ହୁଏ ତ ଯେତେବେଳେ ବାପା ରାଗିଲା ହଁ। କହିଲା ତୋ ପ୍ରଭୁ କାହିଁ ନା ଅତ୍ର ଯତ୍ର ସରପତ୍ର କହିଲେ ମତେ ଦିଶୁନି ହଁ। ଅନ୍ଧକୁ ସୂର୍ଯ୍ୟଚନ୍ଦ୍ର ଦିଶୁନି ବୋଲି ହଁ। ସୂର୍ଯ୍ୟଚନ୍ଦ୍ର କଣ ଉଦୟସ୍ତ ହଉନାହାନ୍ତି ହଉଛନ୍ତି। ବାପା ହଁ। ମୋ ପ୍ରଭୁ ସର୍ବବ୍ୟାପୀ କହିଲା ଏ ଭଙ୍ଗା ଖମ୍ବରେ ଅଛି କହିଲେ ଏଇ ସ୍ତମ୍ଭରେ ଦେଲି ମନ ଏ ଭଙ୍ଗା ଖମ୍ବରେ ମନ ଦଉଛି ମୋ ପ୍ରଭୁ ସେଇଠି ଅଛି କାହିଁକି ଆଜ୍ଞା ପ୍ରଭୁ କଣ ଚେୟାର ପକେଇ ବସିଥିଲେ ନା। ତାହେଲେ ଆସିଲେ କାହିଁକି ନା ଜଗନ୍ନାଥ ଦାସ କହିଲେ ଦୁଷ୍ଟ ନିବାରି ସନ୍ଥ କାଳୁ ନାଥ ଆଚ୍ଛା ଇଏ କହିଲେ ଦୁଷ୍ଟ ନିବାରଣ କରି ଆଜ୍ଞା। ସନ୍ଥ ଜନକୁ ପାଳନ କରିବା ପାଇଁ ଆଜ୍ଞା। ପ୍ରଭୁ ସେଦିନ ଆସିଲେ ବାସ୍। ଯାହାକୁ ଶ୍ରୀମଦ ଭଗବତ ଗୀତା ହଁ। ଭଗବାନ ଦ୍ୱୈପାୟନ ବ୍ୟାସ କହିଲେ ଆଜ୍ଞା। ଯଦା ଯଦା ଇ ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନ ମଧର୍ମସ୍ୟ ତଦାତ୍ମାନ ସୃଜାମ୍ୟହଂ ପରିତ୍ରାଣାୟ ସାଧୁନାଂ ବିନାଶାୟ च ଦୁଷ୍କୃତଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ଇଏ ମଧ୍ୟ କହିଲେ ଗୀତାରେ ଯେ ଧର୍ମ ରକ୍ଷା କରିବା ପାଇଁ ଆଜ୍ଞା। ପ୍ରଭୁ ଆସନ୍ତି ହଁ। ଭାଗବତ ଜଗନ୍ନାଥ ଦାସ କହିଲେ ଆଜ୍ଞା। ଧର୍ମ ରକ୍ଷା କରିବାକୁ ହଁ। ପ୍ରଭୁ ଆସନ୍ତି ଆସନ୍ତି। ଠିକ ସେଇ କଥା କହିଲେ ବାଲିଆ କବି ଅଭିମନ୍ୟୁ ସାମନ୍ତ ସିଂହାର ଆପଣ ମାନଙ୍କର ବିଦଗ୍ଧ ଚିନ୍ତାମଣି ଆଜ୍ଞା। ଗୋଟାଏ ପଦ ଛାନ୍ଦ ଆଜ୍ଞା। ବୋଲେ ଉର୍ଣ୍ଣ ନାଭିବତ ଖେଳୁ ଇଚ୍ଛା ଶକ୍ତି ବଳେ ଉଦ୍ଧବ ହୋଇ ତୁ ଧର୍ମ ସାଧୁ କାଳେ କାଳେ। ଅଭିମନ୍ୟୁ କହିଲେ ହଁ। ଯେ ଉଦ୍ଭବ ହୋଇ ତୁ ଧର୍ମ ହଁ। ସ୍ଥାପୁ କାଳେ କାଳେ କାଳେ। ଇଏ ମଧ୍ୟ କହିଲେ ହଁ। ଧର୍ମ ସ୍ଥାପନ କରିବାକୁ ପ୍ରଭୁ ଆସନ୍ତି। ଆସନ୍ତି ତାହେଲେ ଯାହା କହିଲେ ଜଗନ୍ନାଥ ଦାସ ଆଜ୍ଞା। ଯାହା କହିଲେ ଗୀତା ହଁ। ଯାହା କହିଲେ ଓଡିଆ ଭାଗବତ ହଁ। ଯାହା କହିଲେ ବାଲିଆ କବି ଅଭିମନ୍ୟୁ ସାମନ୍ତ ସିଂହାର ଆଜ୍ଞା। ଏ କଥାରେ ଏକମତ ହେଲେନି ଆପଣ ମାନଙ୍କର ସନ୍ଥ ତୁଳସୀଦାସ ଜି ଗୋସ୍ୱାମୀ ରାମଚରିତ ମାନସରେ କହିଲେ ହଁ। କହିଲେ ନାଇଁ ଆଉ? ଦୁଷ୍ଟ ପାଇଁ ଆସନ୍ତିନି ତିନି ଜଣଙ୍କ ପାଇଁ ଆସନ୍ତି ତିନି ଜଣ? କହିଲେ ଯଦି ଜପ ଜପ ହୋଇ ଧର୍ମ ସେ ହାନି କହିଲେ ଖାଲି ଧର୍ମ ପାଇଁ ଆସନ୍ତିନି କି ଦୁଷ୍ଟ ପାଇଁ ଆସନ୍ତିନି ଆଉ? ବାଢ ହୋଇ ହଁ। ଅସୁର ହଁ। ଅଧମ ହଁ। ଅଭିମାନୀ ଅଭିମାନୀ ଆଉ। ତିନି ଜଣଙ୍କ ପାଇଁ ଆଜ୍ଞା। ସଂସାରରେ ପ୍ରଭୁ ସୃଷ୍ଟି ହୁଏ ହୁଏ। ତାହେଲେ ସତ୍ୟ ଯୁଗରେ ଆଜ୍ଞା। ଅସୁର ଅସୁର କିଏ? ହିରଣ୍ୟକଶିପୁ ଠିକ। ତା ପାଇଁ ଆସିଲେ ଆଜ୍ଞା। ଅଧମ ଅଧମ ବଳି ବଳି। ବଳି କହିଲା ମୁଁ ଗୋଟେ ବଡ ଦାତା ଆଜ୍ଞା। ତା ପାଇଁ ପ୍ରଭୁ ବାମନ ମୂର୍ତ୍ତି ହେଲେ ଆଜ୍ଞା, ଅଧମ। ଯେତିକି ନୁହଁ ଆଉ? ଅଭିମାନ ଯେତେବେଳେ ଆସେ ହଁ। ଭକ୍ତ ମଧ୍ୟ ଆସନ୍ତି ଭକ୍ତ ପାଇଁ ଭଗବାନ ଆସନ୍ତି ଅଭିମାନୀ ହେଲା କିଏ ସିନା ପ୍ରହ୍ଲାଦ ପ୍ରହ୍ଲାଦ। ସିନା କହିଲା ଏଇ ସ୍ତମ୍ଭରେ ଦେଲି ମନ ଆଜ୍ଞା। ଅଭିମାନ କରି ବସିଲା କହିଲା ପ୍ରଭୁ ବାପାକୁ ସିନା କହିଦେଲି ହଁ। ଆପଣ ଯଦି ଆ ଭିତରୁ ନ ବାହାରିବେ
তাহলে ମୋ କଥା ସରିଗଲା। ସରିଗଲା ପ୍ରଭୁ। ଅଭିମାନ ଯିଏ କଲା ହଁ। ସେ ଜାଣିବେ ଫାଇଦା ପାଇଲା। ଅଭିମାନ କଲେ ଆପଣ ମାନେ ଅନୁଷ୍ଠାନ ବାଲା ବିଦାୟ କରିବେ ଆଜ୍ଞା। ପଇସା ଥୋଇଲା ବେଳେ ହଁ। ଆମେ ଯଦି ନାଇଁ ମ ଆଜ୍ଞା ହବନି ଆଜ୍ଞା ଏତିକି। ଥାଉ ଆଜ୍ଞା ଯଦି ଟିକେ ମୁହଁ ଶୁଖିଲେ ହଁ। ଆପଣ କହିବେ ହଉ ଆଉ 500 ନିଅନ୍ତୁ। ନିଅ, ହଁ, ଠିକ। ଯଦି ଦଉ ଦଉ ହସିକି ଧରି ପକେଇଲୁ ଆଉ ଆପଣଙ୍କୁ ଭିଡ଼ିଲେ ମଧ୍ୟ ଟଙ୍କା ଟିକେ ଦେବେ। ନାଇଁ ତମେ ରହ ଆମେ ଯାଉଛୁ। ଘରେ ଯୋଉ ପୁଅ ହଁ। ରୁଷିବ ହଁ। ମାଉଁସ ହେଇଛି ଘରେ ଆଜ୍ଞା। ମା ମାଉଁସ ତରକାରୀ ବାଢିଛି ହଁ। କଣ ହାଡ଼ ହାଡ଼ ଦେଇଛୁ ମତେ ମୁଁ ଖାଇବିନି ଏଇ। କହିଦେଇ ଦାଣ୍ଡ ଆଡେ ଯିବ ଗାଁ ଯାକୁ ଘର ଯାକ ଲୋକକୁ ପଛେ ନଦବ ତା ପାଇଁ ମାଉଁସିଆ ତାଟିଏ ଥୋଇଥବ ରଖିଦବ। ସିଏ ଆସିକି ଠକିବ। ହଁ। ତେଣୁ ଏଠି ପ୍ରହ୍ଲାଦ ଯେତେବେଳେ ଅଭିମାନ କଲା ହଁ। ପ୍ରଭୁ କହିଲେ ଅଭିମାନ କାହିଁ କରୁଛୁ ହଁ। ମୁଁ ଯାଉଛି। ଯାଉଛି। ତାହେଲେ 3 ଜଣଙ୍କ ପାଇଁ ପ୍ରଭୁ ଆସନ୍ତି। ଆଜ୍ଞା। ସତ୍ୟ ଯୁଗରେ ଅସୁର ହେଲା ହିରଣ୍ୟକଶିପୁ ଆଜ୍ଞା। ଅଭିମାନ କଲା ପ୍ରହ୍ଲାଦ ଆଜ୍ଞା। ଆଉ ଅଧମ ହଉଛି ବଳି। ବଳି। ତ୍ରେତା ଯୁଗରେ ଆଜ୍ଞା। ଅସୁର କିଏ ସେନା ରାବଣ ରାବଣ। ରାବଣ ପାଇଁ ରାମ ସୃଷ୍ଟି ହେଇନାହାନ୍ତି ଅଧମ ବାଡ଼ି। ଆଜ୍ଞା। ସ୍ତ୍ରୀ ମନା କରୁଛି ହଇଏ ହଁ। ଗୋଟିଏ ଚାପୁଡା ଖାଇ ସୁଗ୍ରୀବ କୁଆଡେ ଲୁଚିଥିଲା ହଁ। କଣ ଦୁଆରେ ଆସି ଡାକୁଛି ରେ ରେ ବାଳି ତା ପଛରେ କିଏ ଅଛି କି ନା ଲୋ ତା ପଛରେ ଯିଏ ଥାଉ ହଁ। କି ସିଏ ହଉ ହଁ। ଯିଏ ଆସିବ କାହାକୁ ଛାଡ଼ିବିନି ଆସିଲା ବୋଲି ମଲା ନା ଆଜ୍ଞା, ଅଧମ। ଏଇ ଅଧମ କଥା ଆଜ୍ଞା। ସ୍ତ୍ରୀ କଥା ମାନିଥିଲେ ଅସୁବିଧାରେ କାହିଁ ପଡିଥାନ୍ତା ଆଜ୍ଞା। ଆଉ ଅଭିମାନ କରି ଜଣେ ବସିଥିଲା ବୋଲି ସେଇଥିପାଇଁ ପ୍ରଭୁ ସୃଷ୍ଟି ହେଲେ। ତ୍ରେତା ଯୁଗରେ ଅଭିମାନୀ ଆଜ୍ଞା କିଏ ସେ କିଏ ସେ? ଜଣେ ସେ କଥା ପାଇଁ ଗୋଟେ ପ୍ରସଙ୍ଗ ମୁଁ ଆପଣମାନଙ୍କୁ କହୁଛି। ଆଜ୍ଞା। 14 ବର୍ଷର ବନବାସ ସରିଛି ହଁ। ଭଗବାନ ରାମ 14 ବର୍ଷ ପରେ ଫେରିବେ। ମା ସେଦିନ ବସେଇଛି ମୋ ପୁଅ ଆସିବ କଣ ଖାଇବ ସେ କଥା ସୃଷ୍ଟିରେ କେହି ଜାଣନ୍ତିନି ଜଣେ ଜାଣେ ସେ ହେଉଛି ମା। ପାଡ଼ି ଭାଇନା ତ ମା ସ୍ତ୍ରୀ ଭିତରେ ପାର୍ଥକ୍ୟ ଆପଣମାନଙ୍କର କୀର୍ତ୍ତନ ଗଣେଶ ହଁ। ଭାଗବତ ପ୍ରଧାନ ମହୋଦୟ ଦିବଙ୍ଗତ ଓଡ଼ିଶା ମାଟିର ଜଣେ ଯୋଗ୍ୟ ସନ୍ତାନ ଆଜ୍ଞା। ଯାହା ଅନେକ କଥା କହିଛନ୍ତି। ହଁ। କାହିଁକି ଏ କଥା କହୁଛି ନା ସେଦିନ କହିଲେ ମା ମାନେ ଚାହିଁ ବଛନ୍ତି ମୋ ପୁଅ ଆସିବ। ମା କୌଶଲ୍ୟା ରୋଷେଇ କରି ଥୋଇଛନ୍ତି ଭଗବାନ ରାମ ବସି ଖାଉଛନ୍ତି। ଆଜ୍ଞା। ମା ଟିକେ ଗେଲାରେ ପଚାରିଦେଲେ କହିଲେ ବାପା ଲୋ 14 ବର୍ଷ ହେଲା ତତେ ଦେଖିନି ଖାଇବାକୁ ଦେଇନି ଏଇଟା ତୋ ପାଇଁ ରୋଷେଇ କରି ଥୋଇଛି କେମିତି ଲାଗୁଛି ମୋ ଧନ ନା ମା ଆଜ୍ଞା ଆଜ୍ଞା କାହିଁ ଅସୁବିଧା କ'ଣ ଶୁଣନ୍ତୁ ଆଜ୍ଞା ହଁ ସିଏ ଯୋଗ୍ୟ ହେଇଥାନ୍ତୁ। ଅଧମତା କାହାକୁ କହନ୍ତି ଯୋଉଠି ପ୍ରଭୁତ୍ୱକୁ ପ୍ରତିହତ କରିଦେଇ ଜଣେ କହିବ ମୁଁ ହେଉଛି ବଡ଼ ତାକୁ ଅଧମ କହିବାନି ଆଉ କ'ଣ କହିବା। ଆପଣ ମଞ୍ଚ ମାଲିକ ଯଦି କହିବେ ଆପଣମାନେ କିଛି ନୁହଁ ମୁଁ ବଡ଼ କିରେ ମଞ୍ଚବାଲା ଅଛନ୍ତି ବୋଲି ଆମେ ପାଲାବାଲା ଆସିଲୁ ମଞ୍ଚବାଲା ମଞ୍ଚ ନ କରିବେ ଆମେ କ'ଣ ବଡ଼ ଦାଣ୍ଡରେ ପାଲା ଗାଇବୁ ତାହେଲେ ଆମେ ଅଧମ ନୁହଁ ଆଉ କିଏ ଅଧମ ଯୋଉଠି ସିଏ ଜାଣିପାରିଲେନି କିଏ ସେ ଆସିଛି କ'ଣ ପାଇଁ ଆସିଛି ସିଏ ଯଦି ଜାଣିବା କଥା ମୋ ସୃଷ୍ଟି କୋଉଠୁ ମୋ ଆରମ୍ଭ କୋଉଠୁ ମୁଁ କିଏ ସେ ଯଦି ଜାଣିଥାନ୍ତେ ଦାନ ଦେଇ ଆଉ ଉପରକୁ ଯିବାକୁ ମଣିଷ ଇଚ୍ଛା କରନ୍ତା ଇଚ୍ଛା କରିବନି। କିନ୍ତୁ ପ୍ରକୃତରେ ଯଦି ଭାବ ଖୋଜିବା ସିଆଡ଼ିକି ଗଲେ ମୋ ଭାବ ନଷ୍ଟ ହେବ ଆପଣଙ୍କ ସାଙ୍ଗରେ ଯୁକ୍ତି କରି ଲାଭ କିଛି ନାହିଁ। ମୋ ପ୍ରସଙ୍ଗ ସରୁ ଶେଷରେ ଆପଣ କଥାବାର୍ତ୍ତା କହିଦେବେ ନହେଲେ କାଲି ସକାଳୁ ଆସିବେ ବସାରେ କଥାବାର୍ତ୍ତା କାହିଁକି ଏ କଥା କହୁଛି ଆଜ୍ଞା। ନା କହିଲେ ମା ଭଲ ହେଇଛି ରୋଷେଇ ଭଲ କିନ୍ତୁ କିରେ କିନ୍ତୁ କ'ଣ ଭଲ ତ ଲାଗୁଛି ନା ଏଇଥିପାଇଁ କିନ୍ତୁ କହିଲି ଭଲ ହେଇଛି କିନ୍ତୁ ମା ମନ ଶୁଖିଗଲା। ତା ପରଦିନ ସୁମିତ୍ରା ରୋଷେଇ କଲି କହିଲେ ବାପା ଲୋ ମୁଁ ରୋଷେଇ କରିଛି କେମିତି ହେଇଛି ନା ମା ଭଲ ଲାଗୁଛି ଇଏ ଭାବିଲେ କିନ୍ତୁ ଲାଗିବନି ତାପରେ ଟିକେ ଛାଡ଼ି ଲଗେଇଲେ କିନ୍ତୁ ଇଏ କିନ୍ତୁ ଶୁଣି ଆଜ୍ଞା। ତା ପରଦିନ କୈକେୟୀ ସିନା ରୋଷେଇ କଲେ ପ୍ରଭୁ ଖାଉଛନ୍ତି ମା କୈକେୟୀ କହିଲେ କି ବାପା ଆଜି ମୁଁ ତୋ ପାଇଁ ରୋଷେଇ କରିଛି ନା ମା ଭଲ ଲାଗୁଛି ଇଏ ଭାବିଲେ ବୋଧେ ମୋ ପାଖରେ ଲାଗିବନି ମୁଁ ବେଶୀ ଭଲ ପାଉଛି ଟିକେ ଛାଡ଼ି ଲଗେଇଲେ କିନ୍ତୁ ଆଉ ଭରତ ଲକ୍ଷ୍ମଣ ଶତ୍ରୁଘ୍ନ ବିଚାର କଲେ ଯଦି କାଲି ଆଉ ଜଣକୁ ରୋଷେଇ କରିବାକୁ କହିବା ସେଠି ଆଉ କିନ୍ତୁ ଲାଗିବନି ମା ରୋଷେଇରେ କିନ୍ତୁ ଲାଗିବ କିନ୍ତୁ ସ୍ତ୍ରୀ ରୋଷେଇ କଲେ ଆଉ କିନ୍ତୁ ଲାଗିବ କିନ୍ତୁ ଲାଗିଲେ ସେ ଘର ରହିବନି ତେଣୁ କହିଲେ ମା ସୀତା କାଲି ରୋଷେଇ କରିବେ ମା ଜାନକୀ ଯେତେବେଳେ ରୋଷେଇ କରିଛନ୍ତି ପ୍ରଭୁଙ୍କୁ ବାଡ଼ି ଖାଇବାକୁ ଦେଇଛନ୍ତି ଏପଟ ସେପଟ ହେଲେ କହିଲେ ପ୍ରଭୁ ଆଜି ମୋ ପାଳି ନା ମୁଁ ତମ ଚାଲିରୁ ଜାଣି ସାରିଲିଣି ତମେ ରୋଷେଇ କରିଥିବ ନା କେମିତି ଜାଣିଲ ସ୍ତ୍ରୀ ମାନଙ୍କର ଗୋଟେ ଫୁଲେଇ କଥା ନୁହଁ କି ଯୋଉଦିନ ନୂଆ ଶାଢ଼ୀଟେ ପିନ୍ଧିଥିବେ ତମ ଆଗରେ ଚାଲିକିରି ପଣତ ବଜେଇ ବଜେଇ ତମ ନାକ ଛିଡେଇ ଦେବେ ଖାଲି ତମେ ତାକୁ ଅନେଇବ ପଚାରିବ କ'ଣ ନୂଆ ଲୁଗାଟେ ତ ମୋ ନନା ଆଣିଥିଲା ଏଇ ତକ କହିବ ବୋଲି ସେ ନାକ ଛିଡେଇ ଦବ କହିଲେ ତମ ଚାଲି ତ କହୁଛି ତମେ ରୋଷେଇ କରିଥିବ ପ୍ରଭୁ ମୁଁ ରୋଷେଇ କରିଛି କେମିତି ଲାଗୁଛି ନା ଭଲ ହେଇଛି। ଭରତ ଶତ୍ରୁଘ୍ନ ଲକ୍ଷ୍ମଣ କହିଲେ ହଁ ଭଲ ଲାଗିବନି ଆଉ କ'ଣ ଲାଗିବ ମା ତ ରୋଷେଇ କରିଛନ୍ତି ଟିକିଏ ପରେ କହିଲେ କିନ୍ତୁ ଆଉ ହାତ ଯୋଡ଼ିଦେଲେ ସୀତା କହିଲେ ପ୍ରଭୁ ମା ମାନେ ରୋଷେଇ କଲେ ଭଲ ଲାଗିଲାନି ମୁଁ ରୋଷେଇ କଲି ଭଲ ଲାଗିଲାନି ଆଉ 14 ବର୍ଷର ଭିତରେ ଆପଣ କୋଉଠି ଏମିତି କ'ଣ ଖାଇଦେଲେ ଯେ ଆପଣଙ୍କୁ ଆମ ହାତ ରୋଷେଇ ଭଲ ଲାଗୁନି
भगवान राम से दिन गोटे धाड़ी कहते कहले माँ 14 वर्ष भितर मु दिने खाई आउ से खाइबा मते जणे देइछि सी किए से माँ सबरी कोଳରେ बसैछि मिठा फल चाखी चाखी काले कषा पिता फल मो पाटी के जीव निजे दांत लगे दउछि हसी हसी भाव बिहल मो पाटी खुआई देइछि जी जेते खाइबा देइछि से खाइबा सृष्टि रे केई देइनी से परा माँ माँ खाइबा सृष्टि रे आ कहा पाखरे नाही काई के कथा कहूछि ना अभिमान करी बसिछि पश्चिम दिग बेला आईश्वरूपक सूर्य रत रत हवाक बसिलेनी चाहि रही हे रघुपति हे रघुनाथ तू कौन आसबुनि समय सरी साराणी आयुष बीती गलानी एमती कौन बुढ़ी सर्वहरा हो से दिन सबरी प्रभु जाइछंती जदि से दिन ये अभिमान करि न थांता कौन पाई थांता से नुह द्वापर जुगरे राक्षस आपण कहबे कंस कंस पाई प्रभु खाली जन्म नहीं नांती आउ जने अधम सी हूँ कालिय कालिय विचार करछि मो प्रतिपत्ति रहिबो मु एठी बड़ प्रतिपत्ति रहिला अधमता आजिला प्रभु को जाउछि मारिबाकू हेला कोन नटराज मूर्ति एमिति नृत्य कले ता गर्भ गंजन हला अधम प्रवृत्ति ना तू जानिबा कथा ह्रद ऊपर दे पक्षी माने उड़ी गले खसी पड़ंती मो ह्रद भितरे पसी सान साप साप ये मारिला सेई दिन जानिबा कथा एडे बड़ साहसकार सेटा को बुझी पालानी जे अतीत को बुझी पारिनी सेई होची अधम काहे की कहूची ना से दिन कालियर गर्भगंजन होईची सेते की नुह आपण मानकर अभिमान करिछि आउ जणे श्रीकृष्ण बंदीशाला भितरे माँ देवकी बापा वसुदेव अभिमान करी बसछंती दोष कलु तू दंड पाउछु आमे तो पाई देवता माने शून्यवाणी करदेले अष्टम गर्भर संतान विनाश करिवो आमे भोकुछु दंड अंधकार कारागार अंधार कोठरी भितरे हाथ पादरे बेड़ी पुणी ताला पड़ी घर 7 द्वार रुद्ध प्रभु को दिन आसबू तू जदि न आसबू ताले आमे तो एमती कसन सहिबू ताले से दिन अभिमान कले बोली प्रभु जन्म हेले ताले अधम पाई असुर पाई आ अभिमानी पाई तीन जनक पाई सृष्टि रे प्रभु जन्म हुंती एटी आपण मानकर संत कवि तुलसीदास जी गोस्वामी रामचरित मानस रे कहले तीन कथा बढ़िले प्रभु आसे खाली दुष्ट पाई कहीं आसीबो से तीन जनक पाई ये सृष्टि रे मध्य आसी भक्त पाई आसीची दुष्ट पाई आसीची जदि न आसी थांते ये सृष्टि रही न थांता ताले कहिबार उद्देश्य जे दिन आपण जदि कहिबे जे वसुदेव बसिछंती अंधारी कोठर भितरे हाथ पादरे बेड़ी बापा पचारुछंती कहले प्रभु तू आसीछु काई केडे बड़ निश्चित किरे 6-6टा छुआ जन्म देइछि निज हाथ रे नै मु फोपाड़ीछि कंस पाखरे जानी सुनी मारिछि ताले दोषी किए मु किंतु आज ये किए जन्म हैला कोन अंधार घर आलु होई गला किछि मंदने संदेह नाही पाद तले सीधा लंबा ही पड़ी गले कहले प्रभु तू हमको रक्षा कर छिड़ा ले कहले बापा उठ प्रभु चिंता कले मु पुओ सी बापा मु संसार मालिक ही पारे किंतु एठी पाट अलगा से बापा गाँ रे आपनकर जने जमीदार लोक थेबे से देखिबा को पतला तांकर जे चाकर सेटा मोटा अच्छा गाँ रे जदी ड्रामा हबो जमीदार बोली कोन आकु भेलियान पाट देबे कि भलो सुंदर दिसिबनी नाही से मोटो काटी की भेलियान पाट देले अच्छा जदी पतला आइए लोक आकु भिकारी पाट देले सेठी जदी ये ड्रामा रे जे जमीदार पाट करथबो तांको चाकर सी यदि डाकिब जमीदार मासे पाट भूल होईजीवनी भूल हबो मळीपड़ारे होउथला राम नाटक मळीपड़ा रावण जी से मळीपड़ा जमीदारंकर चाकर ये आसिला रावण डेंगा चौकी रे बसी कहला रे रे त्रिपुरा विजयी देवगण मु सत्य सत्य त्रिबार सत्य करी कहूची तुमको कहारी की मोर भय नाही त्रिपुरा रे मु श्रेष्ठ ए डायलॉग कहि दे चाहिला बेलकू जमीदार बसंती सियाड़े कहला केड़े बड़ भूल कली मु जो कहली जगत रे मु कहा को मानिबिनी मु त्रिपुरा विजयी कंस अच्छा काहे तो रावण मते तो काली जमीदार आ काम करबा को डाकिबेनी कहला नाही नाही भूल हे गला संसार जदी मु कहा को डरिबी हम जमीदार को डरिबी कहले चंडाल कोन बोलबी कोन पाट करी तू जमीदार को कोन डरि किरे सकाळु सिना जहा एइला कोन पाड़ी भाई कि सकाळु मु मुंडिया मारी किंतु एठे कोन छाड़ी हबो एठे कथा नाही काहे कहूचे कथा ना पाप चेंज हे गले सब सरी जीव कहले सी बापा मो पुओ मो पाद तले मो बापा सोइबो संसार नष्ट हबो चतुर्था मूर्ति देखैले कहले बापा उठ उठ बोली जते बेले कहिसंती ये उठी छंती उठिला परे शंख चक्र गदा पद्म चिन्ह देखिदेले हसी देले वसुदेव
କହିଲେ ବାପା ହଁ। ଆଉ ଅସୁବିଧା କିଛି ନାହିଁ ନାହିଁ। ଆଖିରେ ଦେଖିଲୁ ହଁ। କୋଳରେ ଧରିଲୁ ହଁ। ତମେ ଆମ ପୁଅ ହଁ। ମୁଁ ବାପା ହଁ। ମୋ ହାତ ପାଦ ଏଥର ଫିଟିଯିବ ଯିବ ରହିବନି ଆଉ କହିଲେ ନାଇଁ ବାପା କଣ ନାହିଁ? ମୁଁ ହାତ ପାଦ କଣ ଫିଟେଇବାକୁ ଆସିଛି ମୁଁ ପରା ନିଜ ଭୁଲରେ ଅଛି ବୋଲି ମୁଁ ବନ୍ଦିଶାଳାରେ ଜନ୍ମ ହେଇଛି ତମର ଆଶ୍ରୟ ନେଉଛି ଆଉ ମୁଁ କଣ ଫିଟେଇବି ନା ତାହେଲେ ଫିଟେଇବ କିଏ କହିଲେ ଭୋତାପ କର୍ମ ପାଇଦେଛି কর্মঠু বড় দেবতা সংসারে কেই নাই নাই। যদি কর্ম ঠিক আছে হ্যাঁ। তোমার হাত পাদ ফিটিব আজ্ঞা। যদি কর্ম ভুল হ্যাঁ। হাত পাদ ফিটেইলা বেলা সৃষ্টিরে কেই নাই নাই। তাহলে এটি সে কইলে তুমি কর্মকু পূজা কর সেইটি প্রভুকে হাত যোড়ি দেলে বাপা বসুদেব হ্যাঁ। কলে তু প্রভু বলি আমাকে ভণ্ডেই দউনু তো না না ভণ্ডিবি কাইকি কলে কি কর্ম করি ভাবু পার কহে কমলার এ কমলার বর মু কি কর্ম করি এ ভব সংসার পার হবি মতে টিকে বুঝাই দউ নাহান্তি বুঝিও। কলে বাপা তমে হ্যাঁ। ভুল কর্ম করিছ যদি ঠিক করি থান্ত হাত পাদ বন্ধা হই নথান্তা আজ্ঞা তাহলে সেদিন হ্যাঁ। বাপাঙ্কু বুঝেইছন্তি মতে এঠু নেই যা নেই যা তাহলে ইয়ে নেই যাবাটা ঠিক না ভুল আমি যদি কইবা রাজার ধর্ম ইয়ে নুহ আজ্ঞা। কারণ সত্য সার মনুষ্য সত্য সার মহিপতে কাঁচা বিচলিত যে তেন সুকৃত হারিত সত্য রক্ষা করিবা মনীষর ধর্ম আজ্ঞা সত্য রক্ষা করিবা রাজার ধর্ম হ্যাঁ। কথা দেই যে কথা অপহরণ করি নিয়ে আজ্ঞা। সংসারে সে হচ্ছে জনে পাপী কারণ যদি সত্য রক্ষা করি ন পারিলে আপন হ্যাঁ। আপন সংসারে পাপী বলে পাপী। তাহলে ইয়ে তো সত্য করিছন্তি জন্ম হলা মাত্রে নবজাত শিশুকে তো হাতরে সমর্পণ করিবি আজ্ঞা যদি এঠু কৃষ্ণকে নেই লুচি পড়াইবে কন্যাটাকে আনিবে তাহলে অসত্যবাদী হয়ে ଯିବେ। তাহলে লাভ কোণ হব সেইটি পচারে কলে প্রভু মতে কোণ সত্য ভগ্ন করিদেবু পাপী সজাইবু সজাইবু। তাহলে পাপী কেতে জন আপন মানকর সংহিতা কহନ୍ତି আজ্ঞা। কলে অস্বস্থ ছদি পিতৃমাতৃ ঘাদি দত্তা পাহাড়ি সুতা বিগ্রহঞ্চ গোবিজ হৃত্ব পরদার কৃত্ব মুচ্যতে পাপ চতুর্যুগ ছজন আজ্ঞা পাপী ছজন বড় অস্বস্থ যে হানিব আজ্ঞা অস্বস্থ ছেদি হ্যাঁ। অস্বস্থ গছ হানিলে পাপী আজ্ঞা পিতৃমাতৃ ঘাতী বাপা মা কু যে আঘাত দব আজ্ঞা। সংসারে যে সে জনে পাপী পাপী। দত্তা পহারি দান দেই যে অপহরণ করে নব হ্যাঁ। সে জনে পাপী জনে পাপী। সুতা বিক্রয়ঞ্চ আজ্ঞা। ঝিওকু বিক্রি করে যে রোজগার করে হ্যাঁ। সে হচ্ছে পাপী পাপী। গো বীজ হৃত্বা হ্যাঁ। গরু বীজ অপহরণ কলে আজ্ঞা। সংসারে সিଏ পাপী পাপী। পরদার কৃত্বা পরর ঝিও বউ প্রতি কুদৃষ্টি ଯିଏ ରଖେ ସିଏ ହଉଛି ପାପୀ ପାପୀ ଆଉ। ଏ ଯୋଉ ଛଅଟି କଥା ଆଜ୍ଞା। ଆଚ୍ଛା ଅସ୍ୱସ୍ଥକୁ ହାଣିଲେ କାହିଁକି ପାପ ହବ କହିଲେ ଗଛ ହାଣିଲେ ପାପ ଆଜ୍ଞା। ସିଧା ତ ଗଛ କହିଥାନ୍ତେ ହଁ, ଭଲ ହେଇଛି। ତାହେଲେ ଅସ୍ୱସ୍ଥ ଗଛକୁ ଅଗ୍ରାଧିକାର ଦେଲେ କାହିଁକି କାହିଁକି? ନା ଗଛ ହଁ। ଆମର ହଉଛି ଦେବତା ଆଜ୍ଞା। ଆମେ ଯାହାକୁ ଶିବ ବୋଲି କହୁ ହଁ। ଅକର୍ମ କର୍ମଦାୟକ ଆଜ୍ଞା ଯିଏ ବିଷ ପିଇ ଅମୃତ ପ୍ରଦାନ କରନ୍ତି ଆଜ୍ଞା। ସେ ହଉଛନ୍ତି ଶିବ ଶିବ। ସଂସାର ଯଦି ବାସ୍ତବ ଜଗତକୁ ଆମେ ଆସିବା ଆଜ୍ଞା। ତାହେଲେ ଶିବ କିଏ ସେ ମନ୍ଦିରରେ ଯିଏ ବସନ୍ତି ହଁ, ସେଇ ଶିବ। ନାଇଁ ଆଉ? ଆପଣ ମାନଙ୍କର ଆର୍ଯ୍ୟ ଧର୍ମାବଲମ୍ବୀ କହନ୍ତି ହଁ। ଯେ ବୃକ୍ଷ ହଉଛି ଶିବ ଶିବ ଯିଏ ଅମ୍ଳଜାନ ନିଏ ହଁ। ଅଙ୍ଗାରକାମ୍ଳ ନିଏ ଅମ୍ଳଜାନ। ଅମ୍ଳଜାନ ପ୍ରଦାନ କରେ ଆଜ୍ଞା। ଯିଏ ବିଷ ଖାଇ ହଁ। ଆମକୁ ଅମୃତ ଦଉଛନ୍ତି ହଁ। ବାସ୍ତବିକ ସିଏ ହଉଛନ୍ତି ଅକର୍ମ କର୍ମଦାୟକ ଶିବ ଶିବ ତ ସେଇ ତାହେଲେ ଶିବ ଯଦି ଜଗତରେ ଗଛ ସିଏ ତାହେଲେ ସବୁ ଗଛକୁ କାହିଁ କୁହାଲାନି ଶାଗୁଆନ ଗଛ ଶାଳ ଗଛ ପିଆଶାଳ ଗଛ ଏମାନେ ତ ଦାମିକା ଦାମିକା ଗଛ ଅସ୍ୱସ୍ଥ ଗଛକୁ କାହିଁ କୁହାଲା କାହିଁକି? ଗଛ ଅମ୍ଳଜାନ ଦିଏ ଯେ ହଁ। ଅନ୍ୟ ଗଛ ଯେତିକି ଅମ୍ଳଜାନ ଦିଅନ୍ତି ଆଜ୍ଞା। ତାଙ୍କ ତୁଳନାରେ ହଁ। ଅସ୍ୱସ୍ଥ ଗଛ ହଁ। 10 ଗୁଣ ଅଧିକା ଅମ୍ଳଜାନ ଦିଏ ବାଃ। ସେଇଥିପାଇଁ ହଁ। ଦେବବୃକ୍ଷ ଅସ୍ୱସ୍ଥ ଗଛ କହନ୍ତି ଆଜ୍ଞା। ତେଣୁ ଅସ୍ୱସ୍ଥ ଗଛ ଆଣିଲେ ଆପଣ ପାପୀ ହେବେ ହେବେ। ପିତୃମାତୃ ଘାତୀ ବାପା ମା କୁ ସଂସାରେ ଯିଏ ଆଘାତ ଦେଇଛି ଆଜ୍ଞା। ସେ ଯେତେ ବଡ ଲୋକ ହେଲେ ମଧ୍ୟ ହଁ। ତାଠୁ ପାପୀ ସଂସାରେ କେହି କେହି ନାହିଁ ନାହିଁ। ସମାଜରେ ଆମେ ବଡ ଲୋକ କାହାକୁ କହିବା ଯାହାର ଟଙ୍କା ଅଛି ଯାହାର ଧନ ଅଛି ସେଇ ବଡ ଲୋକ ଆଜ୍ଞା। 3 ମହଲା କୋଠା ହଁ। ନାଇଁ ଆଜ୍ଞା ଆଉ? ବଡ ଲୋକ ସେଇ ହଁ। ମରିଗଲା ପରେ ହଁ। ଯାହା ନାଁ ଶୁଣିଲେ ଆଜ୍ଞା। ଆଖିରୁ ଦି ଧାରେ ଲୁହ ଗଳି ପଡେ ହଁ। ସଂସାରେ ସେଇ ହଉଛି ବଡ ବଡ ଲୋକ ଲୋକ। ଯଦି କୋଟିପତି ମଣିଷ ହଁ। ବଡ ଲୋକ ହେଇଥାନ୍ତେ ଆଜ୍ଞା। କାହା କଥା କହିବୁ ନୀରବ ମୋଦି ହଁ। ବିଜୟ ମାଲ୍ୟା ବେଶ। ସୁବ୍ରତ ରାୟ ହଁ ମହିମା ମିଶ୍ର ଏମାନେ କଣ ହଜାର ହଜାର କୋଟି ଟଙ୍କାର ମଣିଷ ନୁହଁ କିନ୍ତୁ ସମାଜରେ ତାଙ୍କ ପାଇଁ ବାର୍ତ୍ତା କେତେ ପଇସା ଥିଲେ ଯେ ଜଣେ ବଡ ଲୋକ ତାକୁ ବଡ ଲୋକ କହନ୍ତିନି
ମଲା ବେଳକୁ ଯାହା ନା ଶୁଣିଲେ ଆଜ୍ଞା। ଆଖିରୁ ଲୁହ ବହିବ ହଁ। ସଂସାରରେ ସେଇ ହଉଛି ବଡ ଲୋକ। ବଡ ଲୋକ। ତାହେଲେ ବାପା ମାକୁ ଆଘାତ ଦେଇ ଆପଣ କେତେ ବଡ ହୁଅନ୍ତୁ ହଁ। ଲାଭ କିଛି ଅଛି? କିଛି ନାହିଁ। 17 ମହଲା କୋଠା କଲେ ମଧ୍ୟ ଆଜ୍ଞା। ବାପାକୁ ଯଦି ବୃଦ୍ଧାଶ୍ରମରେ ଛାଡ଼ିଲେ ହଁ। ଫାଇଦା କ'ଣ ଅଛି? କିଛି ଫାଇଦା ନାହିଁ। ଆପଣ ଦେଖୁନାହାନ୍ତି ଆଜ୍ଞା। ଯେ ତ ଫେସବୁକ୍ ନ୍ୟୁଜରେ ଆପଣ ଦେଖିଦେବେ ହଁ। ଯେ କୋଟି କୋଟି ଟଙ୍କାର ମାଲିକ ପୁଅ ହଉଛି IPS ଅଫିସର, ଆଜ୍ଞା। କିନ୍ତୁ 2 ଖଣ୍ଡ ପୋଡ଼ା ରୁଟି ଖାଇବାକୁ ପାଇଲେନି ବୋଲି ଭୋକ ଉପାସରେ ବାପା ମା ବିଷ ଖାଇ ମଲେ। ତାହେଲେ ବାପା ମା କ'ଣ ପୁଅ ଜନ୍ମ କରନ୍ତି ଝିଅ ଜନ୍ମ କରନ୍ତି ନିଜେ ଆତ୍ମହତ୍ୟା କରିବେ? ବାପା ମା କ'ଣ ପୁଅ ଜନ୍ମ କରନ୍ତି 3-3ଟା ପୁଅ ଛାଇ ବୃଦ୍ଧାଶ୍ରମକୁ ଯିବେ? ବାପା ମା କ'ଣ ପୁଅ ଜନ୍ମ କରନ୍ତି ବୃଦ୍ଧ ବୟସରେ ଖାଇବାକୁ ମୁଠେ ପାଇବେନି ମରିବେ? ଆଜି OTV ନ୍ୟୁଜରେ ଦେଇଛି ମାଆକୁ ପୁଅ କହୁଛି ମୁଁ ତତେ ଆଉ ପୋଷି ପାରିବିନି, ତୁ ବୃଦ୍ଧାଶ୍ରମକୁ ପଳା। ବାହାରେ ସୃଷ୍ଟିର ମଣିଷ ଆମେ ଏତେ ଉଚ୍ଚକୁ ଗଲେ ମଧ୍ୟ ସେ ଟଙ୍କା ପଇସାକୁ ଶତଧିକ ଯୋଉଠି ମଣିଷ ପଣିଆ ନାହିଁ ସେଠି ଲାଭ କ'ଣ ଅଛି? ମଣିଷ ଏମିତି ଗୋଟିଏ ପ୍ରାଣୀ ନିଜେ ବଞ୍ଚା ସିନା ଅନ୍ୟକୁ ବଞ୍ଚାଏ, କିନ୍ତୁ ଶେଷ ଜୀବନରେ କ'ଣ ସୁଖ ପାଇଛି? ଆପଣମାନଙ୍କର ଇଂଲିଶ କବି ସେକ୍ସପିୟର କହନ୍ତି ଆଜ୍ଞା। ଫେମ୍ ଇଜ୍ ଏ ଫୁଡ ଦାଟ୍ ଡେଡ୍ ମ୍ୟାନ୍ ଇଟ୍ସ। ପ୍ରତିଭା ଭାଇ ଏମିତି ଗୋଟିଏ ଖାଦ୍ୟ ହଁ। ମଲା ପରେ ମଣିଷ ଖାଏ, ଆଜ୍ଞା। ବଞ୍ଚିଥିଲା ବେଳେ ପାଏନି। ନାଇଁ। ବଞ୍ଚିଥିଲା ବେଳେ ବାପା ବେକରେ ଫୁଲ ମାଳ ନାହିଁ, ନା। ମଲା ପରେ ହଁ। ଫଟୋରେ ଫୁଲ ମାଳ ଦେବେ। ଆଜ୍ଞା। ବଞ୍ଚିଥିଲା ବେଳେ ହଁ। ବାପାକୁ ଖାଇବାକୁ ଦେବେନି, ନାଇଁ। କିନ୍ତୁ ମଲା ପରେ ଅସ୍ଥି ପାଖରେ ନେଇ ବରା ଥୋଇବେ। ଆଜ୍ଞା। ଶ୍ୱଶୁର ଘରୁ ଯଦି ବରା କି ମିଠା ଆସିଥିବ ହଁ। ନା ଏ ରହ ହାତ ମାରନା, ଏ ଖାନା କି ବାପାଙ୍କୁ ଆଗ ଦେଲାନି। ହଁ। ବାପାଙ୍କ ଅସ୍ଥି ପାଖରେ ବରା ଥୋଇବେ, ଆଜ୍ଞା। ମିଠା ଥୋଇବେ, ହଁ। କିନ୍ତୁ ବଞ୍ଚିଥିଲା ବେଳେ ସେଇ ବାପା ପୁଅକୁ ଯଦି ପଚାରିବ ବାସ୍କେଟରୁ ପୁଡ଼ା କାଢି ଯାଉଛି, ହଁ। ପୁଅ କ'ଣ ଆଣିଛୁ? ନା ନାଇଁ ମ କିଛି ନାହିଁ, ପୁଅ ପାଇଁ ଆଳୁ ଚପଟି ଆଣିଛି। କିନ୍ତୁ ବେଡରେ ବସି ନବବିବାହିତା ବଧୂ ନିଜ ସ୍ତ୍ରୀ କି ଧରି ହଁ। ରୋଲ ପକୋଡା ଖାଉଛି। ଏଇ ବାପା ଏତେ ଶ୍ରମ କରି ତତେ ମଣିଷ କରିଛି। ଭାଇ ବାପାର ଡେଫିନେସନ ବୁଝିବାକୁ ଆଜି ଶିକ୍ଷିତ ସମାଜର ହଁ। ପୁଅମାନଙ୍କ ମୁଣ୍ଡରେ ବୁଦ୍ଧି ନାହିଁ। ଉଚ୍ଚ ଶିକ୍ଷିତ ସତ, କିନ୍ତୁ ବାପା କିଏ କ'ଣ ଜାଣିଛନ୍ତି? ଭାଇ ସମାଜରେ ବାପା କିଏ? ଚାଲି ଶିଖିନଥିଲୁ ତ ହାତ ଧରି ଯିଏ ଚାଲି ଶିଖେଇଛି ସେଇ ହଉଛି ବାପା। ବାପା କିଏ? ନିଜ ପେଟକୁ ନ ଖାଇ ତତେ ଯିଏ ଖାଇବା ଦେଇଛି ସେଇ ହଉଛି ବାପା। ବାପା କିଏ? ନିଜେ ଝୁମ୍ପୁଡ଼ି କୁଡ଼ିଆ ଭିତରେ ରହି ମୋ ପୁଅ ଭଲରେ ରହିବ ବୋଲି ଛାତ ଘର କରିଦେଇଛି ଯିଏ, ସେଇ ହଉଛି ବାପା। ବାପା କିଏ? ଖାଲି ପାଦରେ ଚାଲି ତତେ ନୂଆ ଜୋତା ଯିଏ ପିନ୍ଧେଇଛି ସେଇ ହଉଛି ବାପା। ବାପା କିଏ? ନିଜେ ଚିରା ଲୁଗା ପିନ୍ଧି ତମେ ଗଣେଶ ପୂଜାକୁ ନୂଆ ପ୍ୟାଣ୍ଟ ସାର୍ଟ ଆଣି ଦେଇଛି ସେଇ ହଉଛି ବାପା। ବାପା ସମାଜରେ କିଏ? ଦାଣ୍ଡରେ କାନ୍ଧରେ କାନ୍ଧ କରି ତତେ ଯିଏ ବୁଲେଇଛି ସେଇ ହଉଛି ବାପା। ଆଜି ସମାଜର ମଣିଷ ଯୋଉ ବାପା ମାଛ ଖାଇଲା ବେଳେ କଣ୍ଟା ଛଡ଼େଇ ପାଟିରେ ମାଛ ଖୁଆଇଦବ, ଝୋଳ ଲଗେଇ ଭାତ ଖାଉଛି, ସ୍ତ୍ରୀ ଯଦି କହିବ ଆଉ ଖଣ୍ଡେ ମାଛ ଦେବି ଥାଉ, ପୁଅ ସ୍କୁଲରୁ ଆସିଲେ ଖାଇବ, ସେଇ ବାପା ଝୋଳ ଲଗେଇ ଭାତ ଖାଇଲା ତତେ ମାଛ ଖୁଆଇଲା। କିନ୍ତୁ ବାପା ବୁଢ଼ା ହେଲା ପରେ ତୁ ସ୍ତ୍ରୀ କି ଧରି ରୋଲ ପକୋଡା ଖାଉଛୁ, କିନ୍ତୁ ବାପାକୁ କହୁଛୁ କିଛି ନାହିଁ, ଧିକ୍ ମଣିଷ ପଣିଆ। ଆଜି ସବୁ ଆମେ ପୂଜା ବଡ଼ ପଣ୍ଡା ସାଜିଛେ, ଧର୍ମଦାଣ୍ଡରେ ଶିକ୍ଷିତ ବୋଲଉଛେ ଆମେ ପୁଅ, କିନ୍ତୁ ଯୋଉ ପୁଅ ଭାଇ ସଂସାରେ ବାପା ମା ସେବା କରିନି ସେ ପୁଅ ଜଗତରେ କାହାରି ନୁହଁ। ଗଣେଶ ପୂଜା ଦିନ ପ୍ୟାଣ୍ଟ ସାର୍ଟ ପିନ୍ଧି ଗଣେଶକୁ ପୂଜା କରିବୁ, ଦଶହରା ଦିନ ସଜ ବସାଇ ମୋଟର ସାଇକେଲକୁ ପୂଜା କରିବୁ, କିନ୍ତୁ ବାପାକୁ ଛିଣ୍ଡା ଲୁଗା ଟିକେ ମଧ୍ୟ ଦେଇନି। ତାହେଲେ ଆମେ ପୁଅ ବୋଲଉଛେ କାହିଁକି? ଲାଭ କ'ଣ ଅଛି? ଯୋଉଠି ବାପା ମନ କଥା ପୁଅ ବୁଝିନି ସିଏ ପୁଅ ନୁହଁ, ସଂସାରେ ସିଏ ଗୋଟାଏ ପାପୀ। ପରର ଝିଅ ବୋହୁ ପ୍ରତି କୁଦୃଷ୍ଟି ଆକର୍ଷଣ ଯିଏ କରିଛି ଆଜ୍ଞା। ସମାଜରେ ସିଏ ଜଣେ ପାପୀ। ହଁ। ଗୋରୁ ବୀଜ ଅପହରଣ ଯିଏ କରିବ ଆଜ୍ଞା। ସିଏ ପାପୀ। ପାପୀ। କାହିଁକି ତା କଥା କହୁଛି ନା ଦତା ପହାରି ଦାନ ଦେଇଛି ଅପହରଣ କରିନି ସିଏ ପାପୀ। ପାପୀ। ଆଜି ସମାଜରେ ଯଦି ହିସାବ କରିବା ଆମେ ତା ଦେହରେ ଲିପ୍ତ ରହୁ। କାହିଁକି? ଝିଅଟି ଆମେ ଦାନ କରୁ, କନ୍ୟା ଦାନ କଲା ପରେ ଆଜ୍ଞା। ଶ୍ୱଶୁର ଘରକୁ ଯଦି ଝିଅ ଯାଏ ତାହେଲେ ଶାଶୁ ଘର ସେଇଟା ହଉଛି ଦାନ ଜାଗା। ବାପା ଝିଅ ସାଙ୍ଗରେ ତାକୁ ଛାଡ଼ିବାକୁ କାହିଁକି ଯାଏନି? ତା ଭାଇ ଯାଏ ଆଜ୍ଞା। ଯେ ଇଏ ତ କନ୍ୟା ଦାନ କରିଛି ବେଦିରେ, ହଁ। ଯୋଉ ଜାଗାକୁ ଇଏ ଯିବ ଦାନ ଜାଗାରେ ପାଣି କେମିତି ଗ୍ରହଣ କରିବ? ସେଇଥିପାଇଁ ସମୁଦି ଘରେ ଝିଅ ବାହାଘର କରି ବାପା କେବେ ଖାଏନି, ଖାଏନି। ପାଣି ଛୁଏନି। ଆଜ୍ଞା। କିନ୍ତୁ ଆଜିର ବାପା ଆମେ ଫୋନ କରିଦେବା ମା ହଁ। ଅଫିସ ଛୁଟି ଅଛି ଶନିବାର ରବିବାରେ, ହଁ। ମୁଁ ତ ଘର ଆଡେ ଯିବି। ଆଉ ବାପାର ତ ଦାନ୍ତ ନଥିବ, ସିଏ ମଟନ କଲିଜା ସିଝେଇକି ଥୋଇଥିବ, ଇଏ ଝିଙ୍କି ଦେଇକି ଆସିବ। ଖାଇବ ତ ଖାଉଛି ଆଉ। ତାହେଲେ ଆମେ ଦାନ ଦେଇ ଅପହରଣ କରୁ। ଆଜ୍ଞା। ତେଣୁ ଆଜି ସମାଜରେ ଆମେ ଜଣେ ଜଣେ ପାପୀ। ପାପୀ। କିନ୍ତୁ କାହିଁକି ଏ କଥା କହୁଛି କାହିଁକି? ନା ଜଗତ ଭିତରେ ଯୋଉଠି ସତ୍ୟ ଭଗ୍ନ ହେଇଯିବ ଆଜ୍ଞା। ସେ ପାପୀ।
ବସୁଦେବ ହାତ ଯୋଡ଼ିଦେଲେ କହିଲେ ହେ ପରମେଶ୍ୱର ହେ ପରମାତ୍ମା ପ୍ରଭୁ। ହେ ବାସୁଦେବ ହେ କୃଷ୍ଣ ହଁ। ମୁଁ ଯଦି ତମକୁ ଏଠୁ ଲୁଚେଇ ନେଇଯିବି ମୁଁ ଅସତ୍ୟବାଦୀ ହେଇଯିବିନି ଅସତ୍ୟବାଦୀ ହେଇଗଲେ ତମେ ପାଇବ କଣ କଣ ପାଇବ? କିଛି ପାଇବନି ନାଇଁ ନାଇଁ। କହିଲେ ବାପା ହଁ। ତମେ କର୍ମ ଭୁଲ କରୁଛ ମାନେ କର୍ମ ଭୁଲ ପାଇଁ ହଁ। ତମ ହାତ ପାଦ ବନ୍ଧା ହେଲା ବାସ୍। ଯଦି କର୍ମ ଠିକ ହେଇଥାନ୍ତା କାଇଁ ବନ୍ଧା ହେଇଥାନ୍ତା? ବନ୍ଧା ହେଇନଥାନ୍ତା ଆଜ୍ଞା। ନା ଏବେ କଣ କର୍ମ କରିବି ନା ମତେ ଏଠୁ ହଁ। ତମେ ନେଇଯା ନେଇଯା। ନନ୍ଦ ମନ୍ଦିର ମତେ ତୋରି, ଏ କନ୍ୟା ନାରୀ କହିଲେ ମୁଁ ସିନା ତତେ ନେବି କନ୍ୟା ପାଲଟେ ଆଣିବି ହଁ। ଭୁଲ ମୋର ହବନି ନା ନା କର୍ମ ହଉଛି ଆଜ୍ଞା ଦିଟି ଗୋଟିଏ ହଉଛି ବିହିତ କର୍ମ ଆଜ୍ଞା। ଗୋଟିଏ ହଉଛି ନିୟତ କର୍ମ ଆଜ୍ଞା। ବିହିତ କର୍ମ ବାପା କଥା ପୁଅ ମାନିବ ଆଜ୍ଞା। ଗୁରୁ କଥା ଶିଷ୍ୟ ମାନିବ ହଁ। ମା କଥା ପୁଅ ମାନିବ ହଁ। ବାପା କଥା ପୁଅ ମାନିବ ଆଜ୍ଞା। ଏଇଟା ହଉଛି ବିହିତ କର୍ମ କର୍ମ। ଯାହା ନ୍ୟାୟୋଚିତ ଆଜ୍ଞା। କିନ୍ତୁ ଆଜି ସମାଜରେ ଯଦି ଆମେ ଦେଖିବା ବାପା କଥା ପୁଅ ମାନିଲାନି ନାଇଁ। ହିରଣ୍ୟକଶିପୁ କଥା ମାନିଛି ପ୍ରହ୍ଲାଦ ନାଇଁ, ମାନିଲାନି। ସ୍ୱର୍ଗରେ ଇନ୍ଦ୍ର ହେଲା ଆଜ୍ଞା। ତାହେଲେ ତାର କ୍ଷତି କିଛି ହେଇଛି ନାଇଁ, ଲାଭ ଦି ହେଲା। ଜଣଙ୍କର ଲାଭ ହେଇଛି ଆଜ୍ଞା। ବାପା କଥା ମାନିଲାନି ବୋଲି ହଁ। ଇଏ ସ୍ୱର୍ଗରେ ଇନ୍ଦ୍ର ପଦ ପାଇବ ଆଜ୍ଞା। ତୁ ଇନ୍ଦ୍ର ହେଇଯା ହଁ। ହାତ ଯୋଡ଼ି ଦେଲା ପ୍ରହ୍ଲାଦ କହିଲା ପ୍ରଭୁ କଣ? କିଛି ମାଗିବି ଆଉ କଣ ମାଗିବୁ ନା ମୋ ବାପା ଭଳି କାହାକୁ ଦିଫାଳେ କରିଦବନି ନା ଡରିଗଲୁ ନା ନାଇଁ ଆଉ? ଯଦି ମୋ ବାପା ଭଳି ଆଉ କାହାକୁ ଦିଫାଳେ କରିବ ହଁ। ତାହେଲେ ମୋ ବାପାକୁ ଫୋପାଡ଼ି ଦେଇ ହଁ। ତାକୁ ତମେ କୋଳରେ ଶୁଆଇବ ହଁ। ଯଦି ଆଉ କେହି ଦି ଫାଳେ ନ ହେବେ ହଁ। ମୋ ବାପା ତୋ କୋଳରେ ସାରା ଜୀବନ ଶୋଇଥବ ହଁ। ତୋ ଛଡା ଫୁଲ ତୁଳସୀ ମୋ ବାପା ଉପରେ ପଡୁଥବ ସଂସାରେ ଏତେ ପୁଅ ଅଛ ହଁ। କା ବାପାକୁ କିଏ ନେଇ ପ୍ରଭୁ କୋଳରେ ଶୁଆଇଛ କହ କାଇଁ ମୁଁ କିଏ? ବାପା କଥା ସିନା ମାନିନି ଆଜ୍ଞା। ପୁଅର ଉପକାର ହଁ। ଏଠି ବାପାର ଉପକାର ଉପକାର ଆଉ। ତାହେଲେ ଏଠି ନ ମାନିବାର ତ କ୍ଷତି କିଛି ନାହିଁ ନାଇଁ, ନାଇଁ। ସେତିକି ନୁହଁ ଆଉ? ବ୍ରାହ୍ମଣ କଥା ମାନିବା କଥା ଆଜ୍ଞା। ବ୍ରାହ୍ମଣ ହଉଛନ୍ତି ଦେବତା ହଁ। କିନ୍ତୁ ବ୍ରାହ୍ମଣ କଥା ମାନିଲାନି କିଏ ସେ ଆପଣ ମାନଙ୍କର ରାଜା ବଳି ଗୁରୁଙ୍କ କଥା ମାନିଲେ ନାଇଁ, ମାନିଲେନି। ଶୁକ୍ରାଚାର୍ଯ୍ୟଙ୍କ କଥା ମାନିଲେନି ନାଇଁ। ମାନିଲେନି ବୋଲି ହଁ। ଅସୁବିଧା କିଛି ହେଇଛି ପ୍ରଭୁଙ୍କ ପାଦ ତଳେ ଆଶ୍ରୟ ପାଇଲେ ହଁ। ଯଦି ମାନିଥାନ୍ତେ ହଁ। ତାହେଲେ ତ ସର୍ବନାଶ ହେଇଯାଇଥାନ୍ତେ ଆଜ୍ଞା। ମାନିଲେନି ଲସ୍ କିଛି ନାହିଁ ସେତିକି ନୁହଁ ମା କଥା ମାନିବା କଥା ପୁଅ କିନ୍ତୁ ମା କଥା ମାନିଛନ୍ତି ଧର୍ମରାଜ ଯୁଧିଷ୍ଠିର ଗଙ୍ଗା ପାର ହେଲା ବେଳେ ଆଜ୍ଞା। ଡଙ୍ଗା ଭିତରେ ହଁ। ଆରପଟେ ପାର ହେଇ ପହଞ୍ଚିଲେ ଆଜ୍ଞା। ବେଳାଭୂମିରେ ପହଞ୍ଚିଲେ ହଁ। କୁନ୍ତୀ କହିଲେ ବାପା କଣ? ମୋର ବାହା ହେବାକୁ ଇଚ୍ଛା ହଉଛି ମତେ ଟିକେ ବାହା କରେଇ ଦିଏ କହିଲେ ମାର ଏ ବୟସରେ ଏମିତି କଣ କଥା କହିଲେ ଠିକ ଅଛି ମା ଆଉ ଖଣ୍ଡେ ବାଟ ଚାଲ ଆଉ ଟିକେ ବାଟ ଗଲା ପରେ ହଁ। ଛିଡା ହେଲେ କହିଲେ ମା ବିବାହ ହେବାକୁ କହୁଥିଲ ପରା ବାହାଘର ହବ କହିଲେ ବାପା ତୁ ମୋ ପୁଅ ହଁ। ମୁଁ ମା ହଁ। ଏମିତି କଥା କଣ କହୁଛୁ ତାହେଲେ ଏ କଥା ସେ କହୁଥିଲେ କାହିଁକି ନା ସେ ଜାଗାର ଦୋଷ ଯଦି ସେ ଜାଗାରେ ଇଏ ହଁ କରିଦେଇଥାନ୍ତେ ପୁଅ ମାକୁ ବାହା କରିଥାନ୍ତା ଅସୁବିଧା ହେଇଯାଇଥାନ୍ତା କିନ୍ତୁ ସେଦିନ ମା କଥା ମାନିଲେନି ବୋଲି ଆଜ୍ଞା। କେଡେ ବଡ ଉପକାର ହେଲା ଆଜ୍ଞା। ମାଟି ପରା ବେଳେ ବେଳେ ଦୋଷ କରିବ ମାଟି, ହଁ। କାହାରି ଦୋଷ ନୁହଁ ନାଇଁ। ଶିଶୁର ଭାଇ ନା ହଁ। ମୋର କିଛି ନେଇନି ନାଇଁ। କି ମୁଁ ତାଙ୍କର କିଛି ନେଇନି ନାଇଁ। ତାଙ୍କର ଡୁଆଲ ସିନ୍ ପାଲା ହେଲେ ଚଳିଲା ହଁ। ନହେଲେ ମାଷ୍ଟର ଚାକିରି ଗଲେ ଚଳିଲେ ଭଲ ଆଉ। କରୋନା 2 ବର୍ଷ ହେଲା ହଁ। ତାଙ୍କ ଦରମା ବୋହିଲେ ସିଏ ଖାଇଲେ ହଁ। ପିଲାଙ୍କୁ ଟୋପେ ପାଠ ପଢେଇବାର ନାଇଁ। ନାହିଁ ଦରମା ବନ୍ଦ ଅଛି କିନ୍ତୁ ଆମେ ପାଲା ବାଲା ଆଜ୍ଞା। ଖାଇବାକୁ ପାଇଲୁନି ଦିମାଣେ ବିଲ ବିକିଦେଲୁ ବିକିଲୁ ଆଉ। କାହିଁକି ଏ କଥା କହୁଛି ଆଜ୍ଞା। ସିଏ ମୋର ଲସ୍ କରିନାହାନ୍ତି ମୁଁ ତାଙ୍କର ଲସ୍ କରିନି ନାଇଁ। କିନ୍ତୁ ହଁ। ସିଏ ସ୍ୱାଇଁ ଭାଇ ଏମିତି ହଁ। ମୁଁ ପାଢୀ ଭାଇ ଏମିତି କାହିଁକି କହୁଛୁ ସେଇଟା ହଉଛି ଏ ଜାଗାର ଠିଆ ହେଲେ ହଁ। ସିଏ ମତେ କହିବେ ମୁଁ ତାଙ୍କୁ କହିବି ଜାଗା ତ- ଏଇଠି ମାଇଁ ଛଟିଆ କଥା ପଡି ଯାଉଛି ଗୋଟିଏ ଲୋକ ଥରେ ଆଜ୍ଞା। ଗୋଟେ ମୁଗୁରା ବସେଇଥିଲା ଆଜ୍ଞା, ଆଜ୍ଞା। କୋଉଠି ଦାନ୍ତିଆ କୋଉଠି ମୁଗୁରା କହନ୍ତି କିଏ କହୁଣିଆ କହେ ହଁ, ହଁ। ଯୋଉଟା ଉଚ୍ଚା ଜାଗାରୁ ନିଚାକୁ ପାଣି ପଡେ ଆଜ୍ଞା। ବର୍ଷା ଜୋର ହବ ହଁ। ସେ ଯନ୍ତ୍ର ଥୁଆ ହବ ହଁ। ଦୁଲ ଦୁଲ ପାଣି ପଡିବ ହଁ। ମାଛ ଧରା ହବ ଆଜ୍ଞା। ଇଏ ଗଲା ବେଳକୁ ସେ ଲୋକଟା ହଁ। ଗୋଟେ ଧଣ୍ଡିଆ ତା ଭିତରେ ପଡିଛି ଆଜ୍ଞା। ପେଟେ କେରାଣ୍ଡି ଭିଡି ଦେଇଛି ମୁଗୁରାରେ ମାଛ ନାହିଁ ଆଉ ନାଇଁ, ଖାଇ ଦେଇଛି। କହିଲା ଛଣ୍ଡାଳ ତୁ ସବୁ ଖାଇଲୁ ଆରେ। ଲାଞ୍ଜ ଧରିଲା ହଁ। ସେ ତ ପେଟେ ଖାଇଛି ହଲି ପାରିଲାନି ନାହିଁ। ତାକୁ ଫୋପାଡ଼ି ଦେଲା ଗୋଟେ କିଆ ବୁଦା ମୂଳେ ପଡିଲା ହଁ। ଦିନେ ନାହିଁ 2 ଦିନ ନାହିଁ 3 ଦିନ କାଳ ବସେଇଲା ହଁ। ମାଛ ଗୋଟିଏ ନାହିଁ ଇଏ ଖାଇଦିଏ ସେ ଲାଞ୍ଚ ଧରି ଫୋପାଡ଼ି ଦିଏ ହଁ, ହଁ। ଫୋପାଡ଼ି ଦେଲା ପରେ ସେଇଠି ଗୋଟେ ତମ୍ପ ଥିଲା କିଆ ବୁଦା ମୂଳେ ଆଉ ଆଜ୍ଞା, ଆଜ୍ଞା। କହିଲା ଧଣ୍ଡିଆ ପିଲା ହଁ। କିରେ ତୁ ବୋଲି ତତେ ଫୋପାଡୁଛି ନା ଆଉ ମୋ ଦିହରେ ହାତ ମାରନ୍ତା ଏ ନା ଦେ- କଣ କରନ୍ତୁ ହଁ। ନା ଦିଅନ୍ତି ଏକା ବେଳକେ ପାନେ ହଁ। କହିଲା ଭାଇ ହଁ। ତୁ ଟିକେ ଯା ହବ ହଁ। ମତେ ତ ଫୋପାଡ଼ିଲାଣି ହଁ। ଏବେ ତମ୍ପ ପରା ଚଢିଗଲା ମୁଗୁରା ପେଟରେ ପଶିଲା ପେଟେ ମାଛ ବାଗେ ଖାଇଦେଇ ତମ୍ପ ପଡିଲା କି ଶୋଇ ତମ୍ପ ଗଲା
से भितर पसी पेटे केरांडी जेमती खाइला सुलसुलिया पवन धीरे धीरे पानी पड़ुची हाँ। ये शोइची आज्ञा। यार तो धंतिया फोपाड़ी अभ्यास हाँ। कहला आजी पुणी हइरे। धरिला फोपाड़िला हाँ। तंप जाई दुलकरी पड़िला किया बुदा मुळे हाँ। धंटिया तो नैची तंप ताकू पाने दबो हाँ। ये तले दुलकरी पड़िला हाँ। धंटिया कहूची तंप भाई ना हो ना पान देलु ना ना कहला मु सिना धंटिया पिला पारिलिनी तू पारिलुनी कहला भाई कौन? तोर दोष नाई कि मोर दोष नाई आउ? सेटा होची से जागार दोष या जीव आज्ञा। से एमिति फोपड़ा खाइबो खाइबो। तेणु तू कोन करिबो मु कोन करिबो ଜାଗାରେ ताले जागा पाई हाँ। जदि पुअ राजी होइथांदा मां को बाहा करेबाकू भूल हो जाइथांदा हाँ। ताले मां कथा मानिलेनी भल होइछि ना भूल होइछि बापा कथा आज्ञा। जदि न मानिबे हाँ। ताले भूल होई जिवो बापा कथा मानिले ठीक ही हबो आज्ञा। किंतु बेळ पड़ीछि हाँ। बापा कथा Yes। न मानी आज्ञा। मनीष केते कथा करिछि बापा कथा कोन मानिछि सेदिन प्रहलाद नाଇଁ, ନାଇଁ, मानिलानी ମାନିଲାନି। ताले भूल होला ना ठीक होला कहले ये होछि नियत कर्म आज्ञा। विहित कर्म को छाड़ी एमाने नियत कर्म करती तेणु विहित कर्म बेले बेले हाँ। न करी मनीष आज्ञा। नियत कर्म रे पशि जाए जो कथा करिछि प्रहलाद आज्ञा। जो कथा करिसंती आपण मानकर पितामह भीष्म हाँ। जो कथा आर्यावर्तरे अनेक किंबदंती एमिति अछंती आज्ञा। एमाने उपाय न पाई हाँ। से कर्म करि चालिछंती आज्ञा। ताले एठी दोषी हबा किए ना निजर कर्म फल जोठी ठीक अछि आज्ञा। जगत रे सब ठीक अछि ठीक अछि। कर्म नि बाधिकारेस्तु मा फलेषु कलरा ରାଚନ आंब तोली देइछन ଆଜ୍ଞା ଆଜ୍ଞା पांडव माने ହଁ ହଁ स्त्री कहूची हाँ। जे आंबटा बढ़िया है हाँ। मते तोली दियंतु हाँ। बाबाजी का आश्रम आज्ञा। से जानी छंती हाँ। बाबाजी भारी रागी हाँ। एड़ा अज्ञान हो गले से दिन हाँ। धर्मराज युधिष्ठिर हाँ। स्त्री कथारे आंबटा तोली देले तोलिदेले। ये कोन किछि जानलेनी जदि स्त्री की एते भल पाउथले आज्ञा। ताले जो दिन हाँ। स्त्री डाकुथला हे धर्मनंदन हाँ। मते रक्षा कर हाँ। ये केमती कहले मु से भूल करिविनी କରିବିନି। सेदिन तो स्त्री की सही कथा कही थांते हाँ। ताले कथा कले काहेकि ना इटा नियत कर्म आज्ञा। जोटा विहित कर्म ताकू करि पारि नांती बेले बेले नियति निर्देश रे पड़ी हाँ। मनीष बाटटा को अबाट को चली जाए आज्ञा। कार साध्य बल अछि ए जगत ये नियति को तो बलि जाई छमते एई तोरा बारे रुंड दे पाई तू बसका बितारा तोरा बारे बेटी ये दरबार रे हमें केते लोक बसिछे आज्ञा। ए वर्ष पाला होउची आर वर्ष हबो हाँ। चिराचरित धार रे परंपरा बंचिबो आज्ञा। किंतु आर वर्ष हमें समस्त थबा माने अछि ନା ନା सब कोन रहिछि ना। ना रहिबो रहिबोनी। बोले कार साध्य बल अछि हाँ। नियति को निज इच्छा रे नबो केही नै पारिबे। नियति की निज इच्छा रे केही नै परिबेनी ना। राधानाथ कहले हाँ। नियति होउची बलवान आज्ञा। किंतु आपण देखंतु किठी कविवर राधानाथ कहले नाई आपण देखंतु ये कर्म होउची बड़ ବଡ଼ आमे बेले बेले कहू मो कर्म रे तो नाई मिलिबो कुआडू କୁଆଡୁ ମିଳିବ आमे कर्म को निंदा करू आज्ञा। किंतु आपण मानक रंगा जीव गंगाधर मेहर बही होउची प्रणय बलरी से कहले नाई कर्म बड़ नुह ଆଉ भाग्य होउची बड़ बोले भाबे भाग्य जदी नाही भोगिबाकू स्पर्शमणि रूप से कहले नाई कर्म नुह भाग्य होउची बड़ आज्ञा। जदी भाग्य रे नाही हाँ। ताले आसीबो कुआडू କୁଆଡୁ ଆସିବ एटी कर्म बड़ हाँ। ना भाग्य बड़ कर्म भाग्य को जदि एकाठी करिबा आज्ञा। कर्म जहा आज्ञा भाग्य सेया नुह ताले कर्म कोन ना जहा करिबा कर्म कर्म। भाग्य जा भुंजिबा भाग्य आज्ञा। कर्म रे कले हाँ। भाग्य रे भुंजिबा आज्ञा। जमी चाष कले हाँ। ताकू कादुआ कले हाँ। ताकू तळी पकेले हाँ। तळी रहिले हाँ। धान चाष कले हाँ। धान अमल कले हाँ। धान चाउଳ हबो हाँ। भात खाइबा ଆଜ୍ଞା ये होची कर्म कर्म। जदि एतक कर्म नाही आज्ञा। चाउଳ ହେଲା पर्यंत हाँ। ताले थाली पाखरे बसी भुंजिला बेलକୁ हाँ। कहबो मो भाग्य रे त नाही ହେଁ, ତୁ ତ କିରେ କର୍ମ कर्म ତ କରିନୁ ଭାଗ୍ୟ को आसीबो कुआडू हाँ। कर्म होची धान चाष आज्ञा। भाग्य होची भात भुंजिबा आज्ञा। जदि कर्म ठीक अछि हाँ। तो भाग्य ठीक अछि आज्ञा। ताले आगे कर्म ना आगे भाग्य आगे कर्म परे होची भाग्य भाग्य। ताले कर्म ठीक थिले हाँ। भाग्य को आसीबो आज्ञा। किंतु आज्ञा कर्म थबो हाँ। भाग्य थबो हाँ। जदि कर्म भाग्य एकाठी देबे मध्य हाँ। बेले बेले आउरी भूल हे जाए आपण देखु नाती आज्ञा। कर्म किए से
ଦେଖନ୍ତୁ ଛୋଟିଆ କଥା ପଦେ କହୁଛି କହନ୍ତୁ। 2 ଜଣ ଭାଇ ହଁ। ରଣପୁର ବଜାରକୁ ଆସିଲେ ଆଜ୍ଞା। ମାର୍କେଟିଂ କରିବାକୁ ହଁ। ବଜାରରେ ବୁଲିଲା ବେଳେ ଜଣେ ଭାଇ କହିଲା ଆରେ ଟିକେ ଛିଡ଼ା ହେଇଥା ମୁଁ 2 ପଇସା ଆଣେ ପଇସା ପକେଟରେ ତ ନାହିଁ ହଁ। ପଇସା ଆଣେ ସଉଦା କରିବି ଏଟିଏମ୍ ରୁମକୁ ଗଲା ଆଜ୍ଞା। ଏଟିଏମ୍ କାର୍ଡଟା ପୁସ୍ କଲା ହଁ। ପୁସ୍ କଲା ପରେ ଟଙ୍କା ବାହାରିଲା ହଁ। ଇଏ ତା ସାଙ୍ଗରେ ଯାଇଛି ହଁ। ତାର ଟଙ୍କା ଯେତେବେଳେ ବାହାରିଲା ହଁ। କହିଲା ତୋର ତ ଏ ବାକ୍ସ ଭିତରୁ ଟଙ୍କା ବାହାରିଲା ନା ହଁ ଇଏ ଏଟିଏମ୍ କାର୍ଡ ରଖିଛି ହଁ। ଧନ ଜନ ଯୋଜନା ହଁ। ଜିରୋ ଆକାଉଣ୍ଟ ବାଲାନ୍ସ ଖାତା ଖୋଲିଛି ହଁ। ଚେକ୍ ବୁକ୍ ଅଛି ପାସବୁକ୍ ଅଛି ଆକାଉଣ୍ଟ ବହି ଅଛି ଏଟିଏମ୍ କାର୍ଡ ବ୍ୟାଙ୍କ ବାଲା ଦେଇଛି ଦେଇଛି ତ। ଇଏ ଭାବିଲା ତାର ଯେମିତିଆ କାର୍ଡ ମୋର ତ ସେମିତିଆ କାର୍ଡ ହଁ। ଇଏ କାର୍ଡ ଟିକେ ପୁସ୍ କଲା ଆଜ୍ଞା। ଅନେଇଛି ଟଙ୍କା ବାହାରିଲାନି କାଗଜ ଟିକେ ଖସ୍ ଖସ୍ କରି ବାହାରିଲା କହିଲା କିରେ ତୋର ତ ଟଙ୍କା ବାହାରିଲା ହଁ। ମୋର କ'ଣ ଖାଲି କାଗଜ ନା ଆଚ୍ଛା ବ୍ୟାଙ୍କରେ ଟଙ୍କା ଥୋଇଥିଲୁ ନା ନା ଖାତା ଖୋଲିଲା ଦିନ ଯେତିକି ଯାଇଥିଲି ସେତିକି ହଁ। ଆଉ ବ୍ୟାଙ୍କ ଦେଖିନି ତାହେଲେ କହିଲା ବ୍ୟାଙ୍କ ତ ଯାଇନୁ ଏଟିଏମ୍ ରୁମକୁ ଆସିଛୁ କାହିଁକି ପଇସା କୋଉଠୁ ତେଣୁ ଆସିବ? ବ୍ୟାଙ୍କ ହଉଛି କର୍ମ ହଁ। ଆଉ ଭାଗ୍ୟ ହଉଛି ଏଟିଏମ୍ ରୁମ୍ ଆଜ୍ଞା। ତେଣୁ ବ୍ୟାଙ୍କରେ ଥୋଇଲେ ହଁ। ଏଟିଏମ୍ ରୁମରେ କାର୍ଡ ପୁସ୍ କଲେ ଟଙ୍କା ବାହାରିବ ଆସିବ। ବ୍ୟାଙ୍କ ଦୁଆର ମାଡ଼ି ନଥିବ ଖାଲି ଏଟିଏମ୍ ରୁ ସମସ୍ତେ ତ ସେମିତି ହେଲେ କାଢି ପକାନ୍ତି ଆଉ? ତାହେଲେ ଏଠି କର୍ମ ଅଛି ହଁ। ବ୍ୟାଙ୍କରେ ଟଙ୍କା ଥୋଇଲେ ଆଜ୍ଞା। ଏଠି ଭାଗ୍ୟ ହଁ। ଏଟିଏମ୍ ରୁମ୍ ଆଜ୍ଞା। ଏଟିଏମ୍ ରୁମରେ କାର୍ଡ ପୁସ୍ କଲେ ଆଜ୍ଞା। କିନ୍ତୁ ଯଦି ନେଟ କାମ କଲାନି ଆଜ୍ଞା। କାର୍ଡ ସେମିତି ଲାଗିଥିବ ହଁ। ସିଏ ମୋଟେ କିଛି ହବନି ଘିରି ଘିରି ବୁଲୁଥିବ ଟଙ୍କା ବାହାରିବନି କି କାର୍ଡ ବାହାରିବନି ଏଥିରେ ପୁଣି ଧରେ। ସେମିତି ଠିଆ ହେଇଥିବ ହଁ, କିଛି ହଁ, ହବନି ହଁ। ତାହେଲେ କର୍ମ ତ ଠିକ ହେଲା ବିଶେଷ ଘୋଷଣା କଣ ବସିଲ? ଗାୟକ ମହାଶୟଙ୍କ ପାଲାରେ ମୁଗ୍ଧ ହୋଇ ରଘୁନାଥପୁର ପଙ୍କଜ ପ୍ରଧାନ 50 ଟଙ୍କା ପୁରସ୍କୃତ କରିଛନ୍ତି ଆଶା କରିଛନ୍ତି ସାଦରେ ଗ୍ରହଣ କରିବେ। ଯାଉ ନାଁଟା ତ ରଘୁନାଥ ଆଉ କଣ ଆଜ୍ଞା। ସେଇ ପ୍ରଭୁ କରୁଣାର ବରୁଣାୟ କୌଶଳାନ୍ଦ୍ର ସରକାର ମର୍ଯ୍ୟାଦାବନ୍ତ ପୁରୁଷ ଭଗବାନ ରାମ ହଁ। ସେଇ ପତୁ ରଘୁନାଥ ହଁ। ଏ ତ ପୁରସ୍କାର ଦାତାଙ୍କର ଭବିଷ୍ୟତ ଉଜ୍ଜଳମୟ କରି ଚଲାପଥ କୁସୁମିତ କରନ୍ତୁ ରିଷ୍ଟ ଖଣ୍ଡନ କରନ୍ତୁ ଦୀର୍ଘାୟୁ କରନ୍ତୁ ହଁ। ସର୍ବେ ବୋଲ ଆନନ୍ଦେ କବାର ଦେଖନ୍ତୁ ତାହେଲେ ଏଠି କର୍ମ ଅଛି ହଁ। ଭାଗ୍ୟ ଅଛି ଆଜ୍ଞା। ତାହେଲେ କର୍ମ ଭାଗ୍ୟ ଥାଇ ହଁ। ମଣିଷ ଭୁଲରେ କେମିତି ପଡେ ନା କର୍ମ କଲା ଚାଷ କଲା ଆଜ୍ଞା। ଭାଗ୍ୟରେ ଭୁଞ୍ଜିବାକୁ ଗଲା ହଁ। ଭାତ ଗୁଣ୍ଡା ବଳି ପାଟି ପାଖକୁ ନେଲା ବେଳକୁ ଆଜ୍ଞା। ମୋବାଇଲ ବାଜିଲା ମୋବାଇଲ ଯେତେବେଳେ ବାଜିଲା ଆଜ୍ଞା। ଆସିଗଲା ଫୋନ ହଁ। ହ୍ୟାଲୋ ହଁ। କଣ କରୁଛ ନା ଖାଇବାକୁ ଯାଉଛି ନା ତମ ଶ୍ୱଶୁର ଯୋଉ ପଡିଥିଲେ ମରିଗଲେ କିରେ ବିଲ ତ ଚାଷ କଲା ହଁ। ଭାତ ତ ରୋଷେଇ କଲା ହଁ। ଖାଇବାକୁ ଗଲା ହଁ। ଗୁଣ୍ଡା ବୋଳିଲା ବେଳକୁ ଖାଇ ପାରିଲାନି କାହିଁକି ନା ଏଠି କର୍ମ ଥାଇ ହଁ। ଭାଗ୍ୟ ଥାଇ ମଧ୍ୟ ହଁ। ଏ ଦିଟିକି ହଁ। ଏଡେଇ ଦିଏ କିଏ ସେ ହଉଛି ଜଗତର ନିୟତି ରାତି ପାଇଲେ ରାଜା ହେଇଥାନ୍ତେ ରାମ ଆଜ୍ଞା। ରାଜପଦ ତାଙ୍କ ପାଇଁ ଉଦ୍ଦିଷ୍ଟ ଆଜ୍ଞା। କିନ୍ତୁ ରାଜା ନ ହେଇ ହଁ। 14 ବର୍ଷ ଜଙ୍ଗଲରେ ବୁଲିଲେ ବୁଲିଲେ। ରାତି ପାଇଲା ବେଳକୁ ରାଜା ନଳ ହଁ। 15 ବର୍ଷ ଘୋଡାକୁ ଘାସ କାଟି ଦେବାକୁ ଜଙ୍ଗଲକୁ ଗଲେଣି ଗଲେ। ରାତି ପାଇଲେ ହଁ। ରାଜା ହେଇଥାନ୍ତେ ଯୁଧିଷ୍ଠିର ବେଶ। ପାଇଲେ କଣ 13 ବର୍ଷ ବନବାସ ରାଜା ଛୁଆ ହଁ। ଚୈତନ୍ୟ ମହାପ୍ରଭୁ ଆଜ୍ଞା। ରାତି ପାଇଲା ବେଳକୁ ହଁ। 12 ବର୍ଷ ନାମ ପ୍ରଚାର କଲେଣି, କଲେଣି କଣ ତାହେଲେ କଲେ? ଏମାନେ ହଁ। ଏତେ ବଡ ବିଭବ ପାଇଲା ପରେ ମଧ୍ୟ ହଁ। ଏମାନଙ୍କ ପାଇଁ ଉଦ୍ଦିଷ୍ଟ ହେଲାନି କାହିଁକି ନା ନିୟତି ସବୁ ଏଡେଇ ନଉଛି ଏପଟେ ସେପଟେ କରିଦେଲା। ତାହେଲେ ଯଦ୍ଧାତା ଲିଖିତମ ଭଲ ପଟେ କର୍ମାନୁସାର ଫଳ କର୍ମ ଅନୁସାରେ ବିଧାତା ହଁ। ଯାହା ପାଇଁ ଯାହା ଥୋଇଛି ହଁ। ଆମେ ସେୟା ଭୁଞ୍ଜିବା ଆଜ୍ଞା। ଆମେ ଯଦି ଭାବିବା ଆମେ ସବୁ କରୁଛୁ ସେଇଟା ଭାବନା ଭୁଲ ଆଜ୍ଞା। ମଣିଷ ଯଦି ନିଜେ କରିପାରୁଥାନ୍ତା ତାହେଲେ ଏତେ କଥା ହଉଛି କାହିଁକି ଆମେ ତ ସବୁ କରିପାରୁଥାନ୍ତେ ଆଜ୍ଞା। ଯୋଉଠି ନିଜେ କରୁ ବୋଲି ଭାବେ ହଁ। ମଣିଷ ଆଜ୍ଞା। ସେଇଠି ତାର ଅଧମ ପ୍ରବୃତ୍ତି ଆଜ୍ଞା। ତାର ସବୁ ନଷ୍ଟ ଯାଏ ଆଜ୍ଞା। କାରଣ କହିଲେ ସଂସାର ଭିତରେ ଆପଣ ହଁ। କର୍ମ ଭାଗ୍ୟ ଏ ସବୁ ଉପରେ ଆଉ ଜଣେ ସେ ନିୟତି ନିୟତି ଆଉ। କହିଲେ ଦୈବ ଦୌଡ଼ି ମଣିଷ ମଣିଷ ହଉଛି ଗାଈ ଆଜ୍ଞା। ଦୈବ ହେଲା ଦୌଡ଼ି ହଁ। ଗାଈ ବେକରେ ରସି ଲାଗିଛି ହଁ। ରସିଟା ଯୁଆଡିକି ଯୁଆଡିକି ଯିବ ଆଜ୍ଞା। ଗାଈ ସେଇ ଆଡିକି ସେଆଡ଼ିକି ଯିବ ଯିବ। ଯଦି ରସି ପ୍ରତିକୂଳରେ ହଁ। ଯିବ ଗାଈ ହଁ। ତାହେଲେ ସତ ମାଡ଼ ଖାଇବ ଖାଇବ ମାଡ଼। ସମୁଦ୍ର ଲହଡି ମାଡି ଆସୁଛି ଆଜ୍ଞା। ଆପଣ ମୁଣ୍ଡ ପୋତି ଦେବେ ହଁ। ଲହଡି ଉପରେ ଚାଲିଯିବ ପଳେଇଯିବ। କିଛି ଅସୁବିଧା ହବନି ଆଜ୍ଞା। ଯଦି ଅଣ୍ଟାରେ ହାତ ଦେଇ ଛିଡା ହେବେ ଶକ୍ତ ଧକ୍କା ଦବ କଚାଡି ଦବ ଅଣ୍ଟା ଆଜ୍ଞା। ଭାଗିଯିବ ଭାଗିବ। ତେଣୁ ଯୋଉଠି ହଁ। ମଣିଷ ପ୍ରତିକୂଳଗାମୀ ହୁଏ ହଁ। କାହିଁକି ହୁଏ ନା ନିଜର ଅଧମ ପଣିଆ ପାଇଁ ଆଜ୍ଞା। ନିଜର ମୂର୍ଖ ପଣିଆ ପାଇଁ ବାସ୍। ପ୍ରଭୁତ୍ୱକୁ ସେ ହଜେଇ ଦିଏ ହଁ। ଆଉ ଯୋଉଠି ମୂର୍ଖ ପଣିଆକୁ ଛାଡି ନିଜତ୍ୱକୁ ମଣିଷ ବିକିଦେବ ସବୁ ହଉଛି ଜଣେ ଆଉ ସଂସାରେ କିଛି ନାହିଁ ସର୍ବଶକ୍ତିମାନ ତୁ ତାହେଲେ ସବୁର କାରଣ କର୍ତ୍ତା ଯିଏ ହଁ। ତା ପାଇଁ ତ ଏ ଜଗତ ହଁ। ତାହେଲେ ଆମେ ଯଦି ଭାବିବା ହଁ। ଦୋଷ ତାର ହଁ। ଦୋଷ ୟାର ହଁ। କାଲି ଯୋଉ କଥା ଭାଇ କହୁଥିଲେ ଯେ ବିଭୀଷଣ ଭଳି
ଜଣେ ହଁ। ନିମକ ହରାମ ଆଜ୍ଞା। ଏ ବିଶ୍ୱରେ କେହି ନାହିଁ ନାହିଁ। ଯେ ଭାଇ କି ମାରିଲା ଭାଉଜକୁ ବିବାହ ହେଲା ହଁ। ଯିଏ ସଂସ୍କୃତି ନଷ୍ଟ କଲା ବେଶ। ସିଏ ହଉଛି ଭୁଲ ଭୁଲ, ଭୁଲ। ନାହିଁ ବିଭୀଷଣ ଯଦି ନଥାନ୍ତା ଆଜ୍ଞା। ରାବଣ କୂଳ ଉଦ୍ଧାର ହେଇପାରି ନଥାନ୍ତା ଯଦି ପ୍ରହ୍ଲାଦ ନଥାନ୍ତା ଆଜ୍ଞା। ହିରଣ୍ୟକଶିପୁ ଉଦ୍ଧାର ହେଇପାରି ନଥାନ୍ତା ଯଦି ସେଦିନ ବନ୍ଦୀଶାଳାରୁ ବାପାକୁ ଠକି ଦେଇ ଆଜ୍ଞା। କୃଷ୍ଣ ଯାଇ ନଥାନ୍ତେ ହଁ। ତାହେଲେ ଧର୍ମ ରକ୍ଷା ହେଇପାରି ନଥାନ୍ତା ହେଇନଥାନ୍ତା। ଯଦି ସ୍ତ୍ରୀ ପ୍ରେମରେ ପଡି ହଁ। ଚୈତନ୍ୟ ମହାପ୍ରଭୁ ଆଜ୍ଞା। ରାଜ୍ୟରେ ରହିଥାନ୍ତେ ହଁ। ତାହେଲେ ଧର୍ମ ପ୍ରଚାର ହେଇପାରି ନଥାନ୍ତା କାହିଁକି ଏ କଥା ମୁଁ କହୁଛି ନା ବେଳେ ବେଳେ ହଁ। ଅନୁକୂଳରେ ନ ଯାଇ ଆଜ୍ଞା। ମଣିଷ ପ୍ରତିକୂଳଗାମୀ ହେଲେ ମଧ୍ୟ ସେଦିନ ହଁ। ବିଭୀଷଣ ଭାରତ ବର୍ଷରେ ହଁ। ଜଣେ ଯୋଗ୍ୟ ମଣିଷ ଆଜ୍ଞା। ଯିଏ ହଁ। କୂଳ ଉଦ୍ଧାର କରିଦେଲା ଆଉ ବିଭୀଷଣ ଆସିନଥିଲେ ହଁ। ଇଏ କଣ ରାବଣ ମୁକ୍ତି ପାଇଥାନ୍ତା ନାହିଁ, ନାହିଁ। ତାହେଲେ ଆମେ ତାକୁ ଖାଲି ଭୁଲକୁ ନେଲେ କେମିତି ହବ ହବନି। ଠା ଠା ଭାଲିଆ ଗୁଣ କରେ ହଁ। ଠା ଠା ଭାଲିଆ ଖୁଣ ଗୁଣ କରେ କରେ। ଯଦି ଗୋରୁ ଗୋଡରେ ଲଙ୍ଗଳ ବାଜିଛି ଆଜ୍ଞା। ମାଲିକ ଗୁଆ ଘିଅ ହଁ। ଭାଲିଆ ଫୁଟେଇଲା ଆଜ୍ଞା। ତା ଗୋଡରେ ଦବ ହଁ। ବଳଦ ଘା ଭଲ ହବ ଆଜ୍ଞା। ଯଦି ସେଇ ଭାଲିଆ ହଁ। ଦେହକୁ ଉଡିବ ତାହେଲେ? ଇନଫେକ୍ସନ ହବ ମାଲିକ ମୁହଁ ଫୁଲିବ ଭଲରେ ପୁଅ। ସିଆଡେ ବଳଦର ସିନା ଗୋଡ ଭଲ ହେଲା କିନ୍ତୁ ଇଆଡେ ମାଲିକ ମୁହଁ ଫୁଲିବ ତାହେଲେ ଏଠି ଦୋଷ କାହାର ଭାଲିଆର ଭାଲିଆ ଯୋଉଠି ଯାହା କରିବା କଥା ତାର ସେ କରୁଛି କରୁଛି ଆଉ। ସେଇ କଥା ହଁ। ସେଠି ରହିଲେ ଯୋଉ କଥା ଯଦୁମଣି ଥରେ ଗଲେ ନୀଳମାଧବଙ୍କୁ ଦେଖି ଆଉ ଏକ ବିଶେଷ ଘୋଷଣା କଣ? ସାରଙ୍କ ପାଲାରେ ମୁଗ୍ଧ ହୋଇ ହଁ ସାନପଦର ହଁ ସାନପଦର କିଏ ରେ କହ? ବାଗଦେବୀ ପୂଜା କମିଟି ହଁ